କିନ୍ତୁ ଭଗବାନ କହୁଛନ୍ତି ଭାଇ ମୁଁ ତ ୟାର ଜାଲ ମୁଇଁ ବିଛେଇଛି, ଏଇ ଯୋଉ ମେଟେରିଆଲ ଏନର୍ଜି ମୋର ରାଶି, ତେଣୁ ମୁଁ ତା ଦ୍ୱାରା କଣ୍ଟ୍ରୋଲ ହୁଏନି, ମୁଁ ତାକୁ କଣ୍ଟ୍ରୋଲ କରେ। ତେଣୁ କେମିତି, ତେଣୁ ଯଦି ତୁମେ ଯଦି ଚାହୁଁଛ ମାୟାର ଅଧୀନରୁ ବାହାରିବା ପାଇଁ, ତାହେଲେ ମୋ ପାଖରେ ସରେଣ୍ଡର ହେଇଗଲେ 14 ଶ୍ଲୋକରେ କହିଲେ, 13 ଶ୍ଲୋକରେ କହିଲେ ଯେ ଜୀବ କିନ୍ତୁ ଡିଲ୍ୟୁଟେଡ ହେଇକି ଏ ମୋର ତିନି ଗୁଣ ଯାଇକି ଫସିଯାଏ। ମତେ ବୁଝିପାରେନି ଏବଂ ମତେ ନ ବୁଝିପାରିକି ଏ ତିନି ଗୁଣ ଭିତରେ ଫସିଯାଏ। ତ୍ରିଭୈରି ଗୁଣମୟୀ ଭାବୈରି ଏ ଭଇ ସର୍ବମ ଇଦମ ଜଗତ ମୋହିତମ ଜ୍ଞାନାଭିଜାନାତି, ମୋହିତ ହେଇଯାଏ ମତେ ଜଣେ ଜାଣିପାରିକି ମାମ ଏ ଭୟମ ପରମ ଅଭୟମ, ମୁଁ ଯେ ସବୁ ଜିନିଷର ଉପରେ ଏବଂ ଶ୍ରେଷ୍ଠ ଏବଂ ଇନଏକ୍ଜିଷ୍ଟିବୁଲ ଏଟା ଜାଣିପାରେନି, ମତେ ଜାଣିପାରେନି, ତ ସେ ମାୟାକୁ ଜାଣି ମାୟା ଭିତରେ ଫସିଯାଏ। ଯଦି ମତେ ଜାଣିଦେବ ତାହେଲେ ମାୟା ପାଖକୁ ଆଉ ଯିବ ନାହିଁ ବା ମାୟାରୁ ଉଦ୍ଧାର ହେଇଯିବ। ତେଣୁ 14 ଶ୍ଲୋକ ବହୁତ ଇମ୍ପୋର୍ଟାଣ୍ଟ, ସେପାଇଁ କହିଲେ ଦୈବୀୟ ଗୁଣମୟୀ ମମ ମାୟା ଦୂରତା ମାମେ ବହି ପ୍ରପଦନ୍ତେ ମାୟା ମେତାନ୍ତରନ୍ତି। ଯିଏ ମୁଁ ଏଇ ଯୋଉ ଦୈବୀ ମୋର ଯୋଉ ଏନର୍ଜି ଦେଖିଲ, ଏ ଯୋଉ ତିନି ଗୁଣ ଯାହା ବି ତ୍ରିଗୁଣର ଅଧିକାରୀ ଯିଏ ବି ମେଟେରିଆଲ ଏନର୍ଜି ହଉ ବା ସ୍ପିରିଚୁଆଲ ଏନର୍ଜି, ଇଏ ସବୁ ମୋହରି ଅଣ୍ଡରେ। ତେଣୁ ଦୈବୀ ଗୁଣମୟୀ ଇଏ ସବୁ ମୋହରି, ମାନେ ମୁଁ ହଉଛି ଯେହେତୁ ଭଗବାନ ହଉଛି ଟ୍ରାନ୍ସେଣ୍ଡାଲ, ସବୁ ଗୁଣ ବି ଟ୍ରାନ୍ସେଣ୍ଡାଲ, ତେଣୁ ତାଙ୍କର ଅଣ୍ଡରେ ଇଏ ଯେ ତିନି ଗୁଣ ଅଛନ୍ତି, ତାକୁ କିନ୍ତୁ ଉଦ୍ଧାର ପାଇବାକୁ ହେଲେ କଣ କରିବାକୁ ପଡିବ ନା, ମୁଁ ଯଦି ତୁମେ ଯଦି ମୋ ପାଖରେ ସରେଣ୍ଡର ହେଲ ତାହେଲେ ମୁଁ ତାକୁ ଛାଡିଦେବି। ଯେମିତି ଏକ୍ସାମ୍ପଲ ଦିଆଯାଇଛି, ଜଣେ ଆ ବନ୍ଧୁ ଘରକୁ ଜଣେ ଯାଇଛି, ବନ୍ଧୁ ଘରକୁ ଗଲେ ତାର ଗୋଟେ ଆଲସେସିଆନ ଡଗ ଅଛି। ବର୍ତ୍ତମାନ ପ୍ରଭୁପାଦ ସେ ଏକ୍ସାମ୍ପଲ ଦିଅନ୍ତି, ଜଣେ ସେ ଯଦି ପହଞ୍ଚିବ ନୂଆ ସାଙ୍ଗଟେ, ତ କୁକୁର ତାକୁ ଜାଣିପାରିନି ଭୋକିବ, ମାଲିକ ଯଦି ବାହାରକୁ ଆସିବ ତାହେଲେ କହେ ଟମି ତାକୁ ମାନେ ସେ ହଉଛି ମୋ ସାଙ୍ଗ, ତାହେଲେ ଛାଡିଦବ। ସେମିତି ଏଠି କୁହାଯାଉଛି ଜୀବ ଯୋଉ ମାୟା, ମାୟା ହଉଛି ଆଲସେସିଆନ ଡଗ ସହିତ କମ୍ପେୟାର କରାଯିବ ଯଦି, ଭଗବାନ ହଉଛନ୍ତି ମାଲିକ, ତେଣୁ ସେ ତାଙ୍କ ପାଖରେ ଯଦି ସରେଣ୍ଡର ହେଇଯିବ ତାହେଲେ ସେଠୁ ବାହାରି ପାରିବ। ତେଣୁ ଦୈବୀ ଗୁଣମୟ ମମ ମାୟା ଦୂରତା, ତ ସେଇ ପାଇଁ ଇଏ ଏଇଠି କେମିତି ତାଙ୍କ ପାଖରୁ ବାହାରିବ କୁହାଗଲା। 15 ଶ୍ଲୋକରେ କହିଲେ ନମାମ ଦୁଷ୍କୃତି ନା ମୁଢା, କିଏ କୋଉ ଲୋକ, ତାପରେ କହୁଛନ୍ତି କେତେ ଲୋକ ମତେ ସରେଣ୍ଡର କରନ୍ତିନି, ଆଉ ଯିଏ ମୋ ପାଖରେ ଦୈବୀ ଗୁଣ ମୋ ପାଖରେ ସରେଣ୍ଡର କଲେ ମାୟାରୁ ବାହାରି ପାରିବ। ତାପରେ କହିଲେ କାଲି କୋଉ କୋଉ ଲୋକ ସରେଣ୍ଡର କରନ୍ତିନି, କୋଉ ପ୍ରକାର ଲୋକ ସରେଣ୍ଡର କରନ୍ତିନି, ଆଉ କେଉଁ ପ୍ରକାର ଲୋକ ସରେଣ୍ଡର କରନ୍ତି। 15 ଶ୍ଲୋକରେ କହିଲେ ଯେ 4 ପ୍ରକାର ଲୋକ ମତେ ସରେଣ୍ଡର କରନ୍ତି ନାହିଁ। ନମାମ ଦୁଷ୍କୃତି ନା ମୁଢା ପ୍ରପଦନ୍ତ ନରାଧମ ମୟା ପ୍ରତ୍ୟ ଜ୍ଞାନ ଅସୁର ଭାବ ସୂଚ। ମୂଢ, ନରାଧମ, ମାୟା ପ୍ରତି ଜ୍ଞାନ, ଆସୁରୀ ଭାବ ପ୍ରସୂତ, ଆସୁରୀ ଭାବ ଆଶ୍ରିତ, ଏ 4 ପ୍ରକାର ଲୋକ ମୋ ପାଖରେ ସରେଣ୍ଡର କରନ୍ତି ନାହିଁ। ମୂଢ ହଉଛି କିଏ, ମାନେ ମୂଢ ହଉଛି ସେମାନେ ନୋ ଟାଇମ ନୋ ମନି ସିଣ୍ଡ୍ରୋମ, ମାନେ ଭଗବାନଙ୍କ ପାଇଁ ସମୟ ନାହିଁ, ମନି ନାହିଁ, ରିସୋର୍ସେସ କିଛି ନାହିଁ। ତ 99.99% ପିପଲ ଆର ମୂଢ ବୋଲି ପ୍ରଭୁପାଦ କହୁଛନ୍ତି। ନରାଧମ କିଏ, ଯିଏ ଭଗବାନଙ୍କୁ ସେ ଜାଣିଲା ପରେ ବି ଯଦି ଭଗବାନଙ୍କୁ ସରେଣ୍ଡର ନଉନାହାନ୍ତି, କରୁନାହାନ୍ତି, ସେ ହଉଛି ନରାଧମ। ମାୟା, ମାୟା ଉପରେ ଜ୍ଞାନ କହନ୍ତି ଯାହାର ଜ୍ଞାନଟା ମାୟା ଦ୍ୱାରା ଅପହରଣ ହେଇଯାଇଛି, ମାନେ ସୋ କଲ୍ଡ ସାଇଣ୍ଟିଷ୍ଟ ଫିଲୋସଫର, ଯୋଉମାନେ ଟିକେ ମେଟେରିଆଲିଷ୍ଟିକ ଜ୍ଞାନ ପାଇଗଲେ, ସେମାନେ ଭାବିଲେ ମୁଁ ସବୁ କିଛି ଜାଣି ଦେଇଛି, ଆଉ ମୁଁ ହଉଛି ସବୁ କିଛି, ମାନେ ସବୁ କିଛି ମୁଁ ଜଣା ଅଛି, ତେଣୁ ମୁଁ ଉପରେ ଅଛି। ତ ସେ ସେଇପାଇଁ ସେ ମାୟା 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 ଦ୍ୱାରା ତା ଜ୍ଞାନଟା ଅପହରଣ ହେଇଗଲା। ମାୟା ପ୍ରତି ତାପରେ ଆଶ୍ରୀ ଭାବେ ଆଶ୍ରିତ, ମାନେ ଯୋଉ ଲାଇକ୍ କଂସ, ହିରଣ୍ୟକଶିପୁ, ଇଏ ମାନେ, ତେଣୁ ଏଇ ପ୍ରକାର ଲୋକମାନେ କେବେ ମତେ ସରେଣ୍ଡର କରନ୍ତି ନାହିଁ ବୋଲି ଭଗବାନ କହିଲେ ଏଥିରେ। ତାପରେ କହିଲେ କୋଉମାନେ ସରେଣ୍ଡର କରନ୍ତି, 16 ଶ୍ଲୋକରେ କହିଦେଲେ ଯେ ଯୋଉମାନେ ଚତୁର୍ବିଦ ଭଜନ୍ତେ ମାମ ଜନା ସୁକୃତି ଅର୍ଜୁନ ଆର୍ତ ଜିଜ୍ଞାସୁ ଅର୍ଥାତ୍ ଜ୍ଞାନୀଚର ଭାରତ ସଭା। 40 ପ୍ରକାର ଲୋକ ମୋ ପାଖରେ ସରେଣ୍ଡର କରନ୍ତି, ଜଣେ ଆର୍ତି ଅର୍ଥାତ୍ ଜ୍ଞାନୀ ଜିଜ୍ଞାସୁ। ଆର୍ତି ମାନେ ଦୁଃଖରେ ପଡିକି, ଲାଇକ୍ ଗଜେନ୍ଦ୍ର, ଅର୍ଥାତ୍ ଧ୍ରୁବ ମହାରାଜ, ଯିଏକି କିଛି ଅର୍ଥ ବା ସିଂହାସନ ଆଶାରେ ଭଗବାନଙ୍କର ଯାଇଥିଲେ। ଅର୍ଥାତ୍ ଜ୍ଞାନୀ, ଜିଜ୍ଞାସୁ, ସୌନକାଦି ଋଷି ମାନେ, ତାପରେ ଜିଜ୍ଞାସୁ ଯୋଉ ସୁଖଦେବ ଗୋସ୍ୱାମୀଙ୍କ ପାଖରେ ଯୋଉ ନୈମିଷାରଣ୍ୟ ସବୁ ଯୋଉ ବସିଥିଲେ, ଯୋଉ ଏଇଭଳିଆ କିଛି ଜ୍ଞାନ ଆହରଣ କରିବା ପାଇଁ ଏବଂ ଜିଜ୍ଞାସୁ ଆଉଟ୍ ଅଫ୍ ଇନକ୍ୱିଜିଟନେସ୍, ସେମାନେ ଭଗବାନଙ୍କ ପାଖରେ ସରେଣ୍ଡର କରନ୍ତି। ଆଉ କେତେ ଲୋକ, ଯୋଉମାନେ 4 ପ୍ରକାର ଲୋକ କରନ୍ତି ନାହିଁ ବୋଲି ତାକୁ କହିଲେ। 17 ଶ୍ଲୋକରେ କହିଲେ ତେସାମ ଜ୍ଞାନୀ ନିତ୍ୟ ଯୁକ୍ତ, ଏଇ ଯୋଉ 4 ପ୍ରକାର ବ୍ୟକ୍ତି ଭିତରୁ ଆର୍ତି ଅର୍ଥାତ୍ ଜ୍ଞାନୀ ଜିଜ୍ଞାସୁ, ୟା ଭିତରେ ଜ୍ଞାନୀ ଯିଏ, ସେ ହଉଛି 4 ଜଣଙ୍କ ଭିତରେ ବେଟର, କାହିଁକିନା ସେ ଜ୍ଞାନ ଆହରଣ ପାଇଁ ଯାଇଛି, ଅନ୍ୟ କିଛି ଜିନିଷ ତାର କିଛି ପାଇବାର ଆଶା କମ ଅଛି। ତେଣୁ ଆର୍ତିର ବା ଆର୍ତି ଅର୍ଥାତ୍ ଜ୍ଞାନୀ ଜିଜ୍ଞାସୁର, ଏମାନଙ୍କର କଣ ନା ଭକ୍ତିଟା କମ, ତେଣୁ ଏଟା ଗୁଣୀ ଗୁଣ ଭକ୍ତ ବୋଲି ଆମେ ଗୁଣୀ ଭୂତ ଭକ୍ତ ବୋଲି କୁହାଯାଉଛି। ଯୋଉ ମିଶ୍ର ଭକ୍ତ ଭିତରେ ଏମାନେ 2 ପ୍ରକାର, ଏ ଯୋଉ ଏଠି ଅଛନ୍ତି, ଗୋଟେ ହଉଛି ଯେ ଯାହାର ଭକ୍ତି ବେଶୀ ଆଉ ଅନ୍ୟ ଜିନିଷ କମ, କର୍ମ ଜ୍ଞାନ ଧ୍ୟାନ କମ, ତେଣୁ ସେମାନେ ଯୋଉ ଭକ୍ତି ଯାହାର ବେଶୀ, ସେ ଯୋଉ ପ୍ରଧାନ ଭୂତ ଭକ୍ତ, ତ ସେମାନଙ୍କ ଭିତରେ ଆର୍ତି ଅର୍ଥାତ୍ ଜ୍ଞାନୀ ଜିଜ୍ଞାସୁ ଏମାନେ ଆସନ୍ତି। ଏଇ ଶ୍ଲୋକରେ ଯୋଉ କହୁଛନ୍ତି ଏମାନେ ଚତୁର୍ବିଦ ଯଦି ଭଜନ କରୁଛନ୍ତି, ତ ମାନେ ଆର୍ତି ଅର୍ଥାତ୍ ଜ୍ଞାନୀ ଜିଜ୍ଞାସୁରେ ଏମାନଙ୍କର ଭକ୍ତି କମ ଅଛି, ଆଉ ଏମାନଙ୍କର ଏଠି ଜ୍ଞାନୀ କର୍ମୀ, ଏମାନେ ଭକ୍ତି ବେଶୀ। ତ ଏଇଭଳିଆ ସରି, ମାନେ ଇଏ ହଉଛନ୍ତି କଣ ସୁକୃତି ବାଲା ବ୍ୟକ୍ତି, ଆର୍ତି ଅର୍ଥାତ୍ ଜ୍ଞାନୀ ଜିଜ୍ଞାସୁ। ଆମେ ଯୋଉ ଡିସ୍କସ କରୁଥିଲେ ସେଟା ହଉଛି ଅଲଗା, ଯେ କର୍ମୀ ଜ୍ଞାନୀ ଧ୍ୟାନୀ, ସେମାନଙ୍କର
ସେମାନେ କର୍ମ ପ୍ରତି ତାଙ୍କର ବେଶୀ ଆସକ୍ତି ଅଛି, ଭକ୍ତି ସେମାନଙ୍କର କମ, ମିଶ୍ର ଭକ୍ତି। ତ ଏଠି ସେଟା ପରେ ଆମେ ଡିସ୍କସ କରିବା। ତ ତେଷାಂ ନିତ୍ୟ ଏଇ ଯୋଉ ଜ୍ଞାନୀ ଭିତରେ ଚାରି ଜଣଙ୍କ ଭିତରେ ନିତ୍ୟ ଯୁକ୍ତ ଏକା ଭକ୍ତି ଏକ ଭକ୍ତିର ବିଶେଷତେ ପ୍ରିୟ ହିଁ ଜ୍ଞାନୀନମ୍ ଆ, ଯେ ମୋ ଭିତରେ ଜ୍ଞାନୀ ଏଇ ଯୋଉ ଚାରି ଜଣଙ୍କ ଭିତରୁ ମୋ ଭିତରେ ଯୋଉମାନେ ଚାରି ଜଣଙ୍କ ଭିତରେ ଆର୍ତି ଅର୍ଥ ଜ୍ଞାନୀ ଜିଜ୍ଞାସୁ ଜ୍ଞାନୀ ମାନେ ହଉଛନ୍ତି ବେଶୀ ବେଟର, କାରଣ ସେମାନେ ଅନ୍ୟ କିଛି ତାର ଜିନିଷକୁ ବେଶୀ ଆଶା ନାହିଁ, ତାଙ୍କର ଯେ ଜ୍ଞାନ ମୋ ବିଷୟରେ ଜାଣିବା ପାଇଁ ସେ ଚାହୁଁଛନ୍ତି। ତେଣୁ ଉଦାର ସର୍ବେ ଏତୈବ ଜ୍ଞାନୀ ତୁ ଆତ୍ମୈବ ମେ ମତମ୍। ହଁ, 18 କ୍ଲାସ ସ୍ଥିତ ସହି ଯୁକ୍ତାତ୍ମା ମାମ ଏବ ଅନୁତ୍ତମମ ଗତିମ୍। ତେଣୁ ଏଇଠି 18 ସେ କହିଲେ ଯେ ଏଇ ଜ୍ଞାନୀ ବିଷୟ ଆଉ ଟିକେ ବିଶେଷ କହିଲେ, ସେ ଜ୍ଞାନୀ ଲୋକ ମାନେ ଯୋଉମାନେ ସେମାନେ କଣ କରନ୍ତି ନା ମୋ ପାଖକୁ ଅଲ ଦ ସେମାନେ ମ୍ୟାଗ୍ନାନିମସ୍ ଉଦାର ବ୍ୟକ୍ତି, ହୁଁ, in giving me love and but ଜ୍ଞାନୀ though who is only knowledge of me is exceedingly dear to me। ସିଏ ମୋର ବହୁତ ପ୍ରିୟ, like my own self being engaged in my service ଯୁକ୍ତାତ୍ମା, ସିଏ ନିଶ୍ଚୟ ଯୁକ୍ତ ହେଇ ରହିଛି ଏବଂ ସିଏ ନିଶ୍ଚୟ ମୋ ପାଖକୁ ଆସିବ ହାଏଷ୍ଟ ଆଣ୍ଡ ମୋଷ୍ଟ ପରଫେକ୍ଟ ନଲେଜ। ତେଣୁ ଏଇ ଯୋଉ ଉଦାର ମାନେ ମ୍ୟାଗ୍ନିନିମସ୍ ବା ଜିନିୟସ୍ ବା ଚାରିଟେବୁଲ କୁହାହଉଛି ଏଠି ଜାଗର ଏଇଠି ଯୋଉ ଜ୍ଞାନୀ ବିଷୟରେ କୁହାଗଲା ତାପରେ ଶ୍ଲୋକରେ, ଏଠି ଯେ ଭକ୍ତଙ୍କ ବିଷୟରେ ବେଶୀ ଯୋଉ ଭଳିଆ ଇଏ ଭକ୍ତ ଯିଏ ଉଦାର ବ୍ୟକ୍ତି, ସେଠି ଇଏ ଜ୍ଞାନୀ ଭକ୍ତ ବିଷୟରେ କୁହାହଉଛି। ଏଠି ସେ ତା ପୂର୍ବ ଶ୍ଲୋକରେ ଯୋଉ ଜ୍ଞାନୀ ତା ତା ପାଖରୁ ଏଟା ଟିକେ ଡିଫରେଣ୍ଟ ଅଛି। ଏଟା ହଉଛି ଜ୍ଞାନୀ ଭକ୍ତ, ଯୋଉମାନେ କୃଷ୍ଣ described ଜ୍ଞାନୀ ଭକ୍ତ ଟୁ ବି ଓନ୍ ସେଲ୍ଫ ବଟ୍ ହି କନସିଡର କେବଳ ଭକ୍ତ ଯିଏ ମୋର ଡିୟର, ଯିଏ ଶୁଦ୍ଧ ଭକ୍ତ। ମାନେ ଜ୍ଞାନୀ ଭକ୍ତ ମାନେ ଜ୍ଞାନୀ ଲେବଲ ଜ୍ଞାନ ଅଛି, କିନ୍ତୁ ଶୁଦ୍ଧ ଭକ୍ତ ମାନେ ସେ ଆହୁରି ଡିୟର, ତେଣୁ ସବୁଠୁ କେବଳ ଭକ୍ତ। ତେଣୁ ଇଏ ଜ୍ଞାନ ମିଶ୍ରିତ ଭକ୍ତ ବିଷୟରେ ଏଠି କୁହାଗଲା। ଆଉ ତା ଭିତରେ ଅନ୍ୟମାନଙ୍କ ଭିତରେ ଯୋଉ ସବୁଠୁ ଯୋଉ ଶୁଦ୍ଧ ଭକ୍ତ ସିଏ ଆମର ଆହୁରି ବହୁତ କ୍ଲୋଜ ବୋଲି କୁହାଗଲା। ତେଣୁ ପୁଣି 19 କହିଲେ ବହୁ ନାମ ଜନ୍ମ, ପୁଣି ରିୟାଲିଟି ଅଫ ଭକ୍ତି କରିବା ବହୁତ ଲୋକ କମ, କେତେ ଜନ୍ମ ପରେ କରନ୍ତି, ବହୁ ନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାମ ପ୍ରପଦ୍ୟନ୍ତେ ବାସୁଦେବ ସର୍ବ ମହାତ୍ମା ସୁଦୁର୍ଲଭମ୍। ତେଣୁ ସେଇ ବାସୁଦେବ ଭଗବାନ ସବୁ কিছুର କାରଣ ବୋଲି ବହୁତ ରେୟାର ଲୋକ ଜାଣିଛନ୍ତି, ଆଉ ସେ ଯେଉଁମାନେ ଜାଣିଛନ୍ତି ସେମାନେ ହଉଛନ୍ତି ଭକ୍ତ, ସେମାନେ ବହୁତ ରେୟାରେଷ୍ଟ, ବହୁତ ଜନ୍ମ ପରେ ଆସିଥାନ୍ତି। ବହୁ ନାମ ଜନ୍ମ ନିମନ୍ତେ ଯେ ଜ୍ଞାନୀ ବ୍ୟକ୍ତି ମୋର ମୋ ପାଖରେ ସରେଣ୍ଡର କରେ ବୋଲି କୁହାଗଲା। ଯିଏ ରିଏଲ ଜ୍ଞାନୀ, ଯିଏ ଭଗବାନଙ୍କୁ ରିଏଲ ଜାଣିଥାଏ, ସେ ହଉଛି ମୋ ପାଖରେ ସରେଣ୍ଡର କରିବ। ତେଣୁ 20 ଶ୍ଲୋକରେ କହିଲେ ଯେ କିନ୍ତୁ କେତେ ଜଣ ଅଛନ୍ତି ସେମାନେ ମୋ ପାଖରେ କରନ୍ତି ନାହିଁ, କାହା ପାଖକୁ ଯାଆନ୍ତି, ଦେବଦେବୀକୁ ପୂଜା କରନ୍ତି, ଯେମିତି ଗଣେଶ କାର୍ତ୍ତିକ ଏମାନଙ୍କୁ ପୂଜା କରିବେ। ତାପରେ ଶ୍ଲୋକ ସେୟା କହିଲେ କାମେଷ୍ଟେ ଶ୍ରିତ ଜ୍ଞାନ ପ୍ରପଦନ୍ତି ଅନ୍ୟ ଦେବତା ତମ ତମ ନିୟମମ ଆସ୍ଥାୟ ପ୍ରକୃତି ନିୟତ ସେବ୍ୟା। ସିଏ କଣ କରନ୍ତି, କାମ ସ୍ଥିତି ହିତ ଜ୍ଞାନ, ସେମାନେ କଣ ଦେବଦେବୀ ପୂଜା କଣ କରନ୍ତି, ମୋ ପାଖକୁ ନ ଆସି ଦେବଦେବୀ ପାଖକୁ ପଳାନ୍ତି। କୋଉମାନେ, ଯୋଉମାନଙ୍କର କାମ ସ୍ଥିତି ହିତ ଜ୍ଞାନ, ତାଙ୍କ ଜ୍ଞାନଟା କାମ ଦ୍ଵାରା ବା ମେଟେରିଆଲ ଡିଜାୟାର ଦ୍ଵାରା ହରଣ ହେଇଯାଇଛି, ମାନେ ମେଟେରିଆଲ ଡିଜାୟାର ତାର ବେଶୀ ଅଛି, ଭୌତିକ ଆସକ୍ତି, ଭୌତିକ ଜିନିଷ ପ୍ରାପ୍ତି ପାଇଁ ଯୋଉ ଚାହୁଁଛି, ସେମାନେ ମୋ ପାଖକୁ ନ ଆସି କଣ କରିବେ, ସେମାନେ ଅନ୍ୟ ଦେବତା ପାଖକୁ ଯାଆନ୍ତି। କାହିଁକି ନା ସେମାନେ ଭାବନ୍ତି ଯେ ଅନ୍ୟ ଦେବତା ମାନଙ୍କର ପାୱାର ବୋଧେ ଇଣ୍ଡିପେଣ୍ଡେଣ୍ଟ ଅଛି, ଆଉ ସେ ଇଜିଲି ତାଙ୍କୁ ବୋଧେ ଦେଇଦେବେ, ଆଉ ଇଜିଲି ସେ ଦେଇ ଦିଅନ୍ତି ବି, ଶିବଜୀ ବାସ୍ତୋଷ। କିନ୍ତୁ ସେ ରିଏଲି କାହାଠୁ ପାଉଛନ୍ତି ପାୱାର ସେ ଜାଣିନଥିଲେ। ସେମାନେ ଜାଣିଛନ୍ତି ଦେବଦେବୀ ମାନେ ଇଣ୍ଡିପେଣ୍ଡେଣ୍ଟ ବୋଲି ଭାବୁଛନ୍ତି, ଯୋଉଟା କି ନୁହେଁ। ତ ସେ ପାଇଁ ସେ ଏଠି ସେମାନେ ନ ଜାଣିକି ପଳେଇ ଯାଉଛନ୍ତି ତାଙ୍କ ପାଖକୁ, ଦେବତା ପାଖକୁ ଯାଉଛନ୍ତି। ଏବଂ କିନ୍ତୁ ୟମମ ତନୁ ଭକ୍ତମ 21 କହିଲେ ଶ୍ରଦ୍ଧା ଶ୍ରଦ୍ଧା ଅର୍ଚିତୁମ ଇଚ୍ଛତି ତସ୍ୟ ତସ୍ୟ ଅଚଳାମ ଶ୍ରଦ୍ଧାମ ତାମ ତାମ ଏବ ବିଧାମି ଅହମ। କିନ୍ତୁ ସେ କହିଲେ ଯେ କିନ୍ତୁ ସେମାନେ ଜାଣିନାହାନ୍ତି ଯେ ସେ ଯୋଉ ଦେବଦେବୀ ପ୍ରତି ଯାଉଛନ୍ତି, ଯାହାର ଇଚ୍ଛା ଅଛି ଯୋଉ ଦେବଦେବକୁ ପୂଜା କରିବା ପାଇଁ, ତା ପ୍ରତି ଯଦି ତାର ଇଚ୍ଛା ଭାବ ବା ତାର ଡିଜାୟାରଟା ବା ପୂଜା କରିବା ପାଇଁ ଯୋଉ ଇଚ୍ଛା ରହିଛି ବା ତା ପ୍ରତି ଶ୍ରଦ୍ଧା ରହିଛି, ସେ ଶ୍ରଦ୍ଧାଟା ଅଚଳ ବା ଷ୍ଟ୍ରଙ୍ଗ କରୁଛି ମୁଁ ହିଁ। ମୁଁ ତ ତା ହୃଦୟରେ ବସିକି ଦେଖୁଛି ସେ କଣ ଚାହୁଁଛି, କୋଉ ଦେବତା ପୂଜା କରିବାକୁ ଚାହୁଁଛି, ମୁଁ ତାକୁ ସେଇ ଦେବତା ପାଖରେ ଫିକ୍ସ କରିଦଉଛି। କିଏ ଭଗବାନ କରୁଛନ୍ତି, କାହିଁକି ଭଗବାନ କହିଲେ ସର୍ବସ୍ୱଚାମ ହୃଦୟ ସନ୍ନିବିଷ୍ଟ ମତ ଶ୍ରୁତି ଜ୍ଞାନ ଅପରଞ୍ଚ ବେଦସ୍ୟ ସର୍ବମହମ ବେଦ୍ୟ ବେଦାନ୍ତ ବେଦ ବିଚହମ। ମୁଁ ସମସ୍ତ ହୃଦୟରେ ବସିଛି, ମତେ ଜଣା ଅଛି କିଏ କଣ ଚାହୁଁଛି। ଯିଏ ଯାହା ଚାହୁଁଛି, ଯେହେତୁ ଭଗବାନ କୃପାଳୁ ଦୟାଳୁ, ସେଇ ଜିନିଷଟାକୁ ସାଙ୍ଗେ ସାଙ୍ଗେ କରିଦଉଛନ୍ତି। ଜଣେ ଭଗବାନଙ୍କୁ ଇଚ୍ଛା କରୁଛି ଜାଣିବା ପାଇଁ, ଜଣେ ଭୁଲିବା ପାଇଁ ଚାହୁଁଛି, ଯିଏ ଯାହା ଚାହୁଁଛି ଭଗବାନ ସେଭଳିଆ ସାଙ୍ଗେ ସାଙ୍ଗେ କରୁଛନ୍ତି। ତେଣୁ ଯେ ଭଗବାନ କହିଲେ ମୁଁ ବି ସେ ଦେବଦେବୀ ପ୍ରତି ତୁମର ଯେ ଆସକ୍ତିଟାକୁ ମୁଁ ଷ୍ଟ୍ରଙ୍ଗ କିଏ କରୁଛି, ମୁଁ ହିଁ କରୁଛି। ତେଣୁ ତମର ଇଚ୍ଛା ଯାହା ସେଇଭଳିଆ ମୁଁ ବ୍ୟବସ୍ଥା କରିବି। ତେଣୁ ଭଗବାନ କିନ୍ତୁ କୃପାଳୁ ଦୟାଳୁ। 22 କହିଲେ ସତୟା ଶ୍ରଦ୍ଧୟା ୟୁକ୍ତ ତସ୍ୟାରାଧନମ ଇହତେ ଲଭତେ ଚ ତତ କାମାନ ମୟ୍ୟବ ବିହିତମ ହିତନ। Endowed with such a faith, he endeavors to worship a particular demigod। ତେଣୁ ସିଏ କଣ କରେ
पर्टिकुलर देवदेवी को पूजा करे एंड ऑब्टेन्स हिज डिजायर्स, ଏବଂ ତାର ଯୋଉ ଇଚ୍ଛା ଅନୁସାରେ କଣ କଣ କିଛି ସେଠି ପ୍ରାପ୍ତ ହେଇଯାଏ। ବଟ୍ ଇନ୍ ଆକ୍ଚୁଆଲି ଦିଜ୍ ବେନିଫିଟ୍ସ ଆର୍ bestowed by me alone। କିନ୍ତୁ ଆକ୍ଚୁଆଲି ସେ ବେନିଫିଟ କିଏ ଦଉଛି? ମୁଁ ଦଉଛି, କାରଣ ତାଙ୍କ ପାଖରେ ସେ ପାୱାର ନାହିଁ। ମୋ ପାଖରୁ ଉଦ୍ଧାର ନେଇଛନ୍ତି ବା ମୁଁ ତାଙ୍କୁ ସେବା ସେବା ହିସାବରେ ଦେଇଛି, ସେମାନେ ସେବା କରିବାକୁ ଚାହିଁଛନ୍ତି, ମୁଁ କିଛି ତାଙ୍କୁ ଦେଇଛି। ଚନ୍ଦ୍ର ଇନ୍ଦ୍ର ଏମାନଙ୍କୁ ଦେଇଛି, ତୁମେ ମେଟେରିଆଲ ୱାର୍ଲଡ କଥା ଟିକେ ବୁଝ, ତେଣୁ ମୁଁ ତାକୁ ହିଁ ଦେଇଛି। କିନ୍ତୁ ସେବା ହିସାବରେ ଦେଇଛି, କିନ୍ତୁ ସିଏ ସେ ଭାବୁଛନ୍ତି ଚନ୍ଦ୍ର ଇନ୍ଦ୍ର ଦେଇ ଦେଉଛନ୍ତି, ସେ ପାୱାର ଟା ମୁଁ ଦେଇଛି ତାକୁ, ଭଗବାନ ସେଠି କହିଲେ। ତେଣୁ ଯୋଉମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସେମାନେ ସେଠି ଯାଆନ୍ତି ବୋଲି, ତେଣୁ ତାପରେ କହିଲେ ଯେ ଯୋଉ ଫଳଟା ସେଠି ପାଆନ୍ତି ତା ମଧ୍ୟରେ ଅନ୍ତବର୍ତ୍ତୁ ଫଳ ତେଷାଂ ତଦ୍ଭବତି ଅଳ୍ପ ମେଧସାମ୍ ଦେବାନ ଦେବ ଯାଆନ୍ତି ମଦ୍ଭକ୍ତ ଯାଆନ୍ତି ମାମପି। କିନ୍ତୁ ସେଠି ଦେବଦେବୀ ପାଖକୁ ଯୋଉମାନେ ଯାଆନ୍ତି ସେମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି। ମୋ ପାଖକୁ ଯାଉନା ସିଏ ହଉଛନ୍ତି ରିଏଲ ଜ୍ଞାନୀ। କାହିଁକି? ଯେ କହୁଛି କୃଷ୍ଣ ସେବଳ ଚତୁର, କାହିଁକି ସେ ଜାଣିଛି ଯେ କୃଷ୍ଣ ହିଁ ଏମାନଙ୍କୁ ସବୁ ପାୱାର ଦେଇଛନ୍ତି। ତେଣୁ ସେ କେବଳ କୃଷ୍ଣ ମାମେକମ୍ ଶରଣ ଭଜ, କୃଷ୍ଣଙ୍କ ପାଖରେ ଶରଣ ସିଏ ନିଏ ଏବଂ ଅନ୍ୟମାନଙ୍କ ପାଖରେ ସେ ନବନି, ସେମାନଙ୍କୁ ରେସ୍ପେକ୍ଟ ଦବ। ତ ଅନ୍ତବର୍ତ୍ତୁ ଫଳ ତେଷାଂ, ଜାଣିନାହାନ୍ତି ଯେ ସେ ଯୋଉ ଫଳ ଦେବଦେବୀ ଯୋଉ ଦଉଛନ୍ତି ଫଳଟା, ସେ ଅନ୍ତବର୍ତ୍ତୁ ମାନେ ତାକୁ କମ, ମାନେ ଅନ୍ତ ନିଶ୍ଚୟ ଦିନେ ଶେଷ ହେଇଯିବ। ଅନ୍ତବର୍ତ୍ତୁ ଫଳ ତେଷାଂ ମାନେ, ଏବଂ କିଏ ବୁଝୁନି ଅଳ୍ପ ମଧୁସାମ, ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ତାଙ୍କ ଯାଆନ୍ତି। କାରଣ ଦେବନ ଆଉ ଯିଏ ଦେବନ ଦେବ ଯାଆନ୍ତି, ଆଉ ଯିଏ ଯଦି ଦେବତା ପୂଜା କରିବ ତାର ଡେଷ୍ଟିନେସନ କଣ? ଦେବଲୋକ ଯିବ। ଆଉ ଯିଏ ମତେ ପୂଜା କରିବ ସେ ମତେ ପ୍ରାପ୍ତ ହବ। କିନ୍ତୁ ତାକୁ ପୂଜା କଲେ ଫଳ ବହୁତ କମ। ମାନେ ଜଣକୁ ଯଦି ଶୋଷ ଲାଗିଥିବ, ସିଏ ଯଦି ଦେବଦେବୀ ପୂଜା କରିବ ତା ଶୋଷ ଆହୁରି ବଢିଯିବ, କାହିଁକିନା ସିଏ ଗୋଟେ ଡ୍ରପ ପାଣି ଦେବେ। କିନ୍ତୁ ମୋ ପାଖକୁ ଆସିଲେ ଏତେ ମାନେ ଛପର ଫାड़ के हम दे देंगे, ତ ସିଏ ଆଉ ଶୋଷ ତାକୁ ଲାଗିବନି। ଯେ ଧ୍ରୁବ ମହାରାଜ ମାଗୁଥିଲେ, ଠିକ ଅଛି ମୁଁ ଏଇ ଗୋଟେ ସିଂହାସନରେ ବାପାଙ୍କ ଠାରୁ ବଡ ସିଂହାସନ, ଗ୍ରାଣ୍ଡ ଫାଦର ଠାରୁ ବ୍ରହ୍ମା ଠାରୁ ବଡ ସିଂହାସନରେ ବସିବି। ଆଉ ସିଏ କହେ, ତାପରେ ଭଗବାନ ପାଇଲା କହିଲେ ପ୍ରଭୁ ଆପଣଙ୍କୁ ଦେଖିଲା ପରେ ଆଉ କଣ ମାଗିବି? ଆପଣ ତ ଅଲରେଡି ମତେ ଡାଇମଣ୍ଡ ଦେଇଦେଲେ, ମୁଁ ଭଙ୍ଗା ଭଙ୍ଗା କାଚ ପଛରେ ପଡୁଥିଲି, ମୋ ଦରକାର ନାହିଁ। ଭଗବାନ କହିଲେ ନାଇଁ ନାଇଁ, ସେ ସବୁ ମିଳିବ, ତଥାପି ତମ ଯୋଉ ଇଚ୍ଛା ଥିଲା ତାକୁ ବି ଦେବି। ତେଣୁ ଭଗବାନ ତାଙ୍କୁ ସେଇପାଇଁ ଦେଇଦେଲେ ଧ୍ରୁବ ଲୋକ। କହିଲେ ଇଏ ଲୋକ କେବେ ବି ଡିଜଲ୍ଭ ହବନି, ମାନେ ମେଟେରିଆଲ ୱାର୍ଲଡ ଡିଜଲ୍ଭ ହେଇଯାଏ, ଏଠି ରହିଥିଲେ କଣ ହେଇଥାନ୍ତା? ବ୍ରହ୍ମ ଲୋକ ବି ଦିନେ ଡେଷ୍ଟ୍ରୟ ହବ, ଆଉ ଧ୍ରୁବ ଲୋକ ଡେଷ୍ଟ୍ରୟ ହବନି। ତେଣୁ ଭଗବାନ ପାଖକୁ ଗଲା ପରେ ଆଉ ସେ ଇଚ୍ଛା ବି ନଥାଏ ଯେ ମେଟେରିଆଲ ଜିନିଷ କିଛି ତାର ନଥାଏ, ତଥାପି ଭଗବାନ ଛାଡିବେନି। ତଥାପି ଭଗବାନ କହିବେ ନାଇଁ ନାଇଁ, ତୋର ଯୋଉ ଇଚ୍ଛା ଥିଲା, ଲୋକ ଭାବିବେ ମୁଁ ମୋ ପାଖକୁ ଆସିଲେ ମୁଁ ଭୁଲେଇ ଦଉଛି, ଛୋଟ ପିଲାଟା ନାଇଁ, ତ ଜାଣିବା ତ ପାଇବାକୁ ପଡିବ। ତେଣୁ ସେଇପାଇଁ ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଦେବଦେବୀ ପୂଜା କରନ୍ତି, ବା ରିଏଲ ଭକ୍ତ ଯୋଉମାନେ ସେମାନେ କୃଷ୍ଣଙ୍କୁ ପୂଜା କରନ୍ତି, ଯୋଉଟା କି ଧର୍ମ ଅର୍ଥ କାମ ମୋକ୍ଷମ୍, ଏ ଚତୁର୍ ଜିନିଷ ପୁରୁଷ ମିଳିଲା ପରେ ବି କୃଷ୍ଣ ପ୍ରେମ ପଞ୍ଚମ ପୁରୁଷାର୍ଥ ମିଳେ। ତ ସେଇପାଇଁ କୃଷ୍ଣ ଭକ୍ତ ଖାଲି ଯେ ଭାବନ୍ତି ଯେ ସେ ହଉଛନ୍ତି ଜଣେ ଭିକାରୀ ହେଇକି ରହିବ, ସେମିତି କିଛି ନାହିଁ। ତ କୃଷ୍ଣ ଯାହାକୁ ଚାହିଁବେ, ଯେମିତି ଚାହିଁବେ ସେଇଭଳିଆ ଦେବେ, କିନ୍ତୁ ସେମିତି ନାହିଁ ଯେ କୃଷ୍ଣ ଭକ୍ତ ସବୁ ଭିକାରୀ। ତେଣୁ ତାପରେ କହିଲେ ଯେ 24 ଶ୍ଲୋକରେ କହିଲେ କୃଷ୍ଣ, ହଁ 24 ଶ୍ଲୋକରେ କହିଲେ ଅବ୍ୟକ୍ତମ ବ୍ୟକ୍ତିମ ଆପନମ ମନ୍ୟତେ ମାମ ଅବଧୟ ପରମ ଭାଗବତମ ଭାବମ ଅଜାନନ୍ତ ମୟା ଅଭୟମ ମାମ ଅଭୟମ ଅନୁତ୍ତମମ। Until unintelligent men who don't know me perfectly think that I, the supreme person, God Krishna, was impersonal before। ଏଠି ବର୍ତ୍ତମାନ କହୁଛନ୍ତି ଯେ ଭାଇ ଦେଖ, ମୋର ବିଷୟରେ ବହୁତ ଲୋକ କଣ ଜାଣନ୍ତି, କିଏ ଭାବୁଛନ୍ତି ଆଗରୁ ମୁଁ ଯେତେବେଳେ ଏଠି ଆସିଲି, ଆଗରୁ ବୋଧେ ମୁଁ ଥିଲି ଇମ୍ପର୍ସନାଲ, ଏଠି ଆସିଲା ପରେ ବୋଧେ ମୋର ଗୋଟେ ରୂପ ଆସିଗଲା, ସେମିତି କିଛି ନାହିଁ। ତ ଯୋଉମାନେ ଇମ୍ପର୍ସନାଲିଜିମକୁ ପୂଜା କରନ୍ତି ସେମାନେ ହଉଛି ଏଠି ଇମ୍ପର୍ସନାଲ ବା ନିରାକାରବାଦୀ ବିଷୟରେ ବର୍ତ୍ତମାନ କହୁଛନ୍ତି। ଏବେ ଏ ଶ୍ଲୋକ 2-3ଟାରେ ସେ କଣ କରୁଛନ୍ତି, ସେମାନେ ଭାବୁଛନ୍ତି ମୁଁ ବୋଧେ ମୋର ଆକାର ନଥିଲା, ମୁଁ ଏବେ ଆକାର ନେଇକି ଏଇଠି ମେଟେରିଆଲ ୱାର୍ଲଡକୁ ଆସି ଆମରି ଭିତରୁ ଜଣେ, ସିଏ ଜଣେ ବ୍ୟକ୍ତି ଏବଂ ଆମରି ଭଳିଆ ବା ଟିକେ ପାୱାରଫୁଲ ବ୍ୟକ୍ତି ବୋଲି ଭାବୁଛନ୍ତି, କିନ୍ତୁ ସେଇଟା ନୁହେଁ। ତ କାହିଁକି ନା ତାଙ୍କର ଜ୍ଞାନ କମ ଏବଂ ସେ ମୋର ହାୟର ନେଚରକୁ ଜାଣିନାହାନ୍ତି। ମାନେ ସିଏ ଖାଲି ବ୍ରହ୍ମ ଜ୍ୟୋତିକୁ ଜାଣିଛନ୍ତି, କିନ୍ତୁ ପରମାତ୍ମା ଭଗବାନଙ୍କୁ ଜାଣିନାହାନ୍ତି। ତେଣୁ ଏମାନେ ସେଇ ପାଇଁ ମତେ ଗୋଟେ ମାନେ ଭାବୁଛନ୍ତି ଆକାର ନାହିଁ ବୋଲି ଭାବୁଛନ୍ତି। ସେଇମାନଙ୍କ ଭିତରୁ ଦୁଇ ପ୍ରକାର ଡିସ୍କସ କଲେ, ମାୟାବାଦୀ ବାଲା ବି ଅଛନ୍ତି। ତ 25 ଶ୍ଲୋକରେ କହିଲେ ନାହମ ପ୍ରକାଶ, କାହିଁକି ମୁଁ ଏମିତି ଆସେ, ଅନ୍ୟାନ୍ୟ କାହିଁକି କେହି ସମସ୍ତେ ଜାଣିପାରନ୍ତିନି, ମୁଁ ସମସ୍ତଙ୍କୁ କାହିଁକି ଦେଖାଏନି? କାହିଁକି ନା ସେମାନେ ମୂଢ ସବୁ। ମାମ ନାହମ ପ୍ରକାଶ, 25 ନମ୍ବର ଶ୍ଲୋକ, ନାହମ ପ୍ରକାଶ ସର୍ବସ୍ୟ ଯୋଗମାୟା ସମାବୃତା ମୂଢାମ ଅଭିଜାନତି ଲୋକମାମ ଅଜମ ଅଭୟମ। ସେମାନେ ଦେ ଆର୍ ଭେରି ଫୁଲିଶ, ସେ ଅନଇଣ୍ଟେଲିଜେଣ୍ଟ। ସେମାନେ ମତେ, ମୁଁ ଯେହେତୁ ମୋର ଇଣ୍ଟରନାଲ ପୋଟେନ୍ସି ବା ଯୋଗମାୟା ଆବୃତ ହେଇ ରହିଥାଏ, ତ ସେମାନେ ମତେ ଜାଣିପାରନ୍ତିନି। ଏବଂ therefore they don't know that ମୁଁ ହଉଛି ଅନବର୍ନ ଅଜନ୍ମା ବା ଇନଫେଲିବଲ, ମୁଁ ଅଚ୍ୟୁତ। ମାନେ ମୋ ବିଷୟରେ ସେ ଆକ୍ଚୁଆଲି ଜାଣିପାରନ୍ତିନି, କାହିଁକି ନା ମୁଁ ଯୋଗମାୟା ଦ୍ୱାରା ନିଜକୁ ଆବୃତ କରି ରଖିଥାଏ। ଆଉ ସେମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ବା ମୂଢ ବ୍ୟକ୍ତି, ସେମାନେ ମୋ ବିଷୟରେ ଜାଣିପାରନ୍ତି ନାହିଁ। ତାପରେ 26 ଶ୍ଲୋକରେ କହିଲେ ବେଦହମ୍ ସମ୍ମତିତାନି
वर्तमानानि च अर्जुन भविष्यानि च भूतानि माम तु वेद न कश्चन। ତେଣୁ ଏଠି କହିଲେ ବେଦହମ୍ ସର୍ବଭୂତାନି, ମୁଁ ସବୁ ଜିନିଷ ଜାଣିଛି। ମାନେ ଭଗବାନ ତାଙ୍କ ନିଜ ବିଷୟରେ କହୁଛନ୍ତି ସମ ଅତୀତାନି, ଅତୀତ ମୁଁ ପାଷ୍ଟ ବିଷୟ ଜାଣିଛି, ବର୍ତ୍ତମାନ ବିଷୟ ଜାଣିଛି, ଭବିଷ୍ୟାନି ଭବିଷ୍ୟତ ବି ଜାଣିଛି, ପ୍ରାଣୀର ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚର ମତେ ଜଣା। ମାମ୍ ତୁ ବେଦ, କିନ୍ତୁ ମତେ କେହି ଜାଣିପାରେ ନାହିଁ। ତେଣୁ ମାନେ ଭଗବାନଙ୍କ ସୁପ୍ରିମେସି ଏଠି ସେ କହୁଛନ୍ତି। ତେଣୁ ବେଦହମ୍ ସର୍ବ ସମତା ତିନି, ସମ ଅତୀତାନି ସମତା ତିନି, ଅତୀତାନି ମାନେ ପାଷ୍ଟକୁ ମୁଁ ସମ ମାନେ କମ୍ପ୍ଲିଟଲି ଜାଣିଛି। ସମ ଅତୀତାନି ବର୍ତ୍ତମାନେନି ବର୍ତ୍ତମାନକୁ ବି ଜାଣିଛି ଅର୍ଜୁନ, ଭବିଷ୍ୟାନି ଚ ଭୂତାନି ପ୍ରାଣୀଙ୍କର ଭବିଷ୍ୟତକୁ ମୁଁ ହିଁ ଜାଣିଛି। ମାଁ ତୁ ବେଦ ନ କଶ୍ଚନ, ମତେ କେହି କିନ୍ତୁ ଜାଣିପାରନ୍ତି ନାହିଁ। ତେଣୁ ଇଚ୍ଛା ଦେଶ ସମୁତ୍ଥେନ ଦ୍ୱନ୍ଦ୍ୱ ମୋହେନ ଭାରତ ସର୍ବଭୂତାନି ସମଃ ସମଃ सर्गे जानती परंतप। हे परंतप अर्जुन, conquer the foes, परंतप all living entities are born into delusion। ସେମାନେ ମାୟା ଦ୍ୱାରା ଆଚ୍ଛାଦିତ ହେଇଯାନ୍ତି, bewildered by dualities, ଦ୍ୱନ୍ଦ୍ୱ ମୋହନ ଦ୍ୱାରା, ଦ୍ୱନ୍ଦ୍ୱ ମୋହ ଦ୍ୱାରା ସେମାନେ ଆଚ୍ଛାଦିତ ହେଇଯାଇଛନ୍ତି। କାହିଁକି? ତାଙ୍କର ଡିଜାୟାର ଅଛି, ହେଟ୍ ଅଛି। ତେଣୁ ତାଙ୍କର ଯେହେତୁ କିଛି ପାଇବାର ଆଶା ରହିଛି, ଆଉ ତେଣୁ ସେଇ ପାଇଁ ସିଏ ଏଇଭଳିଆ ମାୟା ଦ୍ୱାରା ସେମାନେ ଆଚ୍ଛାଦିତ ହେଇଯାଉଛନ୍ତି। ଆଉ ଲାଷ୍ଟ 28 ଶ୍ଲୋକରେ କହିଲେ ଯେ ମତେ କିନ୍ତୁ ମୋ ପାଖକୁ ଯିଏ ଆସିବ ଭକ୍ତି କରିବେ ସେ କେମିତି ପାରିବ, ମାନେ ସେଇଭଳିଆ କଣ ସିଚୁଏସନ ଥିଲେ ସେ ମୋ ପ୍ରତି ଭକ୍ତି ଜାଣିପାରିବ ବା ମତେ ଜାଣିପାରିବ, ମୋ ସହିତ ସମ୍ପର୍କ ରଖିପାରିବ, ଆଉ ମତେ କେମିତି ଷ୍ଟ୍ରଙ୍ଗଲି ଭକ୍ତି କରିପାରିବ। ଯେ ଶାନ୍ତୁ ଅନ୍ତର୍ଗତ ପାପମ ଜନନାମ ପୁଣ୍ୟ କର୍ମଣମ te ଦ୍ୱନ୍ଦ୍ୱ ମୋହ ନିର୍ମୁକ୍ତମ ଭଜନ୍ତମ ମାମ ଦୃଢ଼ବ୍ରତା। ଯୋଉମାନେ ମତେ ଯାହାର ପାପ ଶେଷ ହେଇଯାଇଛି, ପୁଣ୍ୟ କର୍ମ ବଢି ବଢି ଯାଉଛି, ସେ ଦ୍ୱନ୍ଦ୍ୱ ଆଉ ମୋହରୁ ନିର୍ମୁକ୍ତ ହେଇକି, ଦ୍ୱନ୍ଦ୍ୱ ମୋହ କାହିଁକି ଆଗରୁ କହିଲେ ନା ଦ୍ୱନ୍ଦ୍ୱ ମୋହ ରହିକି ମତେ ବୁଝିପାରନ୍ତିନି, କାରଣ ତାଙ୍କର କିଛି ପାଇବାର ଆଶା ଅଛି। କିନ୍ତୁ ଯେ ପାଇବାର ଆଶା ନାହିଁ, ମତେ ସିମ୍ପଲି ସରେଣ୍ଡର କରିଛି, ମତେ ଭକ୍ତି କରୁଛି, ମୋ ପାଇଁ ସବୁ କିଛି କରୁଛି, ତାର କିଛି ପାଇବାର ଆଶା ନାହିଁ, ସେଭଳିଆ ଲୋକ ହିଁ ମାନେ ମତେ ଷ୍ଟ୍ରଙ୍ଗଲି ମୋର ଭକ୍ତି କରିପାରିବ। ଆଉ ସେଭଳିଆ ଲୋକର ଆକ୍ଚୁଆଲି ପାପ ଖତମ ହେଇଯାଇଥାଏ, ଆଉ ସେ ପୁଣ୍ୟରେ ହିଁ ଥାଏ। ତେଣୁ ଯେତେ ପର୍ଯ୍ୟନ୍ତ ପାପ ଖତମ ହେଇନାହିଁ, ପୁଣ୍ୟ ବଢିନି, ଆମ ଭକ୍ତି ଷ୍ଟ୍ରଙ୍ଗ ହଉନି, ଆମ କ୍ୱେଶ୍ଚିନ୍ ସେ ଆସୁଛି ବେଳେ କାହିଁକି ପ୍ରଭୁ ମାତାଜୀ ଅମଲ କାହିଁ ପ୍ରଭୁ ଭକ୍ତିରେ ଆମେ ଷ୍ଟ୍ରଙ୍ଗ ହଉନାହାନ୍ତି, କାହିଁକିନା ଆମର କିଛି ପାପ ରହିଛି, ଏବଂ ପାପ ରହିଲେ ଆମକୁ ଭକ୍ତି କରିବାକୁ ଅବଷ୍ଟ୍ରକ୍ସନ କରିବେ। ସେଇ ପାଇଁ ଯେତେ ପର୍ଯ୍ୟନ୍ତ ଯେସନ୍ତୁ ଅନ୍ତଗତ ପାପମ, ଯାହାର ପାପ ଖତମ ନ ହେଇଛି, ପୁଣ୍ୟ ନ ହେଇଛି, ତ ଦ୍ୱନ୍ଦ୍ୱ ମୋହରେ ସବୁବେଳେ ଡାଉଟ ରହିବ, ଏଇଟା ଠିକ ଏଇଟା ଭୁଲ, ଏଇଟା ଠିକ କାହିଁକି ହେଲା, ଇଏ ସବୁ ରହିବ, ଆମେ ସେ ଭକ୍ତି କରିପାରିବ ନାହିଁ। ତେଣୁ 29 ଶ୍ଲୋକରେ କହିଲେ ଜରା ମରଣ କ୍ଷୟ ମାମ ଆଶ୍ରିତ ଯେତନ୍ତି ते ब्रह्म तद विदु कृष्णम अध्यात्मम कर्म चखिलम। इंटेलिजेंट पर्सन जो किए, जो कि हु आर इंटरव्यूइंग फॉर लिबरेशन, मुक्ति पाई चाहूचंदी फ्रॉम ओल्ड एज एंड डेथ, जो ओल्ड एज बुढ़ापा डेथ रु मुक्ति पाइବାକୁ ଚାହୁଁଛି, ମାନେ ଏଇ ମଟେରିଆଲ କୁ ଆସିବାକୁ ଚାହୁଁନାହାନ୍ତି, ସେମାନେ ମୋର ଭକ୍ତିରେ ଆଶ୍ରୟ ନିଅନ୍ତି, ମୋ ପାଖରେ ମୋତେ ଭକ୍ତି କରନ୍ତି। ଦେ ଆର୍ ଆକ୍ଚୁଆଲି ବ୍ରହ୍ମନ, they are actually Brahman because they entirely know everything about transcendental activities। ସେମାନେ ହଉଛି ରିଅଲି ବ୍ରହ୍ମ। ବ୍ରହ୍ମ ମାନେ ଖାଲି ଜୀବ ବ୍ରହ୍ମ, ସେଇ ମାନେ ରିଅଲି ବ୍ରହ୍ମନ, ସେ ରିଅଲ ମତେ ଜାଣିପାରିଛନ୍ତି। ତେଣୁ ତାପରେ 30 ଶ୍ଲୋକରେ କହିଲେ ସାଧିଭୂତାଦି ଭୂତାଦି ଦୈବମ ମାମ ସା ଅଧିଭୂତ ସା ଅଧିଯଜ୍ଞ ଦୈବମ ମାମ ସ ଅଧିଯଜ୍ଞଂ ଚ ଏ ବିଦୁ ପ୍ରୟାଣ କାଳେ ଅପି ଚ ମାମ તે ବିଦୁର ଯୁକ୍ତ ଚେତସା। ଯିଏ ମତେ ଲାଷ୍ଟ ସମୟରେ ପ୍ରୟାଣ କାଳରେ, ଅନ୍ତ କାଳରେ ମତେ ଜାଣିପାରେ ଯେ ମୁଁ ହିଁ ହଉଛି ଅଧିଭୂତ, ମୁଁ ହିଁ ହଉଛି ଅଧିଦୈବ, ମାନେ ଯେ ଅଧିଭୂତ ଅଧିଦୈବ ଏବଂ ଅଧିକ ଯଜ୍ଞ ଏ ବିଷୟରେ ସବୁ ଜାଣିପାରେ, those in full consciousness of me who know me the supreme lord to be the governing principles of the material manifestation, the demigods, ମାନେ ମୁଁ ଏଇ ସବୁ ଜିନିଷର ଅଧିକାରୀ ବୋଲି ଜାଣିପାରେ ଯେ, ଏବଂ ଡେମିଗଡ୍ସ ର କଣ୍ଟ୍ରୋଲ ମୁଁ ହିଁ କରୁଛି, ଜୀବର ମୁଁ ହିଁ କଣ୍ଟ୍ରୋଲର, ଅଲ୍ ଦି ମେଥଡ ସାକ୍ରିଫାଇସ୍ ଯଜ୍ଞ ବି ମୋହରି ପାଇଁ, କ୍ୟାନ୍ ଅଣ୍ଡରଷ୍ଟାଣ୍ଡ ନୋ ମି, ସେଇମାନେ ହିଁ ଏଟ୍ ଦି ଟାଇମ୍ ଅଫ ଡେଥ୍ ଯଦି ଜାଣିପାରିଲେ ତାହେଲେ ସେମାନେ ମୋ ପାଖକୁ ବି ଆସିପାରିବେ। ଜୀବନ ସାରା ଜାଣିପାରିଲାନି ବି ଚଳିବ, କିନ୍ତୁ ଲାଷ୍ଟରେ ଏଟ୍ ଦି ଟାଇମ୍ ଅଫ ଡେଥ୍ ରେ ସେ ଜାଣିପାରିଲେ ମୋ ପାଖକୁ ଆସିବେ। ତ ଦିସ୍ ଇଜ 7th ଚାପ୍ଟର। ତେଣୁ ଏଇଠୁ ଲିଙ୍କ ଆସିବ 8th ଚାପ୍ଟର, ଯେ ଅଧିଭୂତ ଅଧିଦୈବ ବୋଲି କହିଲେ ଦେନ୍ ବର୍ତ୍ତମାନ ଅର୍ଜୁନ ପଚାରିବେ ଆପଣ ଯୋଉ କହିଲେ ବ୍ରହ୍ମ ବିଷୟରେ କହିଲେ, ତାପରେ କହିଲେ ଅଧିଦୈବ ଅଧିଭୂତ ଏଇ କଣ, ତ ସେଠି ନେକ୍ସଟ 8 ଶ୍ଲୋକରେ ଅର୍ଜୁନ ପଚାରୁଛନ୍ତି 1 ନମ୍ବର ଶ୍ଲୋକରେ କିಂ ତତ୍ ବ୍ରହ୍ମ କିମ୍ ଅଧ୍ୟାତ୍ମା କିମ୍ କର୍ମ ପୁରୁଷୋତ୍ତମ ଅଧିଭୂତମ ଚ କିମ୍ ପ୍ରୋକ୍ତମ ଅଧିଦୈବମ କିମ୍ ଉଚ୍ୟତେ। ଅର୍ଜୁନ ଭଗବାନଙ୍କୁ ପଚାରୁଛନ୍ତି ଆପଣ ଯୋଉ ଲାଷ୍ଟ ଏବେ 2ଟା ଶ୍ଲୋକରେ କହିଲେ ବ୍ରହ୍ମ ଅଧିଭୂତି ଅଧିଦୈବ ଇଏ କଣ। ତେଣୁ ସେଠି ତାପରେ ସେକେଣ୍ଡ କ୍ୱେଶ୍ଚନରେ सेकंड श्लोक कहले अधिज्ञ कथम कोत्र देहस्मिन् मधुसूदन प्रयाण काले च कथम ज्ञेय स नित्य आत्मा भी।
ହୁଇ ଦି ଲର୍ଡ ଅଫ ନେକ୍ସଟ ଦିଟା ଶ୍ଲୋକରେ ଅର୍ଜୁନ କ୍ୱେଶ୍ଚନ ପଚାରୁଛନ୍ତି, ତାପରେ ଭଗବାନ ଥାର୍ଡ ଶ୍ଲୋକରେ ଆନ୍ସର ଦେବେ। ଆଉ ଯୋଉ 8ଟା କ୍ୱେଶ୍ଚନ ପଚାରିଲେ, ଆ 8ଟା ନା 6ଟା, ତ ଏବେ ସେ ବିଷୟରେ କହିବେ ବର୍ତ୍ତମାନ ଯୋଉ 8ଟା କ୍ୱେଶ୍ଚନ ପଚାରିଛନ୍ତି, 8ଟା। ତେଣୁ ଦିଟା ଶ୍ଲୋକରେ 8ଟା କ୍ୱେଶ୍ଚନ ପଚାରିଛନ୍ତି ଯେ ତୁମେ ଆ, ମୁଁ ହ୍ୱାଟ ଇଜ ବ୍ରହ୍ମ, ଆପଣ କହିଲେ ବ୍ରହ୍ମ, ବ୍ରହ୍ମ କଣ ନା ବ୍ରହ୍ମ ହଉଛି ଜୀବ ବିଷୟରେ ଏଠି କହିଲେ। ମୁଁ ଯୋଉ ବ୍ରହ୍ମ କଥା ଏବେ କହୁଥିଲି ସେ ହଉଛି ଜୀବ ହଉଛି ଗୋଟେ ବ୍ରହ୍ମ, ବ୍ରହ୍ମ ଜୀବ ବ୍ରହ୍ମ, ଯେ ସେ ହଉଛି ସ୍ପିରିଚୁଆଲ। ସେ ଯେ ତା ବଡିଟା ସିନା ମେଟେରିଆଲ, ସେ ହଉଛି ସ୍ପିରିଚୁଆଲ। ହ୍ୱାଟ ଇଜ ଦ୍ୟାଟ ଅଧ୍ୟାତ୍ମା, ଅଧ୍ୟାତ୍ମା କଣ ନା ତାର ଜୀବର ସ୍ୱଭାବଟା ହଉଛି ଅଧ୍ୟାତ୍ମା। ଆତ୍ମା ଅଧ୍ୟାତ୍ମା, ସେ ପାଇଁ ଅଧି ମିନ୍ସ ଏବଭ। ତ ସ୍ୱଭାବ ତାର ଯୋଉ ନେଚରଟା ଜୀବର। ତେଣୁ କର୍ମ କଣ ନା ଫ୍ରୁଟିଭ ଆକ୍ଟିଭିଟି ଯୋଉଟା କର୍ମ କରାଯାଉଛି। ଅଧିଦୈବ କଣ ଦେବତା ମାନଙ୍କର ଉପରେ, ଏଇଟା ହଉଛି ବିରାଟ ପୁରୁଷକୁ କୁହାଯାଉଛି ଅଧିଦୈବ। ତାପରେ ଅଧିଯଜ୍ଞ କିଏ, ସବ୍ୟ ଯଜ୍ଞର ଉପରେ କିଏ, କାହା ପାଇଁ କରାଯାଉଛି ଯଜ୍ଞ, ପରମାତ୍ମା ବା ପୁରୁଷ ବା ହଉଛନ୍ତି ବିଷ୍ଣୁ। ତେଣୁ ସେ କହିଲେ, ଆଉ ବିଷ୍ଣୁ ଯୋଉ ପରମାତ୍ମା, ସେ ବିଷ୍ଣୁ କୋଉ ଭଳି ଆମର ଶରୀର ଅଛନ୍ତି ବୋଲି ପଚାରିବେ ନା ହାଉ ଇଜ ଅଧିଯଜ୍ଞ ନୋନ୍ ଇନ୍ ଦି ବଡି, ନା ସିଏ ହଉଛି ଶରୀରରେ କିନ୍ତୁ ହୃଦୟ ଭିତରେ ସେ ଆମର ଅଛନ୍ତି, ପରମାତ୍ମା ଭାବରେ ଅଛନ୍ତି। ତେଣୁ ତାକୁ ହାଉ ଡୁ ନୋ ଏଟ୍ ଦି ଟାଇମ୍ ଅଫ ପଏଣ୍ଟ ଅଫ ଡେଥ୍, ପୁରାଣ କାଳ ଏଟ୍ ଦି ଟାଇମ୍ ଅଫ ଡେଥ୍, ଯଦି ଜାଣିଲେ ଆମେ ତ ତାଙ୍କୁ ଆଉ ପ୍ରାପ୍ତ ହେଇଯିବା। ଇଭେନ୍ ସମୟ କୋଉ କେମିତି ତାଙ୍କୁ ଆମେ ମୃତ୍ୟୁ ସମୟ ଜାଣିପାରିବା। ଏଇଟା 8ଟା କ୍ୱେଶ୍ଚନ ସେ ପଚାରିଲେ। ତ ଏଇ ଯୋଉ ଚାପ୍ଟର 8 ରେ 8ଟା କ୍ୱେଶ୍ଚନ ର ଆନ୍ସର ଦିଆଯାଇଛି। 8ଟା କ୍ୱେଶ୍ଚନ ଦିଆହେଲା 1 ଆଉ 2 ଶ୍ଲୋକରେ, ଆଉ 3 ଶ୍ଲୋକରୁ ଭଗବାନ ଆନ୍ସର ଦେଇଛନ୍ତି। ଶ୍ରୀ ଭଗବାନ ବାଚ ଅକ୍ଷରମ୍ ବ୍ରହ୍ମ ପରମମ୍ ସହ ଅଧ୍ୟାତ୍ମତ ଉଚ୍ୟତେ ଭୂତ ଭାବ ଉଦ୍ଭତ କର ବିସର୍ଗ କର୍ମ ସଂଗୀତ ଦି ସୁପ୍ରିମ ପର୍ସନାଲ ଗଡେଡ ସେ ଇନଡେଷ୍ଟ୍ରିକ୍ଟେବଲ ଟ୍ରାନ୍ସନେଟ। ତେଣୁ এই ବିଷୟରେ ସେ ବ୍ରହ୍ମଣ କଣ ତାଇ କହିଲେ ଯେ ଜୀବ ହଉଛି ବ୍ରହ୍ମ, ଯିଏକି କେବେ ତାର ଖତମ ହୁଏନି, ସେ ଇଟରନାଲ। ଏବଂ ତାର ନେଚରଟା ହଉଛି ଅଧ୍ୟାତ୍ମା, ଜୀବର ଯୋଉ ନେଚରଟା ଅଧ୍ୟାତ୍ମା ବା ସେଲ୍ଫ। ଦି ଆକ୍ସନ ପର୍ଟେନ୍ ଟୁ ଡେଭଲପମେଣ୍ଟ ଅଫ ଦି ମଟେରିଆଲ ବଡି, ବଡିର ଯୋଉ କର୍ମ, ବଡିକୁ ବଢିବା ପାଇଁ ବଡି ରିଲେଟେଡ ଯୋଉ କାମ ହୁଏ ତାକୁ କହୁଛନ୍ତି କର୍ମ ବା ଫ୍ରୁଟିଭ ଆକ୍ଟିଭିଟିଜ। ଏବଂ 4 ଶ୍ଲୋକରେ କହିଲେ ଅଧିଭୂତମ କଣ, ଅଧିଭୂତମ କ୍ଷର ଭାବ ପୁରୁଷ ଚ ଅଧିଦୈବତ ଅଧିଯଜ୍ଞ ଅହମ ଏବତ୍ର ଦେହ ଦେହ ଭୃତମ ବାର। Obvious to the embodied beings, the physical nature which is constantly changing is called adhibhuta, ମାନେ material manifestation ଟା এটা କହୁଛି ଅଧିଭୂତ, ଯୋଉ ବିରାଟ ପୁରୁଷ। Universal form of the Lord which includes all the demigods like those of sun and moon is called adhideva, and I the supreme Lord representing the super soul in the heart of everybody is called adhijagya, the Lord of sacrifice। ଅଧିଯଜ୍ଞ ମୁଁ ପରମାତ୍ମା ସବୁ ହୃଦୟରେ ଅଛି। ଏବଂ ତାଙ୍କୁ କେମିତି ଜାଣିବ, ଅନ୍ତ କାଳେ ତମାମ ସ୍ମରଣ ମୁକ୍ତ କଳେବର ଯୋଉ ପ୍ରିୟାଟି ତମ ଧାମ ସଂଶୟ। ଯିଏ ଯଦି ଶରୀର ଟାଇମ ଅଫ ଡେଥ, ସିଏ ବି ମୋର ମତେ ଚିନ୍ତନ କରିକି ଯଦି ଶରୀର ତ୍ୟାଗ କରିବ, ସେ ମୋ ପାଖକୁ ଆସିଯିବ, ମୋର ଭାବକୁ ପାଇପାରିବ, ଆଉ କିଛି ତାର ଡାଉଟ ନାହିଁ। ଏବଂ ତାପରେ 6 ଶ୍ଲୋକରେ କହିଲେ ଜମ ଜମ ଭାପି ସ୍ମରଣ ଭାବମ ତଜନ୍ତ ଏମିତି କଳିବରମ ତମ ତମେ ବୈତି କୌନ୍ତେ ସଦା ତତ୍ ଭାବ ଭବିତ। ତେଣୁ ସବୁ ଜମ ଜମ ବାପି ସ୍ମରଣ ଭାବମ, ଯୋଉ ଯୋଉ ଯଦି ମତେ ଚିନ୍ତା ନ କରି ଯୋଉ ପ୍ରକାର ଚିନ୍ତାରେ ରହିଥିବ, ସେ ଶରୀର ତ୍ୟାଗ କରି ସେଇ ରୂପରେ ଭାବ ପାଇବ। ଯେମିତି ଭରତ ମହାରାଜଙ୍କର ଏକ୍ସାମ୍ପଲ ଦିଆଯାଇଛି, ଯେମିତି ସେ ଡିଅର ହେଇଯାଇଥିଲେ। ତସ୍ମାତ୍ ସର୍ବେଶ, ତେଣୁ କଣ କରିବା ପଡେ ଅର୍ଜୁନ, ଦେୟାରଫୋର ତସ୍ମାତ୍ ସର୍ବେଷୁ କାଳେଷୁ ମା ମନୁସ୍ମର ଯୁଦ୍ଧ ଚ, ସେ 7 ଶ୍ଲୋକରେ କହିଲେ ମହି ଅର୍ପିତ ମନ ବୁଦ୍ଧିରେ ମା ଭବିଷ୍ୟସି ଅସଂଶୟ। ତ ସବୁବେଳେ ସର୍ବେଷୁ କାଳେଷୁ, ମାନେ ସବୁବେଳେ ଯଦି ଚେଷ୍ଟା କରିଥିବ, ପ୍ରାକ୍ଟିସ କରିବ, ତାହେଲେ ଏଟ୍ ଦି ଏଣ୍ଡ ଅଫ ଟାଇମ ଡେଥରେ ମନେ ପକେଇ ପାରିବ। ପିଲାବେଳଠୁ ପାଠ ପଢିବନି, ବର୍ଷ ସାରା ପଢିବନି, ପାସ୍ କେମିତି କରିବ? ସେଇ ପାଇଁ ଜୀବନ ସାରା ପ୍ରାକ୍ଟିସ କର, ଯାହାଫଳରେ କି ତୁମ ମନ ବୁଦ୍ଧି ମୋ ଉପରେ ଅର୍ପଣ କରିକି ତମେ ଯାହା କରୁଛ, ଯୁଦ୍ଧ କରୁଛ, ଯାହା କରୁଛ କର, ତୁମ କର୍ମ ଅନୁସାରେ କର୍ମ ପ୍ରେସ୍କ୍ରାଇବ୍ କର୍ମ କର, କିନ୍ତୁ ତୁମ ମନ ଆଉ ବୁଦ୍ଧିଟା ମୋ ପାଖରେ ଏନଗେଜ କର, ଯାହାଫଳରେ କି ଅଭ୍ୟାସ କଲେ ହିଁ ତମେ ନିଶ୍ଚୟ ମୋ ପାଖକୁ ଆସିପାରିବ, ଦାଇ ନୋ ଡାଉଟ। ମୁଁ ନହେଲେ ତୁମକୁ ନେଇକି ଆସିବି। ତେଣୁ 8 ଶ୍ଲୋକ କହିଲେ ଅଭ୍ୟାସ ଯୋଗ ଯୁକ୍ତେନ ଚେତସନ ଅନ୍ୟଗାମିନା ପରମଂ ପୁରୁଷମ ଦିବ୍ୟମ ୟାତି ପାର୍ଥ ଅନୁଚିନ୍ତୟମ୍। ଅଭ୍ୟାସ ଯୋଗ ଯୁକ୍ତେନ, ତେଣୁ ସେଇ ପାଇଁ ହେ ଅର୍ଜୁନ ପ୍ରାକ୍ଟିସ କର, ପ୍ରାକ୍ଟିସ ଅଭ୍ୟାସ ଯୋଗ ଯୁକ୍ତେନ ଚେତସ ମାଇଣ୍ଡ ନ ଅନ୍ୟଗାମିନା, ମନ ଯେମିତି ଅନ୍ୟଆଡେ ନ ଯାଏ, ମୋରି ପାଖରେ ଫିକ୍ସ କର। ତା ଆଗରେ ବି କହିଲେ ମୋର ମନ ବୁଦ୍ଧି ମୋ ଅର୍ପଣ କରିକି ତୁମେ କଲେ ମୋ ପାଖରେ ଆସିବ। ଏବଂ ତେଣୁ ତୁମେ ଅଭ୍ୟାସ କର, ଯେମିତି ସବୁବେଳେ ଯାହା ବି କରିବ ମୋ ଉପରେ ମାଇଣ୍ଡ ଟାକୁ ଫିକ୍ସ କରି କର। ତେଣୁ ତା ଫଳରେ କି ତୁମେ ମୋ ପାଖରୁ ଆସିପାରିବ, ଆଉ ନହେଲେ ଆସିପାରିବ ନାହିଁ। ତେଣୁ କେମିତି ମୋ ପାଖରେ ମନ ଫିକ୍ସ କରିବ? ମୁଁ ଆଜ୍ଞା ଆପଣଙ୍କ ଉପରେ ମନଟା ଫିକ୍ସ କରିବି, କେମିତି କରିବି, କୋଉ ରୂପରେ କରିବି, କଣ ଚିନ୍ତା କରି କରିବି? ତେଣୁ ତାପରେ ସେ 9 ଶ୍ଲୋକରେ କହିଲେ କବିମ୍ ପୁରାଣମ୍ ଅନୁଶାସିତରମ୍ ଅନରଣ୍ୟଂସମ୍ ଅନୁସ୍ମରେ ଦିଅ ସର୍ବସ୍ୟ ଧାତରମ୍ ଅଚିନ୍ତ୍ୟ ରୂପମ୍ ଆଦିତ୍ୟ ବର୍ଣ୍ଣମ୍ ତମସ ପରସ୍ତାର। ତେଣୁ ଏଇଭଳିଆ ତୁମେ ଆ ଚିନ୍ତା କର, ମତେ ପରମାତ୍ମାକୁ କୋଉ ଭଳିଆ ହୃଦୟରେ ଅଛି ପରମାତ୍ମା ହିସାବରେ କୋଉ ଭଳିଆ ଜାଣିବ ନା ଏଇ 9 ଶ୍ଲୋକରେ 9 ପ୍ରକାର ଭଗବାନଙ୍କୁ ଚିନ୍ତା କରିବା ପାଇଁ କହିଲେ। ସେ ନବୀନ ପୁରାଣ ପୁରୁଷ
अनुशासित कवि ମାନେ ଯେ ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚର ଜାଣେ ଭଗବାନ ଯଦି କବି ସେ ଜାଣିଛନ୍ତି ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚର ସବୁ ଜାଣିଛନ୍ତି। ପୁରାଣ ମାନେ ସବୁଠୁ ଓଲ୍ଡେଷ୍ଟ ପର୍ସନ ସେଇ ତାଙ୍କ ପାଖରେ ସବୁ କିଛି ଆସି ଅନୁଶାସିତ ମିନ୍ ସେ ଅନୁଶାସନ ସବୁ କରୁଛନ୍ତି କଣ୍ଟ୍ରୋଲ ଅଫ ଏଭ୍ରିଥିଙ୍ଗ ଅଣର ଅଣନିୟମ ମାନେ ଛୋଟ ଅଣୁ ଠାରୁ ବି ସେ ଛୋଟ ସବୁଠୁ ଏବଂ ସର୍ବସ୍ୱ ଧାତରାମ ଏବଂ ସମସ୍ତର ଧାତା ଧାତା ମେଣ୍ଟେନର ମୁଁ ସମସ୍ତଙ୍କ ଧାତାର ମୁଁ ହଉଛି ସେଇ ସେଭଳିଆ ଚିନ୍ତା କର ଅଚିନ୍ତ୍ୟ କିନ୍ତୁ ମତେ ଜାଣିବା ବି କଷ୍ଟ ଇନକନସିଭେବଲ ରୂପ ମୋର ବ୍ୟୁଟିଫୁଲ ଫର୍ମ ଅଛି ପର୍ସନାଲ ଫର୍ମ ଅଛି ତାପରେ ଆଦିତ୍ୟ ବର୍ଣ୍ଣମ ମୋର ଯୋଉ ଶରୀର ଯୋଉ ମାନେ ବ୍ୟୁଟିଫୁଲ ପର୍ସନାଲ ଫର୍ମ ଯୋଉ ବାହାରୁଛି ସନ୍ ବାହାରୁଛି ସନ୍ ଲାଇଟ୍ ତ ସେ ଯଦି ପୁରା ଆଦିତ୍ୟ ବର୍ଣ୍ଣ ମାନେ ଲାଇକ୍ luminous like sun and self revealing and ତମସା ପରିସ୍ଥା ତମସା ଅନ୍ଧକାର ତ ମୁଁ ମାନେ ବିୟଣ୍ଡ ଅନ୍ଧକାର କାରଣ ମୁଁ ତ ସବୁ କିଛି ସୋର୍ସ ମୁଁ ତ ଲାଇଟ୍ ମୋ ପାଖକୁ ତ ସବୁ ଲାଇଟ୍ ଆସୁଛି ବା ମୁଁ ହଉଛି ସବୁ ଜ୍ଞାନର ଅଧିକାରୀ ତେଣୁ ଭଗବାନ କହିଲେ ଯେ ଜଣେ ଅଜ୍ଞାନର ଅନ୍ଧକାରରୁ ରୂପରୁ ତମେ ହିଁ ବାହାରି ପାରିବ ଯଦି ମୋ ବିଷୟରେ ତୁମେ ଜାଣିବ ନହେଲେ ତୁମେ ରହିବ ତ 10 ଶ୍ଲୋକରେ କହିଲେ ପ୍ରାଣ କାଳେ ମନସା ଚଳେନ ଭକ୍ତିଆ ଯୁକ୍ତ ଯୋଗ ବଳେନ ଚୈବ ଭ୍ରୁଭର ମଧ୍ୟରେ ପ୍ରାଣ ଅବେଶ ସମ୍ୟକ୍ ଶତମ ପରମಂ ପୁରୁଷମ ଉପୈତି ଦିବ୍ୟମ୍ କିନ୍ତୁ ଯୋଉମାନେ ଏ ଚକ୍ର ଜଗର ବିଷୟରେ ବେଶ କହିଲା ଯେ ଦି ପ୍ରକାର ରାସ୍ତାରେ ଜଣେ ଚିନ୍ତା କରିପାରିବ ମୁଁ ଏଇଭଳିଆ ମତେ ଚିନ୍ତା କରିପାରିବ ଆଉ ଚିନ୍ତା କରିକି ସେ କଣ ଶରୀର ତ୍ୟାଗ କରିବ କେମିତି ନା ଷଟଚକ୍ର ଜଗର ତାର ପ୍ରୋସେସ ଅଛି ଯୋଉମାନେ ଧ୍ୟାନ ଯୋଗ କରିବେ ସେଇ ପ୍ରୋସେସ ସେଠି ବତା ହେଇଛି ଯେ ଧ୍ୟାନ ଯୋଗରେ ସେ କଣ କରିବାକୁ ପଡିବ ଯେ ଆଜ୍ଞା ଚକ୍ରରେ ପାଖରୁ ଏ ଯୋଉ ଦିଟା ଇଏ ମଧ୍ୟ ଭ୍ରୁ ମଧ୍ୟରେ ତାର ପ୍ରାଣବାୟୁକୁ ସେପଟେ ନେଇକି ଉପରକୁ ଉଠେଇବାକୁ ପଡିବ ତେଣୁ ସେ କହିଲେ ଷଟଚକ୍ର ଜଗରରେ କରିପାରିବ ୱାନ୍ ହୁ ଆଟ୍ ଦି ଟାଇମ୍ ଅଫ ଡେଥ୍ fixes the life air between the eyebrows and by strength of yoga madhyamre with an undivided mind engages himself in remembering the supreme lord in full devotion will certainly attend to the supreme personality godhead এটা চিন্তা করে ଯଦି ସେ ସେଟା କରିବ ତାହେଲେ ମୋ ପାଖକୁ ଆସିପାରିବ କିନ୍ତୁ ଏମାନେ ହଉଛି ଧ୍ୟାନୀ ବିଷୟରେ ଏଠି କୁହାଯାଇଛି ଧ୍ୟାନୀ ମାନେ ସେମାନେ ଚେଷ୍ଟା କରିକି ତାଙ୍କର ଭୂ ମଧ୍ୟରେ ତାଙ୍କୁ ମାନେ ଇଏଟାକୁ ଫିକ୍ସ କରିବା ପାଇଁ ଲାଇଫ ଏୟାରକୁ ଆଣିକି ବାହାର କରିବା ପାଇଁ କିନ୍ତୁ ଏଟା ଏତେ ଆସାନ ନାହିଁ କିନ୍ତୁ ଯଦି କରିପାରିବ ତାହେଲେ ସେ परमात्मावादी ହେଇପାରିବ ତେଣୁ ଚାପରେ ଶ୍ଲୋକରେ ୟଦ୍ ଅକ୍ଷରମ୍ ବେଦ ବିଦ ବଦନ୍ତି ବିସନ୍ତି ୟତୋ ବିତରାଗ ୟଦିଚ୍ଛନ୍ତ ବ୍ରହ୍ମଚର୍ଯ୍ୟମ୍ ଚରନ୍ତି ତତ୍ତେ ପଦମ୍ ସଂଗ୍ରହେଣ ପ୍ରବଶ୍ୟ କିନ୍ତୁ ପର୍ସନ୍ସ ହୁ ଆର୍ ଲର୍ଣ୍ଣେଡ୍ ଇନ୍ ବେଦ ଏବଂ ଏଇ ସତ୍ୟକ ଜାଗାରେ ଆଉ କଣ କରାଯିବ ଏମିତି ବସିବ ତା ଛଡା ସେ ଓଙ୍କାର ଉଚ୍ଚାରଣ କରିବ ବେଦ ଜାଣିଥିବ ବେଦରେ ଓଙ୍କାର ସବୁ ଷ୍ଟାର୍ଟିଂ ସବୁ ଓଙ୍ଗ ଅଛି ଯୋଉଟା କି ଭଗବାନଙ୍କର ଇମ୍ପର୍ସନାଲ sound representation not personal and who are great sages in renowned scholar into Brahman desiring from such perfection one practices celibacy brahmacharya ପାଳନ କରିବ I shall now briefly explain to you this process by which one may attain salvation ତା ଛଡା ଯୋଉ ଧ୍ୟାନ ଯୋଗ କରିବାକୁ ହେଲେ ବି ବ୍ରହ୍ମଚର୍ୟ କିଛି କିଛି ନିୟମ ଅଛି ଯୋଉ ଆମେ ଡିସ୍କସ କରିଥିଲେ ୟମ ନିୟମ ଡୁଜ୍ ଆଣ୍ଡ ଡୋଣ୍ଟସ୍ ବ୍ରହ୍ମଚର୍ୟ ପାଳନ କରିବା ନନଭେଜ ନ ଖାଇବା ଆର୍ଲି ମର୍ଣ୍ଣିଂ ଉଠିବା ତପସ୍ୟା କୋଉ ସମୟରେ କରିବା ଏଇ ସବୁ ଜିନିଷ ସବୁ ଅଛି କିଛି ଆହାର କଣ ହେଇଥିବା ଦରକାର ଶୁଦ୍ଧ ଆହାର ହେଇଥିବା ଦରକାର ଏବଂ କେତିକି ଖାଇବ କେତିକି ନ ଖାଇବ ବହୁତ କମ ଖାଇବନି ବେଶୀ ଖାଇବନି ତ ଲାଇକ ଦିସ୍ ବହୁତ ଉଚ୍ଚ ଆସନରେ ବହୁତ ନିଚ ଆସନରେ ବସିବନି ଏସବୁ ଡିଷ୍ଟିଂସନ କରାଯାଇଛି ଯାହା ଫଳରେ କି ସେ ଜଣେ ସଚକ୍ର ଯୋଗ ପାଳନ କରିପାରିବ 12 ଶ୍ଲୋକରେ କହିଲେ ऊर्ध्वानि आत्मन प्राणम अस्तित्व योग धारणम the yogic situation the yogic situation is that of the detachment from all sensual engagements closing all the doors of the senses and fixing the mind on the heart and the life air at the top of the head mind को हृदय रखियो life air प्राणवायु को ଯାଇକି ଉପରେ ଏଠି top of the head ଏଠୁ ହେଇକି ଉପରକୁ ଯିବ ନାଇଁ one establishes himself in yoga ତେଣୁ ଆମ ଭିତରେ କେତେ ପ୍ରକାର ବାୟୁ ଅଛି 10 ପ୍ରକାର 10 ପ୍ରକାର ବାୟୁ ରୁ 5 ପ୍ରକାର ଇମ୍ପୋର୍ଟାଣ୍ଟ ବାୟୁ 5ଟା ଉପରକୁ ଯାଉଛି 5ଟା ତଳକୁ ଯାଉଛି ତେଣୁ ଆମେ ଆମ ଟିଚର କହୁଛି ଆମେ 2 ପ୍ରକାର ବାୟୁ ଜାଣିଛନ୍ତି ତ ବେଳେବେଳେ ଆମର ହାକୁଟି ଆସେ ଆଉ ବେଳେବେଳେ ଆମର ଗ୍ୟାସ ବାହାରେ ତ ଏଇଭଳିଆ କିନ୍ତୁ 10 ପ୍ରକାର ବାୟୁ ଅଛନ୍ତି ତ ପାଣ ଅପାଣ ଆ ଏଇଭଳିଆ ଅଛନ୍ତି ବାୟୁ ଯୋଉଟା କି ଆମର ଲାଇଫ ଏୟାର କୁହାଯାଉଛି ମାନେ ଏମାନେ କଣ କରନ୍ତି ନା ସେଠି ଆମର ଯୋଉ ଆତ୍ମାଟା ଏଇ ବାୟୁ ଭିତରେ ବାଲାନ୍ସ ହେଇଥାଏ ଏ ଫ୍ଲୋଟିଂ ଉପରେ ରଖା ହେଇଥାଏ ରହିଥାଏ ଇଏ ତେଣୁ 5 5 10 ପ୍ରକାର ବାୟୁ ସେଥିରୁ 5 ପ୍ରକାର ବାୟୁ ପାଣ ଉପାଣ ଆ ଆଉ ଗୋଟେ ଉପର ନାଁଟା ଭୁଲି ଯାଉଛି ଏଭଳିଆ 10 ବାୟୁ ସବୁ ରହିଛି ଯୋଉଟା କି ତାକୁ ସେ ବାଲାନ୍ସ କରିକି ରହିଛନ୍ତି ଭିତରେ ବାଲାନ୍ସ ହେଇଥାଏ ତେଣୁ ଇଏ ଏମାନେ ଚେଷ୍ଟା କରନ୍ତି ବାୟୁଟାକୁ
बैलेंस करेंगे ऊपर वायु किसी वायु 5 प्रकार ऊपर को ଯିବ 5 प्रकार डाउन ଯିବ ସେ ବାୟୁଟାକୁ बैलेंस କରି ଭିତରେ ରହିବ ତେଣୁ तो ସେଇଟା एगुड़ा ହଉଛି ତାଙ୍କର କାମ। तो ये ତେଣୁ जो प्राण मान बान मान समान उदान एगुड़ा सब कौन ହଁ 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 बाईस। ବାସ୍ ହଁ ସମାନ ଉଦାନ ଉଡାନ ହଁ ପାଣ ଅପାଣ ତ ଇଏ 5 ପ୍ରକାର ସେଥିରେ ଅଛି ଆଉ 5 ପ୍ରକାର 10 ପ୍ରକାର ବାୟୁ ଅଛନ୍ତି। ଆଜ୍ଞା। ତ ଇଏ ପାଣ ପ୍ରାଣ ଉପାଣ ଉଡାନ ସମାନ ବ୍ୟାନ ଏଇଭଳିଆ ସବୁ ବାୟୁ ଅଛନ୍ତି ଆପଣ ଯାହା କହିଲେ। ତ ଇଏ ଓମ 13 ଶ୍ଲୋକରେ କହିଲେ ଓମ ଇତି ଏକସ୍ବରମ୍ ଏକକ୍ଷରମ୍ ବ୍ରହ୍ମ ବ୍ୟାହରନ୍ ମାମ୍ ଅନୁସ୍ମରଣ ୟ ପ୍ରୟାତି ତ୍ୟଜନ୍ ବିଦେହମ୍ ସ याति परम गतिम्। Jadi after being studying the yoga practice and vibrating the sacred self Om, the supreme combination of letters, if one thinks of the supreme personal Godhead and quits his body, he will certainly reach the spiritual planets. ତେଣୁ ଏଠି କୁହାଯାଉଛି ପ୍ରଭୁପାଦ କିନ୍ତୁ କହୁଛନ୍ତି ଭାଇ ଏତେ କାମ ଓಂ ଫୋಂ କରନି କାରଣ ଓಂ ଭିତରେ କୃଷ୍ଣ ଅଛନ୍ତି କୃଷ୍ଣ ରାଧାରାଣୀ ଏବଂ ଓಂ ଟା ହଉଛି ଇମ୍ପର୍ସନାଲ ଫିଚର୍ସ ଭଗବାନଙ୍କର ସାଉଣ୍ଡ ରିପ୍ରେଜେଣ୍ଟେସନ କିନ୍ତୁ ରାଧାରାଣୀ ହରେ ହଉଛି ରାଧାରାଣୀ କୃଷ୍ଣ ତେଣୁ ଏଇଥିରେ ସବୁ ଅଛନ୍ତି ଚାଣ୍ଟିଂ ହରେ କୃଷ୍ଣ ମହାମନ୍ତ ଶିଲା ପ୍ରଭୁପାଦ କରୁଛନ୍ତି এইটা ହଉଛି ହେଲେ ଆମେ ଗୋଲ ବୃନ୍ଦାବନକୁ ଯିବା ପାଇଁ ସୁବିଧା। ହରେ କୃଷ୍ଣ 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 ହରେ 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 ରାମ ରାମ ହରେ ହରେ। राम राम राम। ତାପରେ 14 ଶ୍ଲୋକରେ କହିଲେ ଅନନ୍ୟ ଚେତା ସତତମ ୟୋ ମାମ୍ ସ୍ମରତି ନିତ୍ୟସ୍ୟ ତସ୍ୟାଂ ସୁଲଭ ପାର୍ଥ ନିତ୍ୟ ଯୁକ୍ତ ଯୋଗିନ। କିନ୍ତୁ ତୁମେ ଯୋଉ 2 ପ୍ରକାର ଦେଖିଲ ବର୍ତ୍ତମାନ ଯୋଉ ଧ୍ୟାନ ଯୋଗୀ ଅଛି ସେମାନଙ୍କୁ କିନ୍ତୁ ମୁଁ ପାଇବା ପାଇଁ ବହୁତ ଡିଫିକଲ୍ଟ। ଏଠି ଭଗବାନ କହିଲେ ଯିଏ ଅନନ୍ୟ ଚେତା ସତତମ ୟୋ ମାମ୍ ସ୍ମରତି ନିତ୍ୟସ୍ୟ ଯିଏ ମତେ 24 ଆୱାର୍ସ ମତେ ଚିନ୍ତନ କରେ ସ୍ମରଣ କରେ ତସ୍ୟାଂ ସୁଲଭ ପାର୍ଥ ଇଜିଲି ମୁଁ ତାକୁ ପ୍ରାପ୍ତ ହେଇଯାଏ ପାର୍ଥ। କିନ୍ତୁ ନିତ୍ୟ ଯୁକ୍ତ ଯୋଗୀ ନା ବିକଜ ଅଫ ହିଜ କନଷ୍ଟାଣ୍ଟ ଏନଗେଜମେଣ୍ଟ ସେ କନଷ୍ଟାଣ୍ଟଲି ମୋ ସହିତ ଯୁକ୍ତ ହେଇକି ରହିଛି ତେଣୁ ସିଏ ମତେ ଇଜିଲି ପାଇଯିବ ଭକ୍ତ ମତେ ଇଜିଲି ପାଇଯାଏ। ଇଏ ଧ୍ୟାନ ଯୋଗୀ ମାନେ ମତେ ପାଇବା କଷ୍ଟ ପରମାତ୍ମାକୁ ପାଇପାରିବେ ମ୍ୟାକ୍ସିମମ୍ କିନ୍ତୁ ବହୁତ କଷ୍ଟ ପାଇବେ। ତେଣୁ କହିଲେ ଯଦି ମତେ ପାଇବ କୋଉଠି ଯିବ ମାନେ କଣ ହବ ତମ ଅବସ୍ଥା 15 ଶ୍ଲୋକରେ କହିଲେ ମାମ୍ ଉପତ୍ୟ ପୁନର୍ଜନ୍ମ ଦୁଃଖାଳୟମଶାଶ୍ୱତମ୍ ନାପ୍ନୁବନ୍ତି ମହାତ୍ମାନମ୍ ସବସିଦ୍ଧିଂ ପରମାଂ ଗତା। ତମେ ଯଦି ମାମ୍ ଉପତ୍ୟ ପୁନର୍ଜନ୍ମ ଯଦି ଅର୍ଜୁନ ମତେ ପାଇଲା ପରେ ଜଣେ କଣ କରିଲେ ସେ ପୁନର୍ଜନ୍ମ ଆସିବନି ଆଉ କାହିଁକି ଏଇ ଯୋଉ ପୁନର୍ଜନ୍ମ ନ ଆସିଲେ କଣ ହବ ନା ଏଇ ଯୋଉ ଦୁଃଖାଳୟ ଅଶାଶ୍ୱତମକୁ ଆସିବନି ଦୁଃଖର ସାଗରକୁ ଆସିବନି ଯୋଉଟା କି ଆମ ମେଟେରିଆଲ ୱାର୍ଲଡ ଏବଂ ସେ ହଉଛି ପରମ ଗତି ସେ ହାଏଷ୍ଟ ପରଫେକ୍ସନ ପାଇପାରେ। ମତେ ପାଇଲେ ତା ପରମ ଗତି ହେଲା ପରଫେକ୍ସନ ହେଲା ଆଉ ସେ ଦୁଃଖରେ ଏଇ ସଂସାରକୁ ଆସିବ ନାହିଁ ଟେମ୍ପୋରାରୀ ୱାର୍ଲଡକୁ ଆସିବ ନାହିଁ। ତେଣୁ ଏଇଟା ବର୍ତ୍ତମାନ ସେ ଆଟ୍ରାକ୍ଟ କରିବା ପାଇଁ କହୁଛନ୍ତି ଅର୍ଜୁନକୁ ଯେ ଦେଖ ସେ ଧାମ ଟା ମୋର ଯୋଉ ଧାମ ମାନେ ଆମକୁ ଶିକ୍ଷା ଦେବା ପାଇଁ ସେ ଧାମର କଣ ମହତ୍ଵ କଣ ଆଉ ସେଠି ଏଠି 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 ସବୁବେଳେ ଦୁଃଖରେ ଅଛ ଟେମ୍ପୋରାରୀ ସବୁ ଲୋକ ଅଛନ୍ତି ପ୍ରୋବ୍ଲେମ ଅଛନ୍ତି ସେଠି ଗଲେ ଆଉ ଦୁଃଖରେ କିଛି ନାହିଁ ସୁଖ ଖାଲି ଅଛି ଆଉ ଏଇ ଦୁଃଖାଳୟକୁ ଆସିବାକୁ ବି ପଡିବନି ଥରେ ଚାଲିଗଲେ ଆଉ ଆସିବା ଦରକାର ନାହିଁ। ତେଣୁ ଆ ବ୍ରହ୍ମ କିନ୍ତୁ ଅନ୍ୟ ଆଡେ ଯୋଉଠି ଯିବ ମେଟେରିଆଲ ୟୁନିଭର୍ସ ଭିତରେ ବ୍ରହ୍ମା ଲୋକକୁ ଗଲେ ବି ସେ ପୁଣି ଆସିବ ବୋଲି ନେକ୍ସଟ ଶ୍ଲୋକରେ କହିଲେ ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ ମାମ୍ ତୁ କୌନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ। କିନ୍ତୁ ତୁମେ ଯଦି ବ୍ରହ୍ମକୁ ବି ପୂଜା କର ବ୍ରହ୍ମ ଲୋକକୁ ଯିବ କିନ୍ତୁ ସେଠି ବି ତାଙ୍କର ଲାଇସେନ୍ସ ବେଶୀ ହେଇପାରେ ତୁମ ଲାଇସେନ୍ସ ସେଠି ବେଶୀ ହେଇପାରେ କିନ୍ତୁ ମରିବାକୁ ପଡିବ। ତେଣୁ ମତେ କିନ୍ତୁ ପାଇଲେ ଆଉ ଆସିବନି କିନ୍ତୁ ତାଙ୍କୁ ବି ପୂଜା କଲେ ସେଠୁ ତଳକୁ ଆସିବାକୁ ପଡିବ ପୁଣି ତଳ ଉପରେ ଚକ୍ରରେ ଚାଲିବାକୁ ପଡିବ। 17 ଶ୍ଲୋକ କଲେ ସହସ ଯୋଗ ପର୍ଯ୍ୟନ୍ତମ ଅହର୍ୟ ବ୍ରହ୍ମ ବିଦୁ ରାତ୍ରି ଯୁଗ ସହସ୍ରାନ୍ତମ ତେହ ରାତ ବିଦୁ ଜନା। ଯେ କେତେ ସମୟ ତାଙ୍କର ବ୍ରହ୍ମା ଲୋକ ତେଣୁ ବ୍ରହ୍ମାକୁ ଗଲେ ବି ତମେ ଫେରିବାକୁ ପଡିବ। ତ ବ୍ରହ୍ମାଙ୍କର ଲାଇଫ ସ୍ପାନ କେତେ ନା ବ୍ରହ୍ମାଙ୍କର 12 ଘଣ୍ଟା ହଉଛି 100 ଯୁଗ ମାନେ 1000 ଯୁଗ 77 ଦ୍ୱାପର କଳି ମିଶିଲେ ତାର 12 ଘଣ୍ଟା ହୁଏ। ତ ସେଠି ପ୍ରଭୁପାଦ ଡେସ୍କ୍ରାଇବ କରିଛନ୍ତି ଯେ ବ୍ରହ୍ମାଙ୍କ ଲାଇଫ ସ୍ପାନ ହଉଛି 311 ଟ୍ରିଲିୟନ 40 ବିଲିୟନ୍ସ ଅଫ ଇୟର୍ସ କାରଣ ବ୍ରହ୍ମା ବି 100 ବର୍ଷ ବଞ୍ଚନ୍ତି। ତାଙ୍କର 12 ଘଣ୍ଟା ହଉଛି 1000ଟା ଦିବ୍ୟ ଯୁଗ ବା 77 ଦ୍ୱାପର କଳି ଗଲେ ଗୋଟେ ଦିବ୍ୟ ଇଣ୍ଟୁ 1000 12 ଘଣ୍ଟା ସେଇଭଳିଆ ତାଙ୍କ 30 ରାତି ସେମିତି ତାପରେ 30 ଦିନ ତାପରେ ଗୋଟେ ବର୍ଷ ହେଲାଣି ପୁଣି ଇଣ୍ଟୁ 12 360 ଦିନ ଇଣ୍ଟୁ 100 ମାନେ ହଉଛି 100 ବର୍ଷ ହେଲେ 311 ଟ୍ରିଲିୟନ 40 ବିଲିୟନ୍ସ ଅଫ ଇୟର୍ସ ତାଙ୍କ ଲାଇଫ ସ୍ପାନ। କିନ୍ତୁ ସେ ଏତେ ବର୍ଷ ବଞ୍ଚିଲେ ବି ସେ ପୁଣି ତମକୁ ଫେରିବାକୁ ପଡିବ। ତ 18 ଶ୍ଲୋକରେ କହିଲେ ଅବ୍ୟକ୍ତା ବ୍ୟକ୍ତୟୋ ସର୍ବା ପ୍ରଭବନ୍ତି ଅହରାଗମେ ରାତ୍ରି ଆଗମେ ପ୍ରଳିୟନ୍ତି ତତ୍ର ଇ ଅବ୍ୟକ୍ତ ସମ୍ୟକେ। ଆରେ ଭାଇ ଦିନ ବ୍ରହ୍ମାଙ୍କର ଦିନ ହେଲେ ସେଠି ବିଘ୍ନି ହେଲେ ସବୁ କିଛି ଯିବ ଆସିଯାଆନ୍ତି ପ୍ରକାଶ ପାଆନ୍ତି ମ୍ୟାନିଫେଷ୍ଟ ହୁଅନ୍ତି ମାନେ ବିଷ୍ଣୁଙ୍କ ଶରୀରରୁ ବାହାରନ୍ତି ପୁଣି ଆଉ ଯୋଉ ରାତ୍ରି ହେଇଯିବ ସେତେବେଳେ ପୁଣି ସବୁ ଅନମ୍ୟାନିଫେଷ୍ଟ ହେଇଯିବ ତାହେଲେ ପ୍ରଳୟ ହୁଏ। ତେଣୁ 2 ପ୍ରକାର ପ୍ରଳୟ ଅଛି ତେଣୁ ବ୍ରହ୍ମାଙ୍କର ଗୋଟେ ଦିନ ସରିଲେ ରାତ୍ରି ସମୟ ଗୋଟେ ପ୍ରଳୟ ହୁଏ ଆଉ ବ୍ରହ୍ମାଙ୍କର ଲାଇଫ ଟାଇମ ସରିଲେ ଆକ୍ଚୁଆଲି 3 ପ୍ରକାର ପ୍ରଳୟ ବଟ୍ 2 ପ୍ରକାର ପ୍ରଳୟ ଭିତରେ ଆମେ ଜାଣିବା ଯେ ଗୋଟେ ହଉଛି ବ୍ରହ୍ମାଙ୍କର 100 ଇୟର୍ସ ପରେ ଗୋଟେ ପ୍ରଳୟ ହୁଏ ସେଟା ହଉଛି ମେନ୍ ପ୍ରଳୟ ଆଉ ଯୋଉ ଟେମ୍ପୋରାରୀ ପ୍ରଳୟ ଯୋଉଟା ହଉଛି ସେ ରାତି ହେଲେ ପ୍ରଳୟ ହୁଏ। ରାତିରେ ଯୋଉ ପ୍ରଳୟ ହୁଏ ସେଥିରେ
ବ୍ରହ୍ମା ଡିଜଲ ହୁଅନ୍ତିନି, କାରଣ ସେ ତ ବ୍ରହ୍ମାଙ୍କ ବଞ୍ଚିଛେ ନା 100 ବର୍ଷ ପର୍ଯ୍ୟନ୍ତ। ତ ବ୍ରହ୍ମା ଲୋକ କେବେ ଡିଜଲ ହୁଏନି, ତାଙ୍କ 3ଟା ଲୋକ ପର୍ଯ୍ୟନ୍ତ ଡିଜଲ ହୁଏ। ମାନେ ଫାଷ୍ଟ ପ୍ରଭୁ ହରେ କୃଷ୍ଣ ପୃଥିବୀ, ପରେ ଗୋଟେ ହଁ ପ୍ରଭୁ ହରେ ହଁ, କୃଷ୍ଣ ଭୂର୍ ମାନେ ଭୁବର ସ୍ୱର୍ଗ ଲୋକ, ହଁ ଏ ବେଲ 3ଟା ପରେ ଲୋକ ଯେମିତି ପର୍ଯ୍ୟନ୍ତ। ପ୍ରଭୁ ବ୍ରହ୍ମାଙ୍କର 12 ଦିନରେ 71 ଚତୁର୍ଯୁଗ ହୁଏ, ରାତିରେ ବି ସେମିତି 71 ଚତୁର୍ଯୁଗ। ନାଇଁ ବୁଝିପାରିଲନି, ଗୋଟେ ହଉଛି ବ୍ରହ୍ମାଙ୍କର 12 ଘଣ୍ଟା ହଉଛି 1000ଟା ସତ୍ୟ ତ୍ରେତୟା ଦ୍ୱାପର କଳି, ଏଇଟା 1000 ଥର ହେଲେ ତାଙ୍କ 12 ଘଣ୍ଟା ହୁଏ। ତେଣୁ ଏ ଯୋଉ 14 ଜଣ ଚତୁର୍ଯୁଗ, ହଁ 1000 14 ଜଣ ଚତୁର୍ଯୁଗ, ହଁ ଏଇଟା 12 ହଁ ଘଣ୍ଟା ତାରି ପରେ ନା ଭିତରେ 14 ଜଣ ମନୁ ଆସିବେ, ତାରି ଭିତରେ 12 ରାତିର ଆୱାର୍ସ ପରିମାଣ ଭିତରେ 14 ଜଣ ମନୁ। ଆଜ୍ଞା, ରାତି ଭିତରେ ସେମିତି ରାତିରେ ରାତି ଶୋଇଲେ ମନୁ କୁଆଡେ ଆସିବେ? ରାତିରେ ପା ଡିଜଲ ହେଇଯାଉଛି। ଓ ରାତିଟା କି ସେମିତି ପରିଣତ କହିଲି ପରା ହେଇଛି। 2 ପ୍ରକାର ପ୍ରଳୟ, ଗୋଟେ ହଉଛି ବ୍ରହ୍ମାଙ୍କର ରାତିରେ ଗୋଟେ ପ୍ରଳୟ ହୁଏ, ସେଇଟା ଶୁଣନ୍ତୁ ଧ୍ୟାନ ଦେଇକି। ସେ ପ୍ରଳୟଟା ଆଜ୍ଞା ହଉଛି ବହୁତ ଛୋଟ ପ୍ରଳୟ। ଆଉ ଯୋଉଟା ବ୍ରହ୍ମା ମରିଲା ପରେ, ବ୍ରହ୍ମା ତାଙ୍କ ଲାଇଫ ଟାଇମ ସରିଲା ପରେ ଯୋଉଟା ହୁଏ, ସେଟା 100 ବର୍ଷ ପରେ ତାଙ୍କର, ଯୋଉଟା କି 411 30 ବିଲିୟନ ଇୟର୍ସ, ସେଟା ସରିଲା ପରେ ଯୋଉ ପ୍ରଳୟ ମହାପ୍ରଳୟ। ଏଇ ଯୋଉ ଦିନ ରାତିରେ ଶୋଇଲେ ଯୋଉ ପ୍ରଳୟଟା ହଉଛି, ସେତେବେଳେ ବ୍ରହ୍ମ ଲୋକ କଣ ଡିଜଲ ହେଇଯିବ କି? ବ୍ରହ୍ମା ରହୁଛନ୍ତି ନା, ତେଣୁ ସେବେଳେ ମାତ୍ର 3ଟା ଲୋକ ଡିଜଲ ହୁଏ ବା ଇନଣ୍ଡେଟ୍ ପାଣିରେ ଇଏ ହେଇଯାଏ। ସେଇଟା ହଉଛି କୋଉଟା, ଏଇ ଯୋଉ ପୃଥିବୀ, ତା ଉପରେ ଗୋଟେ, ତା ଉପରେ 3ଟା ଲୋକ। ଆଉ ଅନ୍ୟ ଲୋକ ଗୁଡା ଡିଜଲ ହୁଅନ୍ତିନି, ଜନ ଲୋକ ତପ ଲୋକ ଏମାନେ ଡିଜଲ ହୁଅନ୍ତିନି। କିନ୍ତୁ ଯେତେବେଳେ ବ୍ରହ୍ମାଙ୍କର ଲାଇଫ ଟାଇମ 100 ବର୍ଷ ସରିଯିବ, ସେତେବେଳେ ପୁରା ପୃଥିବୀଟା, ମାନେ ପୁରା ବ୍ରହ୍ମାଣ୍ଡଟା ଡିଜଲ ହୁଏ। ଆଜ୍ଞା ତେଣୁ ଭୂତ ଗ୍ରାମ ସ୍ୱୟଂ ଭୂତ୍ୱା ଭୂତ୍ୱା ପ୍ରଳୀୟତେ ରାତ୍ରି ଆଗମେ ଅବଶ ପାର୍ଥ ପ୍ରଭବନ୍ତି ଅହରାଗମେ। ଏଗେନ୍ ଆଣ୍ଡ ଏଗେନ୍ when Brahma day arrives, ବ୍ରହ୍ମଙ୍କର ଆସିଲା ଦିନ, all living entities come into being, ସମସ୍ତେ ଆସିବେ। ବିଷ୍ଣୁଙ୍କ ସହିତ ଆକ୍ଚୁଆଲି କଣ ହୁଏ, ମହାବିଷ୍ଣୁଙ୍କର ପାଖରୁ ଗର୍ଭଦେବ ବିଷ୍ଣୁ, ତାପରେ କ୍ଷୀରଦେଶ ବିଷ୍ଣୁ, ତାପରେ ବ୍ରହ୍ମା ସେଠି ଆସୁଛନ୍ତି। ତେଣୁ ଇଏ କଣ ନା, ମହାବିଷ୍ଣୁ ତ ଶୋଇଛନ୍ତି, ତାଙ୍କ ଶରୀରରୁ ଗୋଟେ ଗୋଟେ ଲୋମକୂପରୁ ବହୁତରା ଅସଂଖ୍ୟ ବ୍ରହ୍ମାଣ୍ଡ ଆସୁଛି। ସେ ବ୍ରହ୍ମାଣ୍ଡ, ପ୍ରତି ବ୍ରହ୍ମାଣ୍ଡ ଭିତରେ ପୁଣି ବିଷ୍ଣୁ ଯାଇକି ଆଉ ଗୋଟେ ବିଷ୍ଣୁ, ସେକେଣ୍ଡ ବିଷ୍ଣୁ ହଉଛନ୍ତି ଗର୍ଭଦେଶ ବିଷ୍ଣୁ। ତାପରେ ତାଙ୍କର ପଦ୍ମର ନାଭିଡୁ ବାହାରିଲା, ତେଣୁ ଥାର୍ଡ ବିଷ୍ଣୁ ହେଇକି ଆସିଲେ ସେଟା। ବର୍ତ୍ତମାନ ଇଏ ଯେତେବେଳେ ଡିଜଲ ହୁଏ, ତ ସେତେବେଳେ କଣ ହୁଏ ନା, ଏଇ ଯୋଉ ଫାଇନାଲ ଡିଜଲ ହେଇଯିବ, ସେତେବେଳେ ସିଏ ପୁଣି ଏଇ ଯୋଉ ବ୍ରହ୍ମାଣ୍ଡଟା ଆସିକି, ଗୋଟେ ବ୍ରହ୍ମାଣ୍ଡ ପୁଣି ଯୋଉଠି ବାହାରିଥିଲା ସେଇ ଭିତରେ ପଶିଯିବ, ମହାବିଷ୍ଣୁଙ୍କ ଭିତରେ ପଶିଯିବ। ଗୋଟେ ଗୋଟେ ନିଶ୍ୱାସରେ ବାହାରିବେ, ନିଶ୍ୱାସ ନେଲେ ଭିତରେ ପଶିଯିବେ। ତା ଭିତରେ ସବୁ ଜୀବ ଗୁଡାକ ଡିଜଲ ହେଇଯାଇଥାନ୍ତି, ଖାଲି ସେ କୋଷଟା ଆସି ପଶିଯାଏ ତା ଭିତରେ। ତେଣୁ ପରସ୍ତସ୍ମାତ୍ ତୁ ଭାବ ଅନ୍ୟ ଅବ୍ୟକ୍ତ ସନାତନ ୟଶ ସର୍ବେଷୁ ଭୂତେଷୁ ନଶ୍ୟତେଷୁ ନ ବିନଶ୍ୟତି। ଇଏ another unmanifest nature। ବର୍ତ୍ତମାନ ଭଗବାନ କହୁଛନ୍ତି, ଏଇ ଯୋଉ ଜୀବ ଛଡା ଆଉ ଗୋଟେ ନେଚର ମୋର ଅଛି, unmanifested nature, which is eternal and is transcendental to this manifested unmanifested matter. It is supreme and is never annihilated. When all this world is annihilated, that part remains acha। ନାଇଁ, ଏଠି କହୁଛନ୍ତି ଯେ ମୋର ଆଉ ଗୋଟେ ପ୍ଲାନେଟ, ମୁଁ ଯୋଉ ପ୍ଲାନେଟ ଅଛି ବା ସ୍ପିରିଚୁଆଲ ପ୍ଲାନେଟ ଅଛି, ଯୋଉଟା କି ଡିଜଲ କେବେ ହୁଏନି। ତ ସେଇଟା ବିଷୟରେ ସେ ବର୍ତ୍ତମାନ ତାଙ୍କର ଏନର୍ଜି, ସ୍ପିରିଚୁଆଲ ଏନର୍ଜି ବିଷୟରେ, ଟ୍ରାନ୍ସେଣ୍ଡାଲ ଆଣ୍ଡ ଇଟରନାଲ, ଏବଂ ଇଟ୍ ଇଜ ବିୟଣ୍ଡ ଅଲ୍ ଚେଞ୍ଜେସ୍। ମେଟେରିଆଲ ନେଚର ଯେମିତି, ସେ ନେଚରଟା ସେମିତି ନୁହେଁ। ସେ ଯୋଉ ଧାମ ଗୁଡା ବା ସେ ଯୋଉ ଲୋକ ଗୁଡା, ସେଟା ହଉଛି ସ୍ପିରିଚୁଆଲ ଏନର୍ଜି ପାର୍ଟ, ବା ସେଟା ଟ୍ରାନ୍ସେଣ୍ଡାଲ। ତେଣୁ ସେଇଟା ଏଇ ବ୍ରହ୍ମାଙ୍କ ଭଳିଆ ସେ ଜିନିଷ ଡେ ନାଇଟ୍ ଅନୁସାରେ ଡିଜଲ ହୁଏନି ବୋଲି ଭଗବାନ କହୁଛନ୍ତି। ଅବ୍ୟକ୍ତ ଅକ୍ଷର ଇତି ଉକ୍ତ ସ୍ତମ୍ ଆହୁମ ପରମମ୍ ଗତିମ୍ ୟମ୍ ପ୍ରାପ୍ୟ ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ। ଇଏ ବି ସେଇ ପ୍ଲାନେଟ, ଯୋଉଠି କି ସେଇ ଯୋଉ ସ୍ପିରିଚୁଆଲ ପ୍ଲାନେଟ ସବୁ ରହିଛି, ସେଇ ପ୍ଲାନେଟକୁ ଯିଏ ଯିବ, ସେ ଆଉ ଥରେ ଏଠି ଫେରିବ ନାହିଁ। ଆଉ ସେଠି ଜନ୍ମ ମୃତ୍ୟୁଟା ସବୁ କିଛି ନାହିଁ। ଆଉ ସେମାନେ ହଉଛନ୍ତି ଇନଫଲିବଲ୍, ସେଠି ଗଲା ମାନେ ଆଉ ଫଲ୍ ଡାଉନ୍ ହବ ନାହିଁ। So that which is the Vedanta describes unmanifested, infallible, that which is only supreme destination, that place from which having attained it never return, that is my supreme abode। ଭଗବାନ ସେଇ ସୁପ୍ରିମ ଲେବଲ, ସେଇ ଯୋଉ ସ୍ପିରିଚୁଆଲ ଲେବଲ ଭିତରେ ତାଙ୍କର ଗୋଟେ ଧାମ ଅଛି, ଯୋଉଟା କି ଗୋଲକ ବୃନ୍ଦାବନ। ତା ବିଷୟରେ ବି ସେ କହୁଛନ୍ତି। ପ୍ରଭୁ 1 ମିନିଟ, ଭାଇ, ସେଇଠି ଯୋଉ ହଁ ଗୋଲକ ଧାମରେ ହଉଛନ୍ତି ପ୍ରଭୁ ହରିଶ୍ରୀ କହିଲେ ସଚିତ ଆନନ୍ଦମୟ ଶରୀର, ଭଗବାନଙ୍କର ଶରୀର ସଚିତ ଆନନ୍ଦମୟ ଶରୀର। ଆଉ ସେଠି ହୁଁ। ଯୋଉମାନେ ଯାଆନ୍ତି ତାଙ୍କର ଜନ୍ମ ସଚିତ, ମାନେ ଯୋଉଟା କି ଆନନ୍ଦ ମାନ ତ ଆମେ ଜାଣିଲେ, ଯୋଉଟା ପ୍ଲିଜର, ଯୋଉଟା କି ସମସ୍ତଙ୍କୁ ମିଳେ, ଯୋଉଟା ସେଇଟା ନା କଣ, ଟିକେ ଟିକେ ଗୋଟେ ସେ ବୁଝେଇ ଦିଅନ୍ତୁ ସତ୍ ସେଇଟା। ଚିତ୍ ଆନନ୍ଦ। ସତ୍ ମିନ୍ସ ଇଟରନାଲ, ମାନେ ସବୁଦିନ ଅଛି, ସନାତନ, ଚିରନ୍ତନ। ସତ୍ ଯାହାର ମାନେ ନଷ୍ଟ ଜୀବ କେବେ ମରେ କି? ଯୋଉଟା ନାହିଁ। ଜୀବର 3ଟା ଫିଚର୍ସ, ଯେମିତି ଭଗବାନଙ୍କ 3ଟା ସଚିଦାନନ୍ଦ, ଇଏ ବି ସଚିଦାନନ୍ଦ। କିନ୍ତୁ ସତ୍ ମାନେ ଇଟରନାଲ, ଜୀବର କେବେ ମୃତ୍ୟୁ ନାହିଁ, ଭଗବାନ କେବେ ମୃତ୍ୟୁ ନାହିଁ। ଜୀବନ ମୃତ୍ୟୁ ଅଛି ହୁଁ କି? ତେଣୁ ନାଇଁ ସେଟା ସତ୍ ଫିଚର। ସେଟା ଯେହେତୁ ସେ ଚିରନ୍ତନ, ତେଣୁ ତାକୁ ସତ୍ ବୋଲି କୁହାଗଲା। ସତ୍ ଚିରନ୍ତନ, ଅସତଟା ହଉଛି ଟେମ୍ପରାରୀ। ଏ ମେଟେରିଆଲ ୱାର୍ଲଡ ଟାକୁ ଅସତ୍, ଜୀବର ଆଜ୍ଞା ଶରୀରଟା ହଉଛି ଅସତ୍।
जीव ହୁଁ जीवटा हूँ सत, सेमती भगवान हूँ सत है सत। सत गोटे फीचर ହେଇଗଲା। चित हूँ ज्ञान, नॉलेज माने कौन ज्ञान? भगवान तो सब ज्ञान जानी है ना, जीव पाखे भी ज्ञान अच्छी किंतु से ज्ञान कम अच्छी। एवं से ज्ञान कौन ना रियल ज्ञान हूँ कौन जे मु हूँ भगवान दास। ये ज्ञानटा मोर आसवा दरकार जोटा कि आच्छादित हो जाए। आम से टेम्पराली मेटेरियल वर्ल्ड को आसले ज्ञानटा आच्छादित हो जाए एवं से ज्ञानटा को पुणी रिवाइव करार अच्छी। भक्तों संगे आसिले भगवान कृपा हेले ये ज्ञानटा आसव। सचित देन आनंद, ये ये जो भगवान होती आनंदमय, भगवान के दुखर अच्छा कि जीव तर पाठ से कौन हम सी भी आनंदमय हम किंतु आनंद पाऊना कहीं ना ये जो माया द्वारा आच्छादित हो जाए टेम्परारी आनंद पाऊ। शरीर द्वारा आच्छादित होगा, शरीर द्वारा जिते शरीर को खुशी लगे से खुशी पाई जाऊँ कि जी शरीर उपरको पलैब जे आत्मा लेवल रहा सब आनंद ही आनंद मिल भाई। शरीर जी रोग भी है कष्ट है जना पड़ूना सी तो भगवान सहित जोड़ी रहा तेणु तार से सच्चिदानंद बोली कह। बाईस पुरुष स्व पारपार्थ परपार्थ भक्त्या लभ्यते अनन्य। हाँ यशांत स्थानी भूतानी जैन सर्वम इदम ततम दि सुप्रीम पर्सनालिटी गॉडहेड व्हिच ग्रेटर देन ऑल। भगवान समस्त बड़ इज एटर्नल बाय केमती प्राप्त हो पारे ये कहते जे मते भक्ति द्वारा जन पाई पारे। ऑल्दो ही इज प्रेजेंट इन हिज अबोर्ड, सी जदिवा तांकर धाम रे अछंती किंतु सी सब आड़े से थांती जेमती कहले ही इज ऑल परवेडिंग एवं एवरीथिंग इज सिचुएटेड विद इन हिम। सब जिनिस तांको भितर अछि। किमि जानले? विराट रूप देखैदेले, विराट रूप देखले सब जिनिस ता भितर अछि बोली जो माने लोअर बुद्धि संपन्न से जानले। आउ पुणी सब जिनिस तांको पर रेस्ट भी करूची आउ सी समस्त भितर भी अछंती माने तांको भितर आमे आम भितर सी केमती परमात्मा रूप अछंती। एटा को कॉन्ट्राडिक्शन समस्त केमती अछंती आम भितर परमात्मा रूप रहिछंती आमे ता भितर अछु ना नहीं। तेणु ताकर जो एबोर्डटा मेटेरियल वर्ल्डटा ताकरी सब क्रिएशन ना नहीं। तेणु आमे तांको भितर अछु जदि विश्व रूप देखा देखाइले जे तुम मो भितर अछ सब देवदेवी भी मो भितर अछंती किंतु सी आम भितर अछंती परमात्मा भाव। तो ये तेणु सब जिन रेस्ट करुच्ची सी सब भितर आम भी ता भितर भितर आम भितर सी यहीटा हूँ कथा। बुझिपारे ना नहीं यहाँ डाउट समझता है तुम भितर आम भितर तुम कौन। तेणु आज्ञा अचिंत आज्ञा भेद अभेद प्रिंसिपल, अचिंत भेद अभेद प्रिंसिपल चिंता कर भेद माने डिफरेंट अभेद माने नॉन डिफरेंट चैत्र आसिक प्रिंसिपल को बताइले सहीटा हूँ ये जिनसटा जे अभेद अभेद माने गुण समान सचित आनंद गुण माने भेद मान अलग कौन गुण से क्वांटिटी रे माने परिमाण रे अलग जमी गोटे निआर स्पार्क बाहरी गला निआर गुण तापर अच्छी कि कम माने कम क्वांटिटी रे अच्छी सेमिति गोटे गोल्ड रू टिके गोल्ड निगला सेमती समुद्र गोटे ड्रप निगला ये अजंत भेद अभेद प्रिंसिपल। तेणु सी भितर आम अच्छु आम भितर सी अच्छा देखा है ना ना। तो ये हूँ प्रिंसिपल्स बुझा पड़ो माने सर्ट समरी ना। तेणु यहाँ तो 23 जत्र काले तू अन्न अन्नप्रीतम आवृतम चैव योगिन प्रयात यंती तम कालम वक्ष्यामि भरत सभा और बेस्ट ऑफ द भारत आई शैल नाउ एक्सप्लेन यू टू द डिफरेंट टाइम्स एट व्हिच पासिंग अवे फ्रॉम द वर्ल्ड द योगी डज और डजंट कम बैक। वर्तमान से कहले देखो दी प्रकार जिनिस विषय में कहि देबे जन सचक्र योग करचंदी बा ध्यान करचंदी समाने ब्रह्मवादी एवं समस्त अछंती आ भक्त भी अछंती किंतु किए केतेबेले कौन कले मो पाक आसीपारे सी आसिया टाइम टा व्यवस्था भगवान कहते। तो से 23 श्लोक 23 और 24 से 24 और 26 से बतेबे बर्तमान जे किमती जदि तुम दिन समय जीव क्या योगी बा ज्ञानी ये दु जन माने परमात्मावादी और ध्यानी एमाने जदि दिन में समस्त नुहे फास्ट क्राइटेरिया हूँ योगी और ध्यानी यांको कहीं कहुच्छी जे एमाने जदि दिन समय जीवे बा इन प्रेजेंस ऑफ फायर गॉड बा अग्नि सम्मुख रे ड्यूरिंग द डे टाइम रे शुक्ल पक्ष रे उत्तरायण रे जदि शरीर त्याग करेंगे से योगी बा जी से आम भी पड़े पार योगी और ज्ञानी एमाने जाइकी जीवे कौटी जीवे ब्रह्मज्योति मिश्रे आ कर्मी जो मैंने अच्छे तले से कौन कर डार्कनेस जाती जो मैंने निष्काम कर्मी तेणु से कौन करती ये सब डार्कनेस स्मोक रे कृष्ण पक्षरे एमाने कौटी जीवे माने स्वर्ग को जीवे ये ब्रह्मज्योति जापर स्वर्ग को जीवे किंतु भक्त कौटी जीव भक्त को दिन हो राति हो उत्तरायण हो दक्षिणा हो शुक्ल पक्ष कृष्ण पक्ष अग्नि हो सामने हो कौटी हो
सी जो भक्ति भक्त जी थी से शरीर त्याग कर भगवान पास जीव से नेक्स्ट श्लोक से कहते हैं 24 26 ये तीन जिन से बचेले शुक्ल कृष्ण गति जिन कहले धूम राति तथा कृष्ण 25 कहले सन्मास सन्मास मान 6 मास दक्षिणायन समय तत्र चंद्रम ज्योतिर योगी प्राप्य निवर्तते शुक्ल कृष्ण गति ही यति एते ते जगत सर्व शाश्वते मते एकया याति अनावृत्तिम अनन्य आवृत्ति पुनः आउ तो आसव ना अच्छा नैते नैते स्त्री नैते स्मृति नैते नैते स्थिति पार्थ जानम योगी मुह्यति कश्चन तस्मा सर्वेषु कालेषु जोगयुक्त भवार्जुन तेणु भक्त हेले तुम दीटा पार्ट सहित किसी इंडिपेंडेंट ये जो रास्ता चलो किसी असुविधा ना सी मो पाखे आसो तेणु तुम्हें जोगी जोगी हो जाओ तेणु तापर जोगी भक्त इंपोर्टान्स कहते 28 श्लोक वेदेशु यज्ञेषु तपस्वी चैव दानशीय पुण्य फलम प्रतिष्ठम अत्यति तत्सर्वम इदम विदित्वा योगी परम स्थान उपैति चाद्यम तो से योगी जे भक्त भक्त सी कौन कले वेद रु जहाँ अध्ययन कर जहाँ फल मिले यज्ञ कर जो फल मिले तपस्या कर जो फल मिले दान कर जो फल मिले पुण्य कर्म कर जो फल मिले ये सब जिनस सी पाई सारी तेणु केते इंपोर्टेंट बोली कहले भाई माने भक्त जी से बाय स्टडीइंग वेद परफॉर्मिंग बाय अंडरगोइंग स्टडी गिविंग चैरिटी व्हाटएवर पास रिजल्ट्स मे बी ऑब्टेन जहाँ जहाँ कले जो पुण्य कर्म फल मिले ये ताको पार हो जाइए वन कैन सरपास ऑल ऑफ देम बाय नोइंग मी जते मते जानिला आ मोर ग्लोरीज को जानिला ए 7 8 चैप्टर को जानि पाला भलो भाव रे माने जानि कि निज लाइफ रे इंप्लीमेंट कला ताले से कोन भक्ति करिवो भक्ति कले से कोन करिवो ताको नेचर को भलो जानिला तार विषय डिटेल जानिला जानला पर से कोन करिवो भक्ति करिवो भक्ति कले मो पाखु आसीबो ता पई आ अन्य जिनिस करिया दरकार नहीं बर्तमान 7 8 अध्याय में डिस्कस कले 9 अध्याय ता होची इंपोर्टेंट मोस्ट कॉन्फिडेंशियल नॉलेज मोस्ट कॉन्फिडेंशियल नॉलेज होची कोन आमे जानिछे लास्ट श्लोक रे कहैछि मनुना भवमत भक्त मध्याजी माम नमस्कुरु माम अविशेष युक्तवम आत्मनम उत्परायण एटा होची मोस्ट कॉन्फिडेंशियल नॉलेज जोटा कि नवम अध्याय लास्ट श्लोक 34 श्लोक रे कहला जोटा कि आउथर रिपीट हेछि 18 अध्याय 65 श्लोक रे तेणु यही श्लोकटा दुईथर कही जोटा कि मोस्ट कन्फिडेंशियल नॉलेज कौन आम डिस्कस कले कन्फिडेंशियल मोर कन्फिडेंशियल मोस्ट कन्फिडेंशियल मोर कन्फिडेंशियल नॉलेज होची आत्मा विषय शरीर भीतर डिफरेंस को जानिबा तापरे जानला परे भक्ति को जानिबा भक्ति को जानिया होची मोर कन्फिडेंशियल नॉलेज नले अन्य ज्ञान ध्यान ये सब जानिले ता भक्ति को जानले भक्ति जानटा होची मोर कन्फिडेंशियल नॉलेज तापरे भक्ति को जानले शुद्ध भक्ति करवाटा होची मोस्ट कन्फिडेंशियल नॉलेज तेणु ये विषय शुद्ध भक्ति विषय कह केमती करा 12 अध्याय डिटेल्स दिया तेणु भगवान कहले श्री भगवान उवाच इदम ते उदम तु ते गुह्यतम हम प्रवक्ष्यामि अनुसूये ज्ञानम विज्ञानम सहितम ये ज्ञात्वा मुक्षस्य शुभात आम डिस्कस करते 7 चैप्टर 9 चैप्टर पैरालेल चैप्टर 3 चैप्टर भगवत 5 चैप्टर पैरालेल चैप्टर मैक्सिमम पैरालेल से अच्छी सेमिति 7 चैप्टर और 9 चैप्टर दुटा पैरालेल चैप्टर माने सेठी टिके 7 जेति कहि ताकू 9 रे टिके बेसी व्याख्या कराई तेणु ये से श्रवण इंपोर्टेंस देले तेतु तो तीदम तत्व गुह्यतम हम प्रवक्ष्यामि अनुसूये विज्ञान विज्ञान सहितम यह ज्ञातु मोक्ष से अशुभात और सुप्रीम भगवान कहते अर्जुन देख बिकॉज यू आर नेवर एनवियस मी तुम्हें मो पर द्वेष भाव नहीं मु क्या ज्ञानटा देवी सी मो प्रति ईर्षान्वित नुहे कि जे ईर्षान्वित नुहे से ज्ञानटा पाइले से बुझीपार ना बुझीपारे तो आई शेल इम्पार्ट यू टू दिस मोस्ट कन्फिडेंशियल नॉलेज बिकॉज तुम्हें मोर डियर फ्रेंड एवं तुम्हें मोर प्रति तुम भक्त तुम्हें मोर प्रति ये एनवियसनेस नहीं द्वेष भाव नहीं तेणु से यहीटा जानला कौन हम ये जो कन्फिडेंशियल नॉलेज ता विषय को जानले कौन हम सब दुख रू मेटेरियल एक्जिस्टेंस सी निवृत्त हो पार बोली तार येटा कहले तो तापर श्लोकटा बहुत इंपोर्टेंट ये जो ज्ञानटा कौन ये ज्ञान महात्म्य कौन बोली कहले राज विद्या राजगुह्यम पवित्रम इदम उत्तमम अप्रत्यक्ष अवगम धार्म्यम सुसुखम कर्तुम अव्ययम एठी सब राज विद्या कौन कौन कहले फास्ट राज विद्या जिते विद्या भितर राजा विद्या हूँ कौन ना भक्ति रियल नॉलेज से राजगुह्यम जिते जिन कन्फिडेंशियल अच्छी सबुठ कन्फिडेंशियल नॉलेज हूँ भक्ति तापर पवित्रम यही भाया माने ये भक्ति कले अपवित्र भी सब पवित्र हो जाती जहाँ भी आम ओला सब क्लीयर हो ईदम उत्तम उत्तम माने तम मीन्स अंधकार तमकार अज्ञान अंधकार ये उत्तम को मान ऊपर को लाइट को आनी पारे भक्ति
प्रत्यक्ष अवगम एटा को डायरेक्टली जन परसीव करि पारे जदि ताको भक्ति टा निजे लाइफ रे इंप्लीमेंट करिवो भक्ति करिवो से डायरेक्ट जानि परिवो पाठ न पढ़िले भी भक्ति करे जानि पारे भक्ति टा कोन बोली तापर धर्म ये सबुठ पर धर्म होची भक्ति करिवा अन्य धर्म होची अपर धर्म तापर सुसुखम भक्ति कले के दुख लागेनी भक्ति कले सुख है केते कष्ट भी कले से सुख लगे सुसुखम कर्तुम सुसुखम कर्तुम अव्ययम एवं एटा केबे सुसुखम कर्तुम करले एटा को खुशी लगे एवं अव्ययम माने केबे नष्ट हुएनी एटा ये जिनसटा केबे खत्म हुएनी ये एटा राजविद्या एक दुई राजगुह्यम तीन दुई पवित्रम तीन गुह्य उत्तमम चार एटा आठटा जिनिस गला प्रत्यक्ष अवगम पांच धर्म्यम छ सुसुखम कर्तुम सात अव्ययम आठ तेणु आठटा जिनिस कहला सेकेंड श्लोक जो ये भक्ति ग्लोरिफिकेशन मोस्ट नॉलेज कौन तार आठटा फीचर से कहलाई डिटेल्स ऑलरेडी डिस्कस कराइला शॉर्ट टाइम डिस्कस करले थर्ड श्लोक अष्टदधान पुरुष धर्म से परंतप अप्राप्य माम निवर्तन्ते मृत्यु संसार वर्तमनी किंतु जो माने श्रद्धा नहीं से माने ये जिनस पाई परिबे ना अष्टदधान पुरुष धर्म से परंतप हे परंतप हे अर्जुन हाँ ये जार धर्म प्रति श्रद्धा नहीं ये जो से अप्राप्य माम निवर्तन्ते मते प्राप्य हो पारे अप्राप्य माम निवर्तन्ते कौन ना मृत्यु संसार रे वर्तमान वर्तमान रास्ता मृत्यु संसार खाली बोलियो से दोज हु आर नॉट फेथफुल इन दिस डिवोशन सर्विस आगे आठ कहले जो भक्ति कर सब जिन पाइबे भक्ति जिन जी मत भक्ति करनी श्रद्धा सहित सी कौन कर मृत्यु संसार सागर भाली बार बार आसव मृत्यु चक्र जहाँ श्रद्धार श्रद्धा ना मो प्रति विश्वास ना तार रिजल्ट कौन हम ये कहले तो एवं से माने कौन हे मया तो तम इदम सर्वम जगत व्यक्त मूर्ति नाम हस्तानि सर्वभूतानि न चाहम तेषु अवस्थित by me in my unmanifested form this entire universe is pervaded and all beings are in me but I am not in them बेल कहते मु ता भीतर अछि मु ता से मो भीतर अछि बेल कहते जे मु ता भीतर ऑल बीइंग्स आर इन मी समस्त मो भीतर अछि मु ता भीतर नाही एटा कोन हला कोनी एबे आउरी कॉन्ट्राडिक्शन आसिला एबे कहले मु ता भीतर सेमान मो भीतर अछि मु किंतु ता भीतर नाही किमिति नाही परमात्मा भाव रे अछि किंतु भगवान हिसाब मु न थाई मु परमात्मा फीचर से अच्छी नहीं तेणु किंतु देखिले परमात्मा भगवान भीतर डिफरेंस अच्छी ना नहीं डिफरेंस अच्छी वन सेंस से परमात्मा भी भगवान ठार अभिन्न बोली कह जाई पारे किंतु इन वन सेंस भी भिन्न से पई गोटे गछर आम जदि देखौ जंदी गोटा आम एग्जांपल डिस्कस करथिले जणु को आम देखौ भाई आम तो हाथ को देखै कहले जे सी हो मिस्टर गोपाल किंतु आम तार पूरा शरीर को हाथ के देखौ कि नहीं तो से गोपाल माने हाथ भी गोपाल पार्ट तेणु गछटा देखे गछ गचर डालटा को देखा ना पूरा पूरा देखा तेणु तथापि गछ बोली कहते ना ना कि एक्चुअली मुझे देखा डाल को देखा पत्र को देखे तो से भाया से इन दैट सेंस भगवान अच्छा आम भीतर अच्छा कि इन वन सेंस पूरा ना परमात्मा रूप रही जमी एग्जांपल है सब आगे तेणु ये एग्जांपल राजा राजा गोटे बस पुणी कि एनर्जी चारिड़े अच्छी तो भगवान एनर्जी माध्यम प्रेजेंट रोचंती कि स्वयं बेले प्रेजेंट न था पांच नच मत स्थानी भूतानि पश्य में जोगम ऐश्वर्य भूत वृन्न च भूत ममात्मा भूत भावना एंड येट एवरीथिंग दैट इज क्रिएटेड डजंट रेस्ट इन मी बहुत कंट्राडिक्शन सब जिन मो रेस्ट करुच्ची बेले बेले कहले पुणी कहले ना एवरीथिंग दैट इज क्रिएटेड डजंट रेस्ट इन मी beyond my mystic opulence, although I am the mentor of all living entities and although I am everywhere, I am not a part of this cosmic manifestation. For myself is the very source of creation. भाई ये मोर एनर्जी किंतु मोर एनर्जी माने एनर्जी और एनर्जी डिफरेंट नुहंती किंतु इन वन सेंस एनर्जेटिक थिले सिना एनर्जी रहिबे किंतु एनर्जेटिक तथापि एनर्जेटिक और एनर्जी समान नुहंती तो से कथाटा कहू जे इन वन सेंस समान इन वन सेंस समान नुहे तेणु ये बहुत से कंट्राडिक्टरी लगुच तो जिते प्लानेटरी सिस्टम देखुं फ्लोटिंग चलती ये सब चलती ये भगवान क्रिएशन सब तेणु इन वन सेंस क्रिएशन माने भगवान पार आसी तार तो भगवान समान हवा कथा अनदर सेंस भगवान सहित समान नुहंती कहीं उदर अच्छा तेणु मेटेरियल नेचर क्रिएशन एनर्जी किंतु अर्थ सी कौन मेटेरियल नेचर सी स्पिरिचुअल नेचर तो से भाया युक्त युक्त आकाश स्थित नित्यम बाहु व्ययु सर्वत्र गो महान वायु सर्वत्र गो महान तथा सर्वाणी भूतानि मत्स्थानि उपधारय तेणु एग्जांपल देले किमती जो अंडरस्टैंड दैट जिंदे गोटे आकाश रे
ଗୋଟେ ବାୟୁଟା ବହିଥାଏ କୋଉଠି ଥାଏ? ଆକାଶରେ ହିଁ ବାୟୁ ରହିଥାଏ। ତ ସେଇଭଳିଆ ସେ ଅଲୱେଜ ରେଷ୍ଟ କୋଉ ନଉଛି? ଆକାଶରେ ରେଷ୍ଟ ନଉଛି। ସେମିତି ସବୁ କ୍ରିଏଟେଡ ବିଙ୍ଗସ୍ ମୋ ଭିତରେ ମୋ ପାଖରେ ରେଷ୍ଟ ନଉଛନ୍ତି। ମୁଁ ହଉଛି ପୁରା ସବୁ ଜିନିଷର କ୍ରିଏଟର। शास्त्रे कहले सर्वभूतानि कौन्तेय प्रकृति यान्ति मामिकम कल्पक्षय पुनस्तानि कल्पदौ विसृजम अहम। Also कुंती at the end of 1 million कल्प शेष ହେଲା ପରେ all material manifestation enter into my nature and at the beginning of another millennium by my potency I create them again। तो ଭଗବାନଙ୍କର ଯୋଉ ବ୍ରହ୍ମାଙ୍କ ଲାଇଫ ସ୍ପାନ 100 years ହେଇଗଲେ ସେତେବେଳେ ଯୋଉ ମହାବିଷ୍ଣୁଙ୍କ ଭିତରେ ସମସ୍ତେ ପଶି ଯାଉଛନ୍ତି ତ ସେଇ ବିଷୟରେ କହୁଛନ୍ତି। ତାପରେ କହିଲେ ପ୍ରକୃତି ଅବସ୍ଥାଭ୍ୟ ବିସୃଜାମି ପୁନଃ ପୁନଃ ଭୂତଗ୍ରାମମ୍ ଇମଂ କୃଷ୍ଣମ୍ ଅବଶ୍ୟମ୍ ପ୍ରକୃତି ଭାଷାତ୍ ଦି ହୋଲ କସ୍ମିକ୍ ଅର୍ଡର ଇଜ ଅଣ୍ଡର ମି under my will it is automatically manifested again and under my will it is annihilated at the end। ସବୁ ଜିନିଷ ମୋର ଇଚ୍ଛା ଅନୁସାରେ ଚାଲିଛି। ସବୁ ଜିନିଷ ମୋରି ଅଣ୍ଡର ଅଛି। ମୋର ଇଚ୍ଛାରେ ସବୁ କ୍ରିଏସନ ହଉଛି। ମୋର ଇଚ୍ଛାରେ ସବୁ ଡେଷ୍ଟ୍ରୟ ହଉଛି। ତେଣୁ ସେଠି ତିନି ବିଷ୍ଣୁଙ୍କ ବିଷୟ ସେ କହୁଛନ୍ତି। କେମିତି ମହାବିଷ୍ଣୁ ଆସିଲେ, କେମିତି ଗରୁଡ ବିଷ୍ଣୁ ଆସିଲେ, କେମିତି ଗିରିଜା ବିଷ୍ଣୁ ଆସିଲେ। ତେଣୁ ଏଇ ବିଷୟରେ ତାପରେ ସେଠୁ କେମିତି ସବୁ ପଶୁ ପକ୍ଷୀ ସବୁ କ୍ରିଏସନ ହେଲେ, ସବୁ ଋଷି ମାନେ ଆସିଲେ, ଋଷି ବିଭିନ୍ନ ପ୍ରକାର ଇଏ କ୍ରିଏସନ ତାପରେ ସବୁ ରହୁଛି। ସେଟା ବିଷୟ ସେ କହିଲେ। ତାପରେ ନଅ ଶ୍ଲୋକରେ ନଚ ମାମ ତାନି କର୍ମାଣି ନିବଦ୍ଧନ୍ତି ଧନଞ୍ଜୟ ଉଦାସୀନବଦ୍ ଆସୀନ ଅସକ୍ତ ତେଷୁ କର୍ମସୁ। ଏଠି କହିଲେ ଦେଖ ସବୁ କୃଷ୍ଣ ମୁଁ ଯଦି କଲି ନା କିନ୍ତୁ ମୁଁ ଉଦାସୀନ ହେଇ ରହୁଛି। ଓ ଧନଞ୍ଜୟ ଅଲ୍ ଦିସ୍ ୱାର୍କିଂ କ୍ୟାନଟ୍ ବାଇଣ୍ଡ ମି। ଇଏ କର୍ମ ମତେ ବନ୍ଧନରେ ପକେଇ ପାରେନି ମୋରି ଦ୍ୱାରା। ମୁଁ ଯେମିତି କୁହାଗଲା ଯେମିତି ସ୍ପାଇଡର ମାକଡସା ସେଇଭଳିଆ ଏଠି କିନ୍ତୁ ତୁ ତ ବେଳେ କଣ କରେ ତୁ ତ ଚାରି ପାଖରେ ତାର ସେଲ ବନେଇଦବ ଆଉ ତା ଭିତରେ ବି ମରିଯାଏ। ସେ କିନ୍ତୁ ମୁଁ ସେଭଳିଆ ନୁହେଁ। ଏ ସବୁ ଜିନିଷ ମୁଁ କ୍ରିଏଟ କରିଦେଲି କିନ୍ତୁ ମୁଁ ତା ଭିତରେ ମୁଁ ବାନ୍ଧନର କାରଣ ରହିବି ନାହିଁ। ମୁଁ ତା ଭିତରେ ଯଦି ବି ରହିଛି ତାପରେ ମୁଁ ଦେଖୁଛି କିଏ କଣ କଲା, କିଏ ଭୁଲ କଲା, ଠିକ କଲା, ଭୁଲ କଲା ପନିଶମେଣ୍ଟ ପାଉଛନ୍ତି। ତଥାପି ମୁଁ କିଛି କହୁନି କାହିଁକି ଯେତେବେଳେ ସେ ମୋ ପାଖକୁ ନ ଆସି ମୁଁ ସମସ୍ତ ହୃଦୟରେ ବସିଛି। ଆତ୍ମା ପରମାତ୍ମା ଦି ଜଣ ପାଖାପାଖି ଅଛନ୍ତି, ଡିଷ୍ଟାନ୍ସ ନିଲ୍। କିନ୍ତୁ ଆତ୍ମା ଯୋଉ ବାର୍ଡ ଇଏ ଶରୀର ଉପକର ଗଛରେ ବସିକି କଣ କରୁଛି ନା ଏନ୍ଜୟ କରୁଛି। ଆଉ ଯେ ପରମାତ୍ମା ଖାଲି ଦେଖୁଛି। ଇଟିଂ ବାର୍ଡ ସିଟିଂ ବାର୍ଡ ଯେତେବେଳେ ଇଟିଂ ବାର୍ଡ ସିଟିଂ ବାର୍ଡକୁ ଅନେଇଛି ଆତ୍ମା ପରମାତ୍ମାକୁ ନ ଖୋଜିଛି ସେତେବେଳେ ପରମାତ୍ମା ଇଣ୍ଟରଫିୟର କରୁନାହାନ୍ତି। ସେପାଇଁ ସେ କହିଲେ ମୁଁ ଉଦାସୀନ ବତ। ତାପରେ ସେକେଣ୍ଡ ତା କର୍ମ ସିଏ କରୁଛି, କର୍ମ ଫଳ ଅନୁସାରେ ସିଏ ଭୋଗୁଛି। ତାହେଲେ ମୁଁ ସେଥିରେ ଯେମିତି ସେଠି ଏକ୍ସାମ୍ପଲ ଦିଆହେଇଛି ଜଣେ ଜଜ୍ ଜଜ୍ ଜଣକୁ ପନିଶମେଣ୍ଟ ଦଉଛନ୍ତି, ଜଣକୁ ରିୱାର୍ଡ ଦଉଛନ୍ତି। ସେ କିନ୍ତୁ ଉଦାସୀନ। ତାଙ୍କ ପକେଟରୁ ଲକ୍ଷ ଟଙ୍କା ଦଉନାହାନ୍ତି କି କାହାକୁ ଜେଲକୁ ପଠେଇବା ପାଇଁ ତାଙ୍କୁ କିଛି କଷ୍ଟ ଲାଗୁନି। ଉଦାସୀନ ବତ ବିକଜ ତାଙ୍କର ନେଚର ହଉଛି ସେ ସମସ୍ତଙ୍କୁ ଇକ୍ୱାଲ ଜଷ୍ଟିସ ଦେବେ। ତ ସେଇଭଳିଆ ମୁଁ ଯିଏ ଯାହା କର୍ମ ମୁଁ ନିୟମ ଲେଖିଦେଲି ତମେ କର୍ମ କରିବ, ତୁମେ ଭଲ ଫଳ କଲେ ଭଲ ଫଳ, କର କଲେ ଘର ଫଳ, ଭକ୍ତି କଲେ ଆହୁରି ଭଲ। ତ ସେଇ ସବୁ ଜିନିଷ ମୁଁ ବତେଇ ଦେଲି। ତାପରେ ତୁମେ ମୁଁ ନ୍ୟୁଟ୍ରାଲ। ତାର 10 ମହାଦକ୍ଷିଣ ପ୍ରକୃତି ଶ୍ଵେତ ସଚରାଚରମ ହେତୁ ନାରାୟଣ କନ୍ତେବ ଜଗତ ବିପରିବର୍ତ୍ତେ। ମୟା ଅଧ୍ୟକ୍ଷଣ ମୋ ଅଧ୍ୟକ୍ଷଣ ପୁରା ପ୍ରକୃତି ଚାଲିଛି। ଏ ଯୋଉ ମେଟେରିଆଲ ନେଚର ଯୋଉ କହୁନି ଯୋଉଟା କି ମୁଁ ବନେଇଛି ସେ ମୋର ଗାଇଡେନ୍ସ ରେ ଚାଲିଛି। ମାନେ ମୁଁ ଡାଇରେକ୍ଟଲି ଗାଇଡ କରେ ବା ଇନଡାଇରେକ୍ଟଲି କରେ ବଟ୍ ମୋ ଗାଇଡେନ୍ସ ରେ ସେ ଚାଲିଛି। ଶ୍ଵେତ ସଚରାଚରମ ଯୋଉ ଭକ୍ତ କେସରେ ମୁଁ ଡାଇରେକ୍ଟ ଗାଇଡ କରିବି। ତାର ଯାହା ହବ ମେଟେରିଆଲ ୱାର୍ଲଡ ଥିଲେ ବି ଭଗବାନ ଡାଇରେକ୍ଟ ଗାଇଡ କରିବେ ବା ଭଗବାନଙ୍କ କଣ୍ଟ୍ରୋଲରେ ସେ ଚାଲିଛି ଡାଇରେକ୍ଟ। ଆଉ ସବୁ ଜିନିଷ ଯେତେବେଳେ ଭକ୍ତିରେ ନାହାନ୍ତି ତା ମାୟାଦେବୀକୁ ଦେଇଛନ୍ତି ତୁମେ ତା କଥା ବୁଝ। ସେ ଯାହା କରିବେ ତ ପନିଶମେଣ୍ଟ ଯେଭଳିଆ ଦେବା କଥା କର୍ମ ଅନୁସାରେ ଦିଅ। ମୋର ଭାଇ ନିୟମ ବନେଇ ଦେଇଛି, ତମେ ତାକୁ ଯେମିତି ଦେବା କଥା ଦବ। ମୋର ସେଥିରେ କିଛି ବୁଝିବାର ନାହିଁ। କିନ୍ତୁ ଭକ୍ତ କେସରେ ତାକୁ ତାର ଯାହା କଥାବାର୍ତ୍ତା ମୋ ପାଖରୁ ବୁଝିକି ମାନେ ମୁଁ ସେଟାକୁ ବୁଝିଦେବି। ତା ଭିତରେ ଇଣ୍ଟରଫିୟର ତମେ କର ନା। ତ ସେଇପାଇଁ ଦିସ୍ ମେଟେରିଆଲ ନେଚର which is one of my energy is working under my direction ଓ son of Kunti producing all moving and non moving beings। ଚର ଅଚର ଯୋଉ ଚାଲିଛନ୍ତି ଏବଂ ଯୋଉମାନେ ଚାଲି ପାରୁନାହାନ୍ତି ବା ଗଛ ଲତା ଇଏ ସବୁ ସେମାନେ ସବୁ ମୋରି ଇଏରୁ ସମସ୍ତେ ଏନର୍ଜି ସମସ୍ତେ ଅଣ୍ଡର ଇଟ୍ସ ରୁଲ ଇଟ୍ସ ମ୍ୟାନିଫେଷ୍ଟେସନ କ୍ରିଏଟେଡ ଆନିଲେଟେଡ ଏଗେନ ଆଣ୍ଡ ଏଗେନ। ଏଟା ଯେମିତି କ୍ରିଏସନ ଡିଷ୍ଟ୍ରକ୍ସନ ସବୁବେଳେ ହଉଛି ସେମିତି ଚାଲିଛି। ତାର ଭଗବାନଙ୍କର ଡାଇରେକ୍ଟ ଇନଡାଇରେକ୍ଟ କଣ୍ଟ୍ରୋଲ ସବୁ ଚାଲିଛି। କିନ୍ତୁ ଅବଜାନନ୍ତ ମାମୁଢା ମନୁଷ୍ୟମ ତନିମାଶ୍ରିତମ ପରମ ଭାବ ଅବଜାନନ୍ତ ମାମ ଭୂତ ମହେଶ୍ୱରମ। କିନ୍ତୁ ଜଣେ ମତେ ସେମାନେ ଜାଣିପାରୁନାହାନ୍ତି, ଜଣେ ମୂର୍ଖ ଲୋକ ଗୁଡା ଫୁଲସ ରିଗାର୍ଡ ମି ସେ ମତେ ଅର୍ଡିନାରୀ ଲୋକ ବୋଲି ଭାବୁଛନ୍ତି। ମୁଁ ଯେତେବେଳେ ଆସେ ମନୁଷ୍ୟ ଶରୀର ଧରିକି ମୁଁ ଆସୁଛି ମାନେ ମନୁଷ୍ୟ ଭଳିଆ ହେଇକି ଆଉଛି, ମନୁଷ୍ୟ ଶରୀର ତ ନୁହେଁ। କିନ୍ତୁ ମତେ ବଡ ଲୋକ ଭାବୁଛନ୍ତି ଇଏ ବି ଆମ ଭିତରେ ଜଣେ। ଏବଂ ପରମ ମୋର ଶ୍ରେଷ୍ଠ ଭାବ ମୋର ଟ୍ରାନ୍ସେଣ୍ଡାଲ ନେଚର ଜାଣିନାହାନ୍ତି। ମୁଁ ଯେ ମୋର ଶରୀରଟା ବି ଟ୍ରାନ୍ସେଣ୍ଡାଲ ମାନେ ମୁଁ ହଉଛି ସଚିଦାନନ୍ଦ ଟୋଟାଲ। ସେଇଟା ମୋ ଭାବ ଜାଣିନାହାନ୍ତି ବା ମୁଁ କିଏ ଠିକରେ ଜାଣିନାହାନ୍ତି। ତେଣୁ ସେମାନେ ତେଣୁ ମୋର
ମୋ ପାଖକୁ ଆସିପାରିବେନି। ସେମାନେ ମତେ ଯେତେବେଳେ ନିନ୍ଦା କରୁଛନ୍ତି, ମତେ ପ୍ରେଜ ମାନେ ମୋ ବିଷୟ ଜାଣିନାହାନ୍ତି, ସେ କେମିତି ଆସିବେ? ତେଣୁ ଭଗବାନ କେମିତି ଆସନ୍ତି, ବିଭିନ୍ନ ପ୍ରକାର କୃଷ୍ଣ ଆସିଲେ, ବଳରାମ ଆସିଲେ, ଏ ବିଷୟରେ ପ୍ରଭୁପାଦ ବତେଇଛନ୍ତି। କେବେ ଆସନ୍ତି, କେମିତି ଆସନ୍ତି, କଣ କରନ୍ତି, ଆସିଲେ କଣ କରନ୍ତି, ଇଏ ସବୁ ସେଠି ବତେଇଲେ। ତା ଭିତରେ କହିଲେ ଯେ ଭଗବାନ ଆସିଲେ ଆସିଲେ, ଭଗବାନ ନ ଆସନ୍ତି ଆର୍ଚ୍ଚ ବିଗ୍ରହ ଫର୍ମରେ ଆସୁଛନ୍ତି, ତାଙ୍କୁ ବିଗ୍ରହ ଫର୍ମରେ ପୂଜା କର। ବିଗ୍ରହ ଫର୍ମରେ ପୂଜା କଲେ ବି ତୁମେ ପାଇପାରିବ। ତେଣୁ ତାପରେ 12 ଶ୍ଲୋକରେ କହିଲେ ମୋଘାଶା ମୋଘ କର୍ମାଣମ୍ ମୋଘ ଜ୍ଞାନ ବିଚେତସ ରାକ୍ଷସୀମ ଅସୁରୀମ ଚୈବ ପ୍ରକୃତି ମୋହିନୀ ଆଶ୍ରିତ ମନୁଷ୍ୟତା। ତ କଣ ହେଲା? ମୋଘ ଆଶା ମୋଘ କର୍ମଣା, ଏ ଦେଖିଲେ ମୋଘ ମୋଘ ମୋଘ, ତିନିଟା ମୋଘ, ମୋଘ ଆଶା ମୋଘ କର୍ମଣା ମୋଘ ଜ୍ଞାନ। ମୋଘ ମିନ୍ସ ଯେ ମାନେ ଫେଲ, ମୋଘ ମିନ୍ସ ବାଫଲ୍ଡ, ମାନେ ତା ଦ୍ଵାରା ଆଶାଟା ଯେ କରିଥିଲା ସେ ଆଶାଟା ଫେଲ, ମାନେ ବିଫଳ ହେଇଯିବ। ମୋଘ ମୋଘ ଆଶା ମୋଘ କର୍ମଣା ସବୁ ବିଫଳ ଫେଲ। କାହାର? ଦୋଜ ହୁ ଆର୍, କାହାର ଗୋଟେ ସବୁ ଫେଲ ହେଇଯାଏ। ଦୋଜ ହୁ ଆର୍ ଦାସ ବିଲ୍ଡେଡ ଆର୍ ଆଟ୍ରାକ୍ଟେଡ ବାଇ ଡେମୋନିଆକ ଆଣ୍ଡ ଆସ୍ଥେଟିକ ଭ୍ୟୁଜ। ଯୋଉମାନେ ମୋ ପାଖରେ ସରେଣ୍ଡର ନ ହେଇକି ଡେମୋନିଆ କ୍ୱାଲିଟିକୁ ରହନ୍ତି, ଆଶ୍ରୟ ନିଅନ୍ତି, ସେମାନଙ୍କର ଏସବୁ ବେକାର। ଯେତେ ଚେଷ୍ଟା କରୁଛନ୍ତି ଲାଇକ କିଏ ରାବଣ କହିଲେ ମୁଁ ସ୍ୱର୍ଗକୁ ସିଡ଼ି ବାନ୍ଧିବି, ବାନ୍ଧି ପାରିଲାନି। ତ ସେଇଭଳିଆ ଏସବୁ ବିଫଳ ଚେଷ୍ଟା, ବିଫଳ ବିଫଳ ଫେଲିୟର, ତା ଆଶା ଫେଲିୟର ହେଇଯିବ। ମୋଘ କର୍ମଣା, ତା କର୍ମ ବି ଯାହା କରିଥିବ ସିଏ ବି ଫେଲ, କିଛି ମିଳିବନି ତାକୁ। ଏବଂ ମୋଘ ଜ୍ଞାନ, ତା ଜ୍ଞାନ ବି ଫେଲ, ମାନେ ଇଏ ହେଇଯାଉ, ବିଲ୍ଡର ହେଇଯାଉଛି। ତେଣୁ ଯଦି ସେଇଭଳିଆ ମତେ ଯଦି ସିଏ ମୋ ପାଖରେ ସରେଣ୍ଡର ନହେଲା, ତାହେଲେ ସିଏ ତାର ସବୁ ଫେଲ, ବେକାର। କିନ୍ତୁ ଅର୍ଜୁନ ତୁମେ କିନ୍ତୁ ସେଭଳିଆ ନୁହଁ। ନେକ୍ସଟ ଫ୍ଲୋରରେ କହିଲ ମହାତ୍ମା ମାମ୍ବାର୍ଥ ଜ୍ଞାନ ଦୈବୀ ପ୍ରକୃତି ଆଶ୍ରିତ। ଯୋଉମାନେ ଦୈବୀ ନୁହେଁ, ଦୈବୀ ପ୍ରକୃତି ଯୋଉ ନାହାନ୍ତି, ମାନେ ମେଟେରିଆଲ ନେଚର ଅଛନ୍ତି, ସେମାନଙ୍କ ସବୁ ଫେଲ। ମୋଘ ଆଶା ମୋଘ କର୍ମଣ ମୋଘ ଜ୍ଞାନ ବିଚିତ, ସେମାନେ ମାନେ ବିଉଲ୍ଡର ହେଇଯାଉଛନ୍ତି। କିନ୍ତୁ ତୁମେ ସେଇଭଳିଆ ନୁହେଁ ଅର୍ଜୁନ। ତୁମେ କଣ ନା, ତୁମେ ଦୈବୀ ପ୍ରକୃତି, ମାନେ ଅର୍ଜୁନ ବଳ ଭାବୁଛନ୍ତି ମୁଁ କଣ କରିବି। ତେଣୁ ତୁମେ ଦୈବୀ ପ୍ରକୃତି ଅଛ, ତ नो ପ୍ରୋବ୍ଲେମ। ତୁମେ ମହାତ୍ମା, ମହାତ୍ମା ତୁମ ପାର୍ଥ ଜ୍ଞାନ, ଯୋଉମାନେ ଦୈବୀ ପ୍ରକୃତି ଅଛନ୍ତି ସେମାନେ ମହାତ୍ମା। ଏବଂ ଭଜନ୍ତି, ସେମାନେ କଣ କରନ୍ତି? ମହାତ୍ମା ଭଜନ୍ତି ଅନନ୍ୟ ମନସ, ଅନନ୍ୟ ଭାବରେ ମୋର 24 ଆୱାର ସେବା କରନ୍ତି, ଭଜନ କରନ୍ତି। ଆଉ ତମେ ହଉଛି ସେଇଭଳିଆ। ଏବଂ ଏଇଟା ହଉଛି ମହାତ୍ମାର କ୍ୱାଲିଫିକେସନ ଦିଆହେଇଛି 9,013 ଆଉ 14ରେ। 14ରେ ବି କୁହାଯିବ ସେ କଣ କହନ୍ତି ମହାତ୍ମା? ସତତମ କୀର୍ତ୍ତନ୍ତ ମାମ ଏତନ୍ତ ଚ ଦୃଢବ୍ରତା ନମସ୍ୟନ୍ତ ଚ ନାମ ଚ ମାମ ଭକ୍ତିଆ ନିତ୍ୟ ଯୁକ୍ତ ଉପାସତେ। ସତତମ କୀର୍ତ୍ତନ୍ତ ମାମ, ମତେ ଅଲୱେଜ ରିମେମ୍ବର, କୀର୍ତ୍ତନ କରୁଛନ୍ତି ମୋର। ଯତନ୍ତ ସେ ଦୃଢବ୍ରତା, ଦୃଢ ଭାବରେ ମତେ ସେବା କରିବାକୁ ଚେଷ୍ଟା କରୁଛନ୍ତି। ନମସ୍ୟନ୍ତ, ମତେ ପ୍ରଣାମ କରୁଛନ୍ତି ମୋ ଭକ୍ତି ସହିତ। ତାହେଲେ ସେ ନିତ୍ୟ ଯୁକ୍ତ ହେଇକି ମୋ ସହିତ ଉପାସନା କରୁଛନ୍ତି, ଯୋଡିକି ରହୁଛନ୍ତି। ସେଇମାନେ ହଉଛନ୍ତି ମୋର, ସେମାନେ ହଉଛନ୍ତି ମୋର ଭକ୍ତ, ବା ସେମାନେ ଡିଭାଇନ ନେଚର ଅଣ୍ଡର ଅଛନ୍ତି, ସେମାନେ ଦୈବ ପ୍ରକୃତି ଅଛନ୍ତି, ସେମାନେ ଭକ୍ତ। 15 କହିଲେ ଜ୍ଞାନ ଜ୍ଞାନ ଯଜ୍ଞ ଅପି ଅନ୍ୟ, ଅନ୍ୟମାନେ କଣ କରନ୍ତି ନା ଜ୍ଞାନ ଯଜ୍ଞ, ଜ୍ଞାନ ଯଜ୍ଞ ଅପି ଅନ୍ୟ ଯେନ୍ତ ମାମ ଉପାସତେ ଏକତ୍ୱନ ପୃଥକ୍ତ୍ୱନ ବହୁଧା ବିଶ୍ୱତ ମୁଖମ। ତେଣୁ ପ୍ରଥମ ଏ ଯେ ଭଗବାନ ଭକ୍ତି ବେଶୀ, ଭକ୍ତ ବିଷୟ କହିଲେ ଭକ୍ତ ଏମିତି ଏମିତି ମୋର ଭଜନ ସବୁବେଳେ କରନ୍ତି, 24 ଆୱାର ଭଜନ କରୁଛନ୍ତି, ଆଉ କୀର୍ତ୍ତନ କରୁଛନ୍ତି, ଏସବୁ କରୁଛନ୍ତି। କିନ୍ତୁ ଅନ୍ୟ କିଛି ଜଣ ଅଛନ୍ତି ଯୋଉମାନେ କି ଜ୍ଞାନ ଆହରଣ କରିବାକୁ ଚେଷ୍ଟା କରୁଛନ୍ତି ମୋ ବିଷୟରେ, ଜ୍ଞାନୀ। ତ ସେଇଭଳିଆ ତିନି ପ୍ରକାର ଅଛନ୍ତି, ତିନି ପ୍ରକାର। ଏକତ୍ୱନ ପୃଥକ୍ତ୍ୱନ ବହୁଧା ବିଶ୍ୱତ ମୁଖମ, ତିନି ପ୍ରକାର। ତେଣୁ ଏକତ୍ୱନ ମାନେ ସିଏ ହଉଛି ମୁଁ ଏକା, ମାନେ ମୁଁ ହଉଛି ଅଦ୍ୱିତୀୟବାଦୀ, ମୁଁ ଆଉ ଭଗବାନ ସମାନ, ହଉଛି ଏକତ୍ୱନ। ଆଉ ପୃଥକ୍ତ୍ୱନ, ସିଏ କହୁଛି ସବୁ ଅଛନ୍ତି ଦେବ ଦେବୀ, ଏମାନେ ବି ଭଗବାନ, ଗଛ ପତ୍ର ସେ ଭଗବାନ, ସେ ସମସ୍ତଙ୍କୁ ଭଗବାନ ଦେଖିବ। ବିଶ୍ୱତ ବହୁତ ବିଶ୍ୱତ ମୁଖ। ଆଉ ଆଉ କେତେବେଳେ ଅଛନ୍ତି ଯେ ମୋର ଇଏ ରୂପକୁ ଦେଖୁଛନ୍ତି, କୋଉ ରୂପକୁ? ବିଶ୍ୱ ରୂପକୁ। ତ ବିଶ୍ୱ ରୂପକୁ ପୂଜା କରୁଛନ୍ତି। ତେଣୁ ଏଇଭଳିଆ ଏ ତିନି ପ୍ରକାର ଜ୍ଞାନବାନ ବ୍ୟକ୍ତି ମାନେ ଅଛନ୍ତି, ମତେ କରନ୍ତି କିନ୍ତୁ ଠିକ ରକମ ଜାଣିନାହାନ୍ତି, ଟିକେ ଟିକେ ଜାଣିଛନ୍ତି କିନ୍ତୁ ପ୍ରକୃତ ଭାବରେ ମଧ୍ୟ ଜାଣିପାରୁନାହାନ୍ତି। ତାପରେ ସେ କହିଲେ ଅହଂ କର୍ତ୍ତୁର ଅହମ ଯଜ୍ଞ ସ୍ୱାଧମ ଅହମ ଅନୁଷଧମ ଔଷଧମ ମନ୍ତ୍ର ଅହମ ଅହମ ଏବଜ୍ୟମ ଅହମ ଅଗ୍ନି ଅହମ ହୁତମ। ମୁଁ ହଉଛି ଯୋଉ ଯଜ୍ଞ କହୁଛ, ମୁଁ ସବୁ ସେଇ ଯଜ୍ଞ, ଆଇ ଏମ ଦି ରିଚୁଆଲ, ମୁଁ ହଉଛି ସେ ସାକ୍ରିଫାଇସ। ମୁଁ ଯାହା ଯଜ୍ଞ କରୁଛ, ଦାନ କରୁଛ, ଯାହା ଯଜ୍ଞ କରୁଛ, ଏ ସବୁ ଜିନିଷ ମୋରି, ମାନେ ମୁଁ ତାର ମୂଳ। ଯାହା ଯର୍ପଣ କରୁଛ ସିଏ ବି ମୁଇଁ, ମାନେ ସବୁ ଜିନିଷ ଭଗବାନଙ୍କର। ଦି ଟ୍ରାନ୍ସଲେସନ ଚାଇଲ୍ଡ, ଆଇ ଏମ ଦି ବଟର ଏଣ୍ଡ ଦି ଫାୟାର ଏଣ୍ଡ ଅଫରିଂ, ମାନେ ଇନ ୱାନ ସେନ୍ସ ସବୁ ଜିନିଷ ତ ଭଗବାନ ପାଖରୁ ଆସେ, ସବୁ ଜିନିଷ ତାଙ୍କର। ପୁଣି ତାପରେ କହିଲେ ପିତାହମ ଅସ୍ତି ଜଗତ ମାତା ଧାତା ପିତାମହ ବେଦମ ବେଦ୍ୟମ ପବିତ୍ରମ ଓଙ୍କାର ରିକ୍ ସାମ ଯଜୁର ଏବଚ
पिता मत्स्य जगत, ये जगत पिता मु, माता मु, पितामह मु, धाता धर्ता, धाता मीन्स पालन करता मु, हाँ वेद पवित्र ओंकार, वेद जो ओंकार पवित्र अच्छी से हूँ मु, ऋग सब जहाँ भी वेद भी लिखाई सब मोर माने मोरी विषय मु ऋग्वेद मु सामवेद मु यजुर्वेद मु सब क्रिएशन फादर मदर। तापर कहले 18 गति भत्ता प्रभु साक्षी निवास शरण सुहृद प्रभवम प्रलयम स्थानम निधानम बीजम अभयम। तेणु जहाँ देखुच गति मुई गति तुम डेस्टिनेशन कोठी मोरी पाखरे। भर्ता पालन करता किए मुई पालन करुची विष्णु हिसाब से। भर्त प्रभु प्रभु मालिक किए मु साक्षी परमात्मा मुई। निवास रेस्टिंग प्लेस मुई। शरणम तुम कौन शरण मुई। सब बेस्ट स्पिरिचुअल फ्रेंड किए मु। प्रभव क्रिएशन के मु। प्रलय मु। स्थानम रेस्टिंग प्लेस मु। निधानम निधानम मीन्स रेस्टिंग प्लेस। स्थान मीन्स ग्राउंड जो क्रिएशन होची स्वर्ग। सेमती बीजम माने बीज माने सीड एवं अवयव माने जोड़ा नष्ट हुएनि। तेणु सब जिनस गति होता मु हूँ सब जिन एंड बा मुई सब जिन मिडिल मुई सब जिन क्रिएशन भगवान क्या कहते आई एम द गॉड आई एम द सस्टेनर द मास्टर विटनेस द एबॉर्ड रिफ्यूज मोस्ट डियर फ्रेंड ट्रूथ आई एम द क्रिएशन एनिहिलेशन बेसिस ऑफ एवरीथिंग रेस्टिंग प्लेस इटर्नल सीड भगवान से कहले सब जिन मु। तपामि अहम अहम वर्षम निगृहाणि उत्सर्जामि च अमृतम चैव मृत्युश्च सदसच्चाहम अर्जुन। ओ अर्जुन এটা 19 श्लोक 19 अर्जुन आई गिव हिट आई विथहोल्ड एंड सेंड फॉर्थ रेन मु वर्षा मुई करे वर्षा को बंद भी मुई करे मुई हिट दिए मुई ठंडा दिए आई एम इमोर्टालिटी मुई अमर आई एम आल्सो डेथ पर्सन किंतु मुई मृत्यु होके आसे पुणी बोथ स्पिरिट मु मैटर मु सब जिन मोर भीतर अच्छी स्पिरिट भी मोर भीतर मैटर भी मोर भीतर जड़ सब किसी जिन मोर भीतर आसु। तेणु 20 कहले त्रैविद्या माम समपा पुत पापा यज्ञ दृष्टा स्वर्गतिम प्रथयन्ते ते पुण्यम आश्रद्य सुरेंद्र लोकम अस्नान्ति दिव्यम दिव्य देव भोगान। दो जो स्टडी वेद जी पढ़ुଛନ୍ତି एवं ड्रिंक समजुस पीउଛନ୍ତି समरस को सिकिंग दी हेवन से स्वर्ग लोक जाको चाहूଛନ୍ତି ସେମାନେ मते पूजा करती किंतु देवता को पूजा करती ସେମାନେ कौन करेंगे जो मान देवलोक को जाओ चाहूँ से देवता को पूजा कले ना नहीं। कृष्ण प्रभु जो कौन सोमरस पान करते देवता माने सेटा को टाइप रो मेल समरस आपण जेमती फ्रूट जूस बढ़िया सेटा केवल ग्रेप देवलोक जूस करे नहीं आज्ञा ग्रेप जूस बढ़िया समरस टिके ए अल्कोहलिक नहीं एटा टिके आज्ञा 0% अल्कोहल एबे आफ्टर सबलेशन गोटे आनी से लेखा 0% अल्कोहल से भाया ये समरस माने आमे जति सी आम भाया पीकी जोर खाऊ ना समरस आज्ञा ସେଟା ହଉଛି ପୁଷ୍ଟିବର୍ଦ୍ଧନ ମାନେ ତାଙ୍କୁ ଶକ୍ତି ଦବ ସମରସ ପାନ କଲେ ଅମୃତତ୍ଵ ଦେବତା ପ୍ରାପ୍ତ ହେବେ ମାନେ ଆଉ ଟିକେ ଲାଇଫ ସ୍ପାନ ବଢିଯିବ। ଅମୃତତ୍ଵ ପାନ ଅମୃତ ମାନେ ମରିବେନି ଅମୃତ ଦେବତା ମାନେ ମରିବାକୁ ପଡିବ ନା କିନ୍ତୁ ଲାଇଫ ସ୍ପାନ ଏତେ ବହୁତ ବେଶୀ ହେଇଯାଏ ତାକୁ ଅମୃତ ବୋଲି କୁହାଯାଏ ମାନେ ଏଇ ଯେ ଆଉ ମର୍ତ୍ତ୍ୟ ଗୋଟେ ଆଉ ସେ ଜାଗାରେ ଅମର୍ତ୍ତ୍ୟ। ଆଉ ଗୋଟେ ଜାଗାରେ କହୁଛି ଯେମିତି ଏଇଟା ହେଲା ଆମର ଲବଣ ସାଗର ଆଉ ଗୋଟେ ହଉଛି ଘୃତ୍ୟ ସାଗର ଆଉ ଗୋଟେ ହଉଛି ମଦିରା ଅଛି ସାଗର ସେ ଯୋଉ ମଦିରା ସାଗରଟା ସେଇଟା ହଁ ଅଛି ସେଥିରେ ମଦ ସେଟା ଅଛି କଣ ସେ ମଦଟା ମୁଁ ତ ପାଇନି ଦେଖିବାକୁ ପଡିବ। ତେଣୁ ନାଇଁ ନାଇଁ ସେ ଘୃତ ଶୁଣିଛି କେବେ ସାଗର ଅଛି ଘିଅ ଗୋଟେ ଘିଅ ସାଗର ଅଛି ହନି ମହୁ ସାଗର ଅଛି ତାପରେ ଜୁସ୍ ସୁଗାର କେନ୍ ଜୁସ୍ ର ଅଛି। ତେଣୁ ଆପଣଙ୍କୁ ଆଉ ଅସୁବିଧା ନାହିଁ ସେଠି ଜୁସ୍ ଆଉ ଯୋଉ ଯାହେଲେ ସେ ସାଗର ପାଖକୁ ପଳେଇଲେ କେତେ ଜୁସ୍ ପିଉଛ ପିଅ ଅସୁବିଧା ନାହିଁ। ଯୋଉମାନେ ମଦିରା ପାନ କରାଯାଏ ସେ ମଦିରା ଇଏକୁ ପଳେଇବେ ସେଠି ପିଇବେ ଆଉ କଣ। ଏ ଯୋଉ ପୃଥିବୀ ଯୋଉ କ୍ରିଏସନ ସବୁ ହେଇଛି ତାକୁ ବିଭିନ୍ନ ସାଗର ଦ୍ଵାରା ସେପାରେଟ ହେଇକି ରହିଛି ତ ଆମର ଲବଣ ସାଗର ଦ୍ଵାରା ଆମେ ଅଛୁ ଏଠି ଏ କ୍ରିଏସନ ଏଇ ଆମର ପୃଥିବୀଟା ତ ଅନ୍ୟ ପ୍ଲାନେଟ ଅନ୍ୟ ପର୍ସନ ଯୋଉ ରହିଛି ଏଇ ଯୋଉ କ୍ରିଏସନ ସମୟରେ ଡିସ୍କସ ହବ ତ ସେଥିରେ ସବୁ ଅଛି ଶ୍ରୀମଦ୍ ଭାଗବତମରେ ତ ସେଇ ଯୋଉ ଘୃତ ଆଜ୍ଞା ସାଗର 7 ପ୍ରକାର ଏମିତି ଅଛନ୍ତି। ତ ଠିକ ଠିକ ମହୁ ସାଗର ଅଛି ମହୁ ସାଗର ଏଇ ଯୋଉ କ୍ଷୀର ସାଗର ଆମର କ୍ଷୀର ବିଷ୍ଣୁ ରହିଛନ୍ତି କ୍ଷୀର ସାଗର ଲବଣ ସାଗର ହେଇଗଲା ଏସବୁ ଜୁସ୍ ଜୁସ୍ ମାନେ ସୁଗାର କେନ୍ ଜୁସ୍ ଯୋଉ ଆମେ କହୁଛନ୍ତି ଗାନାକା ଜୁସ୍ ସାଗର ଅଛି ତ ଏଇ ସବୁ ସାଗର ପାଖକୁ ଗଲେ ଆମକୁ ଆଉ କିଛି ଅସୁବିଧା ନାହିଁ। ଆଲକୋହଲିକ ଜୁସ୍ ବି ଆଲକୋହଲ ବି ଅଛି ସେ ସବୁ ଅଛି ଆଉ
ଆଜ୍ଞା ତ जो माने देवदेवी पूजा करने चाहूंगी से हेवन प्लानेट जाइए जीवे पूजा करके मते पूजा करते कि इनडायरेक्टली करते जो अविधि पूर्वक आउ purified all sinful actions they take birth on this pious heavenly planet of Indra where they enjoy godly delights ते किछि लोक देवदी जो देवदी पूजा करिवे से देवलोक जीवे बोली सेठी बतेले आ जो माने निराकर पूजा करिवे ब्रह्मजित को जीवे तेणु यही भलिया विभिन्न पूजक माने जो विभिन्न रास्ता डेस्टिनेशन ते तम भुक्तिया स्वर्ग लोकम विशलम क्षीण पुण्य वर्त लोक विशंति एवं त्रयी धर्मम अनुप्रपन्ना गतागतम काम काम लभन्ते किंतु एमाने जो जीवे गले भी कौन हबो पुण्य कर्म करके गले कौनटा हबो देवदेव को जीवे लोक को गले जेते पुण्य कर्म शेष हो पुणी एठी क्षीण हो गले ते तम भुक्त्वा स्वर्ग लोकम रे किछि दिन भोग कला परे विशाल विशाल बहुत दिन रही क्षीणे पुण्य मर्त्य लोक मिशंती तर पुण्य जो क्षीण हो शेष हो सेतबेले से पुणी मर्त्य लोक को आसीबे तो एवं तो धर्मम अनुप्रपन्ना गतागतम काम काम लभन्ते तेणु दस दोज हु सीक सेंस एंजॉयमेंट बाय एडहरिंग टू द प्रिंसिपल्स ऑफ थ्री वेदर जोड़ा कि वेदर कौन कहछि ना त्रैगुण विषय वेदा ये वेदरे किछि किछि कर्मकांड विषय दिया जोटा को एमाने फॉलो करिकी देवदेवी मैक्सिमम देवदेवी लोक को जाई परिबे पुणी सेठी किछि वर्ष एंजॉय कला परे पुण्य शेष हेले पुणी मृत्यु लोक आसीबे ते ओनली रिपीटेड तापर पुणी जीवे इन रिपीटेड बार्थ एंड डेथ आसीबो 22 श्लोक रे कहले अनन्य चिंता किंतु जो माने देवदेवी पूजा न करी मते चिंता करती कौन अन्य भाव में करेंगे अनन्य चिंतित माम ये जन परिपाशते तेषा नित्याभियुक्ता नाम योगक्षेम बहाम्यम किंतु जी मत अनन्य भाव चिंता करिवे डिटेल हम डिस्कस करथिले ताले से कोन करिवो तार से तार जहाँ अभाव अच्छे मु पूरण करी जहाँ रही ताको सुरक्षा देवी तार किसी असुविधा ना 23 श्लोक कहले ये अपि अन्य देवता भक्ता जयन्ते श्रद्धान्विता ते अपि मामेव कौन्तेय जयंती अविधि पूर्वक किंतु अर्जुन अन्य देवता को जन भक्ति करती श्रद्धार सहित से मते ही पूजा करती किंतु इनडायरेक्टली करती तेणु एटा विधि पूर्वक नुहे जदि मोरी पार्ट एंड पार्सल से माने समस्ते एवं से माने मो दास किंतु मते पूजा न कले से रिजल्ट मो पाक आसीबो कहीं क्या से मो दास से कौन निजे एंजॉय करेंगे ना से मो पाक पठेबे किंतु एटा अविधि पूर्वक देवदेवी भी सब सर्वेंट तेणु से जहाँ यज्ञ होची विष्णु को पाक जीव एमाने किसी पार्ट पाउछ अल्टीमेटली विष्णु को देदे तापर विष्णु कहानी से मालिक ना तांको जानि आम मालिक सर्वेंट तेणु से अहम ही सर्वज्ञान भोक्ता च प्रभुरेव च तो न तु माम अभिजानन्ति तत्व तत्व न तवंती ते तत्व न अतः हरे कृष्ण प्रभु देवादेवी जने गोटे लेक्चर शुणुली देवादेवी पूजा करे माने सेमाने कहले एई टाइप रे सुन कहले जेहेतु देवादेवी तांको शरीर अंग प्रत्यंग ए टाइप गोटे टाइप रे हेपर एमती हेपर ना एटा नुहे हाँ शरीर अंग प्रत्यंग कि शरीर अंग प्रत्यंग देले कान रे खाया को देले से कोन पट को जीव कि नहीं तो किंतु एटा अविधि पर किंतु समान दियंती समान भी दियंती किंतु एनदर सेंस से कहउ जे जदी डायरेक्ट जाइतले देले जहा इनडायरेक्ट देले से नुहे माने अविधि प्रॉपर रास्ता नुहे मु गोटे एग्जांपल कहउतली ना जो से दिन कहउतली जो एग्जांपल हमर जने भक्त माने कहउतले कहले देखंतु ए अविधि पूर्वक एग्जांपल से दोतले हम डिस्कस करथिलु से कहले से सर कहउतले जे देखो मु पैसा देली 500 टका मोर सर्वेंट को तू जाकी मार्केटिंग करी आने से 500 टका मार्केटिंग करी आनला 450 टका मार्केटिंग करी आनला 50 टका फेरेलानी माने मु 2 दिन पर देखा तू 50 टका मते फेरेलुनी सर आपण टे पूजा रे बसले मु आपन को मैडम को 50 टका दे दी आसली ओहो ताले ठीक अच्छे मैडम पाई माने मु पाइछि बोली कहले तार अर्थ कोन एटा अविधि पूर्वक हेला 50 टका 500 टका सी देले सी देबे का मैडम को 50 टका देले मैडम बाई चांस न देले तेणु दबा कथा कहीं मैडम भी जब जानते ये मालिक से देदेवी किंतु से दौना रखी निजर किसी खर्च करदे जदि देवदेवी मान कौनटा हम से शुद्ध पूरा थोड़ी किसी निज पाठ रखीदे ना नाई किसी पर्सन रहीगला पूराटा दे पारानी असुविधा हो तेणु अहम ही सर्वज्ञा नाम भक्त च प्रभुरेव च न तु माम अभिजानन्ति तत्व न अतश्च्यवन्ति ते मु सब जिनस भक्ता सर्वज्ञ मुही भक्ता मास्टर ऑफ ऑल सैक्रिफाइसेस देयरफॉर दोज हु डोंट रिकॉग्नाइज माय नेचर फॉल डाउन से कि जानि पारन मो कोन ताले से कोन मो पाक आसपे थोड़ी तो जाई पारे तेणु जानती देखिए कोठी जीवे ताले नेक्स्ट श्लोक कहले जानती देव व्रतान देवान पितृ जानती पितृव्रता भूतानि जानती भूतेज जानती मर्यादिन अपि माम अपि
ସେମାନେ ସେମାନେ ଦେବକୁ ପୂଜା ଦେବତା ପୂଜା କଲେ ଦେବାଳୟକୁ ଯିବେ, ଦେବତା ଲୋକକୁ ଯିବେ, ପିତୃଲୋକକୁ ପୂଜା କଲେ ପିତୃଲୋକକୁ ଯିବେ, ଏବଂ ଭୂତ ମାନଙ୍କୁ ପୂଜା କଲେ ଭୂତ ଲୋକକୁ ଯିବେ, ଏବଂ ଯଦି ମତେ ପୂଜା କରିବେ ମୋ ପାଖକୁ ଆସିବେ। କିନ୍ତୁ ଡାଇରେକ୍ଟ ଇନଡାଇରେକ୍ଟଲି ପୂଜା କଲେ, ଯଦି ମତେ ପୂଜା କରିଥାନ୍ତେ ଡାଇରେକ୍ଟଲି ମୋ ପାଖକୁ ଆସିଥାନ୍ତେ, ଇଏ ବର୍ତ୍ତମାନ ଦେବଲୋକ ରହିଯିବ। ବହୁତ କମ ଲୋକ ଦେବତା ପୂଜା କରିକି ଭକ୍ତି କରିପାରନ୍ତି। ଆକ୍ଚୁଆଲି ଭକ୍ତି କରିବା ପାଇଁ ବହୁତ କମ ଲୋକ ଜାଣନ୍ତି। ତେଣୁ ଭଗବାନ ତାପରେ କହିଲେ ଛବିଶ ପତ୍ର ପୁଷ୍ପ ଫଳମ ଯମେ ଭକ୍ତି ଅପ୍ରୟଛତି ତଦମ ଭକ୍ତି ଅପ୍ରୟତମ ଅସ୍ନାମୀ ପରାତ୍ମନ। ଏଟା ସମସ୍ତେ ଜାଣିଛନ୍ତି, ଭକ୍ତିରେ ସହିତ ପୁତ୍ର ପୁଷ୍ପ ପତ୍ର ଦେଲେ ସବୁ ପାଇବେ। ଯଦି ଭକ୍ତି ପୁରା ନାହିଁ, ଏଟା ଶୁଦ୍ଧ ଭକ୍ତି ବିଷୟରେ କୁହାହେଲା। ନେକ୍ସଟ ଶ୍ଲୋକରେ 27 ଶ୍ଲୋକରେ କହିଲେ ପୁରା ଭକ୍ତି ଶୁଦ୍ଧ ହେଇନି, ସେ କଣ କରିବ? ଯତ୍ କରୋଷି ଯଦସ୍ନାସି ଯଦୋଷି ଦଦାତି ସ୍ୟାତ୍ ୟତ୍ ତପସ୍ସି କୌନ୍ତେୟ ତତ୍ପୁରୁଷ ମଦର୍ପଣମ୍। ଶୁଦ୍ଧ ଭକ୍ତି ହେଇନି, ତାହେଲେ କଣ କରିବ? ଯାହା କରୁଛ ମତେ ଅର୍ପଣ କର। ଯତ୍ କରୋଷି, ସେ କାମଟା ମତେ ଗ୍ରହଣ କର। ଯାହା ଗ୍ରହଣ କରୁଛ ମତେ ଲଗେଇକି ପାଅ। ଯତ୍ ଜୁହୋଷି, ଯୋଉଟା କି ଅଫର କରୁଛ। ଯତ୍ ଦଦାସି, ଯୋଉଟା ଦାନ ଦଉଛ। ୟତ୍ ତପସ୍ସି, ଯୋଉ ତପସ୍ୟା କରୁଛ ମୋ ପାଇଁ କର ସବୁ। ତେଣୁ ସେମାନେ ବହୁତ ଶୁଦ୍ଧ ଭକ୍ତି କରିନାହାନ୍ତି ଆମେ, ତାହେଲେ ସବୁ ଜିନିଷ ଆମେ ପ୍ରଥମେ ତାଙ୍କୁ ଲଗେଇ କରିବାକୁ ପଡିବ। ତାପରେ ଧୀରେ ଧୀରେ ପ୍ୟୁରିଫାଇ ହେଲେ ଆମେ ଶୁଦ୍ଧ ଭକ୍ତିକୁ ଯାଇପାରିବା। ସେତେବେଳେ ପତ୍ର ପୁଷ୍ପ ଫଳନ୍ତେ ଆସିବ। ତାପରେ 28 ଶ୍ଲୋକରେ କହିଲେ ଶୁଭାଶୁଭ ଫଳ ଏବଂ ମୋକ୍ଷସ୍ୟ କର୍ମ ବନ୍ଧନ ସନ୍ନ୍ୟାସ ଯୋଗ ଯୁକ୍ତାତ୍ମା ବିମୁକ୍ତ ମାମ ଉପଶ୍ୟସତି। ଇନ୍ ଦିସ୍ ୱେ ୟୁ ୱିଲ୍ ବି ଫ୍ରିଡ୍ ଫ୍ରମ୍ ବଣ୍ଡେଜ। ଯଦି ତୁମେ ସବୁ କିଛି ମତେ ଡାଇରେକ୍ଟଲି ଦେଇପାରୁନି, ତଥାପି ମତେ ଯୋଡିକି କର। ଶୁଦ୍ଧ ଭକ୍ତି କରିପାରୁନ, ତଥାପି ଷ୍ଟାର୍ଟ କର। ତାହେଲେ ଧୀରେ ଧୀରେ ତୁମେ କଣ ହବ ନା ଏଇ କର୍ମ ବନ୍ଧନରୁ ମୁକ୍ତି ହେଇପାରିବ। ଏବଂ ଏଇ ଯୋଉ କୋଉଟା ଭଲ କୋଉଟା ଖରାପ, ଏଇ ସବୁ ରେଜଲ୍ଟରୁ ତୁମ ଉପରକୁ ଆସିପାରିବ। ୱିଥ୍ ୟୋର ମାଇଣ୍ଡ ଫିକ୍ସଡ ଅନ୍ ମି in this principle of renunciation, you will be liberated come to me। ତେଣୁ ତୁମେ ମୋ ପାଖରେ ମାଇଣ୍ଡକୁ ଫିକ୍ସ କରିକି ଯଦି ସବୁ କିଛି ଜିନିଷ କର, ଚେଷ୍ଟା କର, ତାହେଲେ ତୁମେ ମୋ ପାଖକୁ ଆସିପାରିବ। ସମମ୍ 29 କଲେ ସମମ୍ ସର୍ବଭୂତେଷୁ ନ ମେ ଦୁଃଖସ୍ତି ନ ମେ ପ୍ରିୟ ଇଏ ଭଜନ୍ତେ ମାମ ଭକ୍ତ୍ୟା ମୋହିତ ଚାପ୍ୟହମ୍। ମୁଁ ସବୁ ପ୍ରାଣୀ ମାନଙ୍କ ସମାନ। ନ ମେ ଦୋଷ, ମୋ କାହା ପ୍ରତି ଦୋଷ ଭାବ ନାହିଁ, ବା ମୁଁ କାହା ପ୍ରତି କିଏ ମୋର ପ୍ରିୟ ଅଲଗା ନୁହେଁ, ସମସ୍ତଙ୍କ ସମାନ। କିନ୍ତୁ ଯିଏ ଭଜନ୍ତେ ମାମ ଭକ୍ତ୍ୟା, ମତେ ଯେ ଭକ୍ତି ସହିତ ଭଜନ କରେ, ମୁଁ ତା ଭିତରେ ଅଛି, ସେ ମୋ ଭିତରେ ଅଛି, ମୁଁ ତାକୁ ଗୋଟେ ସ୍ପେଶାଲ ମୁଁ ଟିକେ ଶୁଣିକି ଦେଖେ, ମାନେ ସ୍ପେଶାଲ ମର୍ସି ଦିଏ। 30 ଶ୍ଲୋକରେ କହିଲେ ସାଧୁର ଡେଫିନେସନ କହିଲେ ଅପିଚେ ସୁଦୁରାଚାର ଭଜିତ ମାମନ ଭାଗ ସାଧୁରେ ସମାନ ତେବେ ସମ୍ଭବ ଭବିଷ୍ୟତ। ଯିଏ ସାଧୁ କିଏ? ଯିଏ ମୋ ସହିତ କଣ୍ଟିନ୍ୟୁସଲି ଯୋଡିକି ଅଛି। ଯଦି ବି ସେ କିଛି ବାଇଚାନ୍ସ କିଛି ଗୋଟେ ଗଲତ କାମ କରିଦେଇଛି, ସେ ବି ସାଧୁ ବୋଲି ମୁଁ କହୁଛି, କିନ୍ତୁ ସାଧୁ ଭାବିବନି ଯେ ମୁଁ ଠିକ କାମ କରିଛି ବୋଲି। ତେଣୁ ସେଠି ସାଧୁକୁ ସାଧୁ ଭାବି ମୁଁ ଗଲତ କରିଦେଇଛି, ଏବଂ ତା ପାଇଁ ମୁଁ ଚେଷ୍ଟା କରିବି ରେକ୍ଟିଫାଏ କରିବା ପାଇଁ। କିନ୍ତୁ ଭଗବାନ କହୁଛନ୍ତି, ଅନ୍ୟ ଲୋକଙ୍କୁ କହୁଛି ତମେ ତାଙ୍କୁ କିନ୍ତୁ ଅସାଧୁ କହିବନି। କାହିଁକି ନା ମୁଁ ସେ ମୋ ସହିତ କଣ୍ଟିନ୍ୟୁସଲି ଟ୍ରାଏ କରୁଛି ଯୋଡିକି ରହିବା ପାଇଁ। ତେଣୁ ଦିନେ ନା ଦିନେ ତାର ପ୍ରୋବ୍ଲେମଟା ଯୋଉ ଆସୁଛି ମାୟା ସହିତ ଫାଇଟ କଲା ବେଳେ, ସେ ଯଦି ଫଲ ଡାଉନ ହେଇଯାଉଛି, ସେ ଦିନେ ସୁଧାରି ଯିବ। ତେଣୁ ତାକୁ ଡୋଣ୍ଟ ତା ପାଇଁ ତୁମେ ତୁମର କିଛି କର୍ତ୍ତବ୍ୟ ନାହିଁ, ତୁମେ ତାକୁ ଅସାଧୁ ବୋଲି କହିପାରିବନି। କିନ୍ତୁ ସିଏ ବି ଭାବିବନି ସାଧୁ ଭାବିଲେ ମୁଁ ବାର ବାର ଏମିତି ମିଷ୍ଟେକ୍ କରିବି ଆଉ ମୁଁ ହଉଛି ସାଧୁ, ସେମିତି ହେଇପାରିବନି। ତେଣୁ ଏଇଟା କହିଲେ 31 କହିଲେ କାହିଁକି ନା ଯଦି ସିଏ ମୋ ସହିତ ଯୋଡିକି ଅଛି ଯଦି, ତେଣୁ ସିଏ କଣ କରିବ ନା କ୍ଷିପ୍ରମ ଭବତି ଧର୍ମାତ୍ମା ଶାଶ୍ୱତ ଶାନ୍ତି ନିଗଚ୍ଛତି କୌନ୍ତେୟ ପ୍ରତିଜାନି ନମେ ଭକ୍ତ ପ୍ରଣଶତି। କ୍ଷିପ୍ରମ ଭବତି ଧର୍ମାତ୍ମା, ସେ ଯୋଉ ଧର୍ମାତ୍ମା ସେ ବହୁତ ଜଲ୍ଦି ମୋ ପାଖକୁ ଆସିପାରିବ ଏବଂ ଶାଶ୍ୱତ ଶାନ୍ତି ନିଗଚ୍ଛତି, ଶାଶ୍ୱତ ଶାନ୍ତି ପ୍ରାପ୍ତ ହେଇପାରିବ। କାହିଁକି ନା କୌନ୍ତେୟ ପ୍ରତିଜାନି ନମେ ଭକ୍ତ, ତୁମେ ଡିକ୍ଲେୟାର କର ଯେ ସେ ମୋ ସହିତ କଣ୍ଟିନ୍ୟୁଅସଲି ଯୋଡିକି ଅଛି ନା, ମୋ ପାଖକୁ ସେ ଆସିବ ଦିନେ ନା ଦିନେ। ଚେଷ୍ଟା ତ କରିଛି ନା ଯୋଡିକି ରହିବା ପାଇଁ, ଆସିବ। ତେଣୁ ତାର ବର୍ତ୍ତମାନ ଯଦି ବି ସେ ଥରେ ଫଲ ଡାଉନ ହେଇଯାଇଛି, ତମେ ଡିକ୍ଲେୟାର କର ଯେ ନାଇଁ ସେଟା ଆକ୍ଚୁଆଲି ଫଲ ଡାଉନ ନୁହେଁ। ହେ କୁନ୍ତି ପୁତ୍ର ପ୍ରତିଜାନି, ତୁମେ ପ୍ରତିଜ୍ଞା ମାନେ ତୁମେ ଡିକ୍ଲେୟାର କରିଦିଅ ପ୍ରତିଜାନି। କଣ କର ଯେ ମୋର ଭକ୍ତର କେବେ ପତନ ହୁଏ ନାହିଁ। କାହିଁକି ନା ତୁମେ ଡିକ୍ଲେୟାର କଲେ ମୁଁ ତୁମ କଥାଟା ରଖିବି, ଆଉ ମୁଁ ବେଳେ ଡିକ୍ଲେୟାର କଲେ ମୋ ଭକ୍ତ ପାଇଁ ସେ କଥାଟା ଭାଙ୍ଗିଦିଏ। ତ ସେଇ ପାଇଁ ତୁମେ ହିଁ ଡିକ୍ଲେୟାର କରିଦିଅ। ତୁମେ ଯୋଉଟା କହିବ ସେ କଥାଟା ମୁଁ ଭାଙ୍ଗି ମାନେ ରହିବନି, ସେ ମୁଁ ତ ପ୍ରୋଟେକ୍ସନ ଦେବି। ସେଇ ପାଇଁ ତୁମେ ଡିକ୍ଲେୟାର କର, ମୁଁ ଡିକ୍ଲେୟାର କରିବିନି। ଆଉ ବେଳେ ଲୋକ ଡାଉଟ ବି କରିବେ, ମୁଁ ଡିକ୍ଲେୟାର କରିଦେବି ପୁଣି ବେଳେ ଭାଙ୍ଗିଦିଏ। କିନ୍ତୁ ଭକ୍ତର ଯଦି ୱାର୍ଡ ଡିକ୍ଲେୟାର କରେ, ତାକୁ ମୁଁ କେବେ ଭାଙ୍ଗେନି। ତ ସେଇ ପାଇଁ ଏଠି ସେ କହିଲେ ତୁମେ କୁହ। ତାପରେ 32 କହିଲେ ମାମ ହିଁ ପାର୍ଥ ବିପାସିତ ଇଏ ପି ସୁଏ ପାପ ଜନୟ ସ୍ତ୍ରୀ ବୈଶ୍ୟ ତଥା ଶୂଦ୍ର તે ବି ଜାନ୍ତି ପରାମ ଗତିମ। ତେଣୁ ଭାଇ ଦେଖ ପାର୍ଥ, ଯୋଉ ମୋ ପାଖରେ ଯିଏ ଶରଣ ନେଇଛି ନା, ସେ ଯେତେ ପାପଜନୀ ବାଲା ହେଇଥିଲେ ବି ସେ ମୋ ପାଖକୁ ଆସିଯିବ, କିଛି ଅସୁବିଧା ନାହିଁ। କେମିତି ଇଭେନ୍ ସ୍ତ୍ରୀ ପୈଶ୍ୟ ଶୂଦ୍ର ଯଦି କହିବି ମାନେ ନିଜ ଜନ୍ମରେ ବି ଜନ୍ମ ହେଇଥାଏ, ସେମାନେ ଲୋୟର କାଷ୍ଟ ବି ହେଇଥାଇପାରେ, ନ ପ୍ରୋବ୍ଲେମ। କିନ୍ତୁ ସେ ମୋ ପାଖକୁ ପରମ ଗତିକୁ ଆସିପାରିବ। ସେ କାହିଁକି ନା ମୋ ସହିତ ଯୋଡିକି ରହିଛି ନା, ଯିଏ ମୋର ସେଲ୍ଟର ନେଇଛି, ମୁଁ ଯୋଡିକି ଅଛି ମାନେ ମୋ ପାଖକୁ ଆସିବ, ଯଦି ଡାଉଟ ନାହିଁ। କିନ୍ତୁ ଯଦି ଏଇଭଳିଆ ନିଚର ଲୋୟର କ୍ଲାସେସ୍ ପିପୁଲ ଯଦି ଆସିପାରିଲେ, ତାହେଲେ ଯୋଉମାନେ ହାୟର କ୍ଲାସେସ୍ ଲାଇକ୍ ବ୍ରାହ୍ମଣ, ବା ବ୍ରାହ୍ମଣ ଯେ ବ୍ରାହ୍ମଣ ଜାଣନ୍ତି ବ୍ରାହ୍ମଣ,
तो ब्राह्मण बा पुण्यवान व्यक्ति से कौन करेंगे, ये शूद्र फूद्र जदि आसीगले तापर किम पुनर्ब्राह्मण किम पुनर्ब्राह्मण पुण्य भक्त राजस्वया तथा अनित्यम अशुकम लोकम माम प्राप्य भजस्व माम। ताहले से कौन करे, जो माने मो पाई ब्राह्मण बा पुण्यवान व्यक्ति बा भक्त राजर्षि इत्यादि जो माने मो पाई कंटिन्यूसली जोड़ी रहउछंदी से माने कौन करे, अनित्यम अशुकम लोकम, ये अनित्य लोक अशुकम सुख नाही एटा को छाड़ी की से आसी मो पाको आसीबे इमम प्राप्य भजस्व माम। तेणु से मो पाखु आसीबे मो भक्ति रे भजस्व माने भक्ति रे लागी की रहिचंती हेतु से मो पाखु आसीबे कि डाउट नाही। तापर कहले मन लास्ट जो कॉन्फिडेंशियल श्लोक होची मनमना भव मद भक्त मत्याजी माम नमस्कुरु माम अवशेषी युक्त एवं आत्मन मत परायण एंगेज योर माइंड ऑलवेज इन थिंकिंग ऑफ मी बिकम माय डिवोटी ऑफर माय अवशेष टू मी। जोटा कहले मन मना भव मद भक्त इंटरनल दीटा एक्सटर्नल पुनी दीटा मत्याजी माम नमस्कुरु। तो जहाँ फल कि यू विल कम टू मी, एटा होची मोस्ट कॉन्फिडेंट नॉलेज। तो आम तीनटा अध्याय चेष्टा कले गुरुदेव कृपारू 8टा टाइम आपटा 8टा कहते 8:12 हो गला। तो यदि किसी डाउट अच्छी तो डिस्कस करा जाए पारे। हरि बोल। सुतापा प्रभु। हाँ हाँ लीलाणी शिला माता जी कौन को हरे कृष्ण शिला हाँ श्रीलक्ष्मी माता जी हाँ लीला रानी श्रीलक्ष्मी देवी दासी माता जी हरे कृष्ण। किसी क्वेश्चन कौन हाथ टेकिଥିଲେ? हाँ प्रभु बाहर आज्ञा ऑडियो टी कट कट जाउछ। हाँ हरे कृष्ण हाँ हाँ प्रभु कौन मोर टिके बाहर को आसीथिला बाहर माने जो माने भगवत गीता और भागवत को मानु ना तो तांको आमे कोन मानु नाहांती ମାନୁନାହାନ୍ତି ତ ମାନୁନାହାନ୍ତି ସେମାନେ ଭକ୍ତ ନୁହନ୍ତି ଆଉ କଣ ଭକ୍ତ ହେବେ ଦିନେ भगवान ହେଇପାରେ। ଅଛନ୍ତି ବୋଲି କି ହଁ ଭଗବାନ ଅଛନ୍ତି ବୋଲି ମାନୁନାହାନ୍ତି, ନ ମାନିଲେ କଣ କରାଯିବ। ରାବଣ ଏମାନେ ସବୁ ମାନୁନଥିଲେ ନା। ନା କଣ କୋଶ୍ଚିନ୍ ଟା ବୁଝେନି ତାଙ୍କୁ କଣ ଆମେ କହିବା ମାନେ ଆମେ ତ କିଛି କହିବାନି, ସିଏ ତାଙ୍କର ସେ ଯାହା କରୁଛନ୍ତି କରନ୍ତୁ ମାନେ ଆମେ କଣ। ଜୀବନରେ ଅଛନ୍ତି ନା ତ ଆମେ ହଁ ଜାଣୁଛନ୍ତି ଆଉ ଭଗବାନ କିଏ ଜଣେ ଅଛନ୍ତି ତ ଯୋଉମାନେ ଜୀବନରେ ନାହାନ୍ତି ତ ସେମାନେ ତାଙ୍କୁ ପ୍ରୁଭ କରିବା ପାଇଁ ହେଲେ ଭଗବାନ ମଣିଷ ନୁହେଁ ଭଗବାନ ଭଗବାନ କୃଷ୍ଣ ତ ସେଇଟା ପ୍ରୁଭ କରିବା ପାଇଁ ହେଲେ ଯେତେବେଳେ ଭଗବତ ଗୀତା ଭାଗବତମର ତାଙ୍କୁ ଆମେ ମୁଁ ତାଙ୍କୁ ଯେତେବେଳେ ଉଦାହରଣ ଦେଲି କହିଲେ ସେଇଟା କୋଉ ବହି ଆମେ ତ ପଢୁନୁ ଆମେ ତ ସେଇଟା ଜାଣିନୁ। ତ ମୁଁ ତାଙ୍କୁ କହିଲି ତମେ ଯେତେବେଳେ ଜାଣୁଛ ଯେ ଖ୍ରୀଷ୍ଟିଆନ ମାନେ ବାଇବେଲ ପଢୁଛନ୍ତି ମୁସଲମାନ ମାନେ କୁରାନ ପଢୁଛନ୍ତି ତ ହିନ୍ଦୁ ମାନଙ୍କର ଧର୍ମର ବହି କଣ କହିଲେ ହିନ୍ଦୁର ତ ସେମିତି କିଛି ବହି କଣ। ମୁଁ ତାଙ୍କୁ କହିଲି ଭଗବତ ଗୀତା କହିଲେ ଭଗବତ ଗୀତା ବହି ତମେ ସେଇଟା ମାନୁଛ କି ଭଗବତ ଗୀତା କିନ୍ତୁ ଆମେ ତ ମାନୁନୁ ସେ ବହିଟା ଭଗବାନ କହିଛନ୍ତି ମୁଁ କହିବି ଆମ ଗୁରୁଦେବ ଯୋଉ ବହିଟା କହିଛନ୍ତି ସେଇ ବହିଟା ଆମର ତୁମେ କହିବ ମୁଁ କହିଲି ସେଟା ସେମିତି ଥୋଡି ହବ ଏଟା ତ ଦୁନିଆ ସାରା ଲୋକ ସମସ୍ତେ ଜାଣିଛନ୍ତି ହିନ୍ଦୁ ଧର୍ମର ବହି ହେଲା ଭଗବତ ଗୀତା ସେଟା ସେମାନେ ମାନିବା ପାଇଁ ଏକ୍ସେପ୍ଟ କରୁନାହାନ୍ତି ତ ତାଙ୍କୁ ଆମେ କଣ କହିପାରିବା। ଦି ପ୍ରକାର ଆପ୍ରୋଚ ଅଛି। ଗୋଟେ ଆପ୍ରୋଚ ହଉଛି ପ୍ରଥମ ଚେଷ୍ଟା କରିବାକୁ ଜାଣିବା ପାଇଁ କୁହାଯିବ ଯେ ଆମେ ଆମର ବାପା କିଏ କିଏ କହିବେ, ମା ଆମର ବାପା କହିପାରିବେ କିଏ ଆମେ ଜାଣିପାରିବା କି? ମା କହିବେ। ମା ନାଇଁ ହଁ ତ ମା କହିବେ। ତ ସେମିତି ଭଗବାନ କିଏ ତାଙ୍କର ମୁଖ ନିଃସୃତ ବାଣୀ ଅଛି, ଭଗବାନ ନିଜେ କହିଛନ୍ତି। ତେଣୁ ସେ ଶାସ୍ତ୍ର ଦିଆ ହେଇଛି, ଶାସ୍ତ୍ର ହଉଛନ୍ତି ମା, ସିଏ କହିବେ ସେଇ ଆମେ ମାନିବୁନୁ। ଶାସ୍ତ୍ରଟା ନାହାନ୍ତି ନା ସେଇ ଶାସ୍ତ୍ର ହଁ କଥା କହିଲେ ତ କି ହଁ ତମେ କହିବ ଏଇ ପ୍ରମାଣ ଅଛି ଆମ ପାଖରେ ଯୋଉ ବହି ଅଛି ସେଟା ତ ପ୍ରମାଣ ଅଲଗା ଅଛି। ସେ କହିଲେ କି କୃଷ୍ଣ କଲର କଣ ମୁଁ କହିଲି କୃଷ୍ଣ କଳା ସେ କହିଲେ ନା ଆମ ଗୁରୁଦେବ କହିଛନ୍ତି ଦୁବ ଗଛ ଉପରେ ଗରମ ପାଣି ପକେଇ ଦେଇକି ତାକୁ ଢାଙ୍କି ଦେଲେ ଯୋଉ କଲର କୃଷ୍ଣ ସେଇ କଲର ମାନେ ମୁଁ ମାନେ ଏଇଟା ସବୁ ବହୁତ ପ୍ରଭୁଜି ବାହାରିବେ ଏଇ ସବୁ ଯୁକ୍ତିର ପ୍ରଶ୍ନର ଉତ୍ତର ନାହିଁ ସମୟ କେବଳ ଯିବ ଅଯଥା ହଁ ବରଂ ହଁ ସାଇଲେଣ୍ଟ ରହିବାଟା ବେକାର। ନାଇଁ ଏଇ ସବୁ କୁତର୍କୀଙ୍କ ତର୍କ ଖଣ୍ଡନ କରାଯାଇପାରେ ନା କେବେ ବି ଯୋଉମାନେ କୁତର୍କ କରନ୍ତି ତାଙ୍କୁ ବିଲକୁଲ ପାରି ହବନି ତେଣୁ ତାଙ୍କଠାରୁ ଦୂରେଇ ରହିବା କଥା।
ବାସ୍ ବାସ୍ ଏଇ ସବୁ ପ୍ରଶ୍ନ ନୁହେଁ ନା, ଇଏ ହଁ ପ୍ରଶ୍ନର ଉତ୍ତର ଦେଇ ହବ ନା ସମାଧାନ କରିବ, ଏଇଭଳିଆ ଆଜ୍ଞା ବହୁତ ଆସିବେ। ଆପଣ ଯେତେ ଧୀରେ ଧୀରେ ଭକ୍ତିରେ ମ୍ୟାଚୁର୍ଡ ହେବେ ଧୀରେ ଧୀରେ ମୁଁ ଜାଣିବା ପ୍ରଭୁ ଇଏ ବହୁତ ଆସିବେ, ଏମାନଙ୍କର କୌଣସି ଉତ୍ତର ପାରି ହବନି। ସେ ତ ଟୋଟାଲ ନା ହଁ ପ୍ରଭୁ ଯେ ଆପଣ ମାନେ ମୁଁ ଶୁଣିଛି ଗୋଟେ ଲେକ୍ଚର ଜଣେ ମନ୍ତ୍ରୀ ଯଦି କହିବ ମୁଁ ବୁଝିବିନି, ରାଜା କେବେ ବି ତ ବୁଝେଇ ପାରିବେନି ଆଜ୍ଞା। ଆପଣ କୃଷ୍ଣଙ୍କୁ କଳା କୁହନ୍ତୁ, ଧଳା କୁହନ୍ତୁ, ଶ୍ୟାମ କୁହନ୍ତୁ। feel କଲି ପ୍ରଭୁ, ମୁଁ କାଲି ଠିକ ସେଇଆ ଫିଲ୍ କଲି। ମୁଁ ତାଙ୍କୁ କହିଲି ତମେ ଯେତେବେଳେ ହଁ ମରି ଯାଉଛ ତମକୁ ନେଇକି ଯାଉଛନ୍ତି ହରି ନାମ ସତ୍ୟ ରାମ ନାମ ସତ୍ୟ, ତାହେଲେ ତମେ କହିବ ରାମ ବି ସତ୍ୟ ନାହିଁ ହରି ବି ସତ୍ୟ ନାହିଁ। ମୁଁ ତାଙ୍କୁ ଏଇଟା ବି ବତେଇଛି। ତାହେଲେ ତୁମେ ଯଦି କହୁଛ ରାମ ନାହାନ୍ତି କି କୃଷ୍ଣ ନାହାନ୍ତି, ତାହେଲେ ତୁମେ ମଲା ବେଳେ ତ ସେଇଟା ଶୁଣୁଛ, ମଲା ବେଳେ ଭାଗବତ ଗୀତା କାହିଁ ଗୋଟେ ପ୍ରକାର ଭାଗବତ କାହିଁକି ଗୋଟେ ତାଙ୍କୁ ଗୋଟେ କିଛି କରିବା ପ୍ରକାର ଦରକାର ନାହିଁ, ତାଙ୍କୁ ପ୍ରସାଦ ଦିଅନ୍ତୁ। ଯଦି ସେ ଖାଲି ହଁ କିଛି ନାହିଁ ପ୍ରସାଦ ତାଙ୍କ ପାଇବେ, ପାଇଁ କିଛି କରିହବନି। ଆମର ପ୍ରସାଦ ବହୁତ ଦିଅନ୍ତୁ, ପୁରାତନ ଭଗବାନଙ୍କୁ ଗୀତ ବି ପ୍ରାର୍ଥନା ଅଛି, କରନ୍ତୁ। କଳା କୃଷ୍ଣ କମଳ ଆଖି ଡାକିଲେ ନ ଶୁଣ କାହିଁକି, କାହିଁ ପାଇଁକି କଳା କୃଷ୍ଣ ବୋଲି କେତେ ମାନେ ବର୍ଷ ବର୍ଷ ତଳେ ଯିଏକି ନିମାଇଁ ଚରଣ ହରିଚନ୍ଦନ ଗାଇଥିଲେ, ଆମେ ଯେତେବେଳେ ଏକଦମ ଜନ୍ମ ବି ହେଇନଥିଲୁ। ତେଣୁକରି କୁତର୍କିଙ୍କ ତର୍କ କାଟି ହବନି, ସେମାନେ ଜାଣିକି ବି ମାନନ୍ତି ନାହିଁ, ମାନେ ଯିଏ ଚେଇଁ ଶୋଇଥିବ ତାକୁ କେହି ଉଠେଇ କହିଲେ ପାରିବେନି। ପ୍ରସାଦ ଦେଇଦିଅ ସାଇଲେଣ୍ଟଲି ପଳେଇ ଆସୁ, ଯେମିତି ପରମ ପୂଜ୍ୟ ହଳଦୀ ହଁ ମହାରାଜ କୁହନ୍ତି ପ୍ରୋହିବିସନ୍ସ କିପ୍ ଡିଷ୍ଟାନ୍ସ, ଏମାନଙ୍କ ଦ୍ୱାରା କେବଳ ଗୋଟିଏ ସମ୍ମାନ ଦେଇକି ଡିଷ୍ଟାନ୍ସ ମେଣ୍ଟେନ କର, ଆଉ କିଛି ହଁ ନାହିଁ। ମୁଁ ବି ଏଇ କଥା ପ୍ରଭୁଜୀ ଦିନେ ମହାରାଜ ପଚାରିଥିଲି, ପରମ ପୂଜ୍ୟ ହଳଦୀ ମହାରାଜ, ପରମ ପୂଜ୍ୟ ହଳଦୀ ମହାରାଜ କହିଲେ ବାବା କିଛି ନାହିଁ, ପାରୁଛ ପ୍ରସାଦ ଟିକେ ଦେ, ଆପଣ ଯୋଉଟା କହିଲେ ପେ ଓବିସେନ୍ସ କିପ୍ ଡିଷ୍ଟାନ୍ସ, ଏମାନଙ୍କୁ ହରେ କୃଷ୍ଣ କହିଦିଅ, ଦୂରକୁ ପଳେଇ ଆସ, ବହୁତ ଦୂରକୁ ପଳେଇ ଆସ, ଏମାନଙ୍କ ସାଙ୍ଗରେ ରହିଲେ ତମର ବି ବହୁତ ଡିପ୍ରେସନ ହବ, ତମେ ବି ଦିନ ଆସ ମାଳ ହଁ ଛାଡିଦବ, ତମେ ବି ସେ କୃଷ୍ଣ କଲର ଖୋଜୁଥିବ ଗଲା। ହଁ ପ୍ରଭୁ ମୋର ଗୋଟେ ଟିକେ ଛୋଟ ଡାଉଟ ଥିଲା, ଏଇ ଯୋଉ ଆପଣ କହିଲେ ଲାଷ୍ଟ ମନ୍ମନା ଭବ ମଧୁଭକ୍ତ ମଜ୍ଜାଜି ମାମ ନମସ୍କୁରୁ, ଏଇଠି ମାନେ ପ୍ରଭୁ ଜଣେ ମାନେ ଆମର ଜଣେ ପ୍ରଭୁ ଯୋଉ ଜଣେ ମୁଁ ଶୁଣିଥିଲି ମନ୍ଦିର କ୍ଲାସ ରେ ଭୁବନେଶ୍ୱର ମନ୍ଦିରରେ, ଯେ ସେ କହୁଛନ୍ତି ପ୍ରଥମେ ଭଗବାନଙ୍କୁ ଭାବିବ, ଯଦି ଏଇଟା ଠିକ କି ଭାବିଲା, ଯଦି ଆପଣଙ୍କର ଭାବନା ଭିତରେ ନାହାନ୍ତି ଭଗବାନ କହୁଛନ୍ତି ତାହେଲେ ମୋର ଭକ୍ତ ହେଇଯାଅ, ଯଦି ଭଗବାନଙ୍କର ଆପଣ ଭକ୍ତ ହେଇପାରୁନାହାନ୍ତି ତାହେଲେ ମତେ ପୂଜା କର, ଯଦି ଆପଣ ପୂଜା କରିପାରୁନ ତାହେଲେ ନମସ୍କାର କର, ଏଇଟା କେତେ ଦୂର ଠିକ ଆଉ କଣ ହେଇପାରିବ ଆପଣ ଟିକେ ବୁଝେଇ ଦିଅନ୍ତୁ ପ୍ରଭୁ, ଆପଣଙ୍କର ଭଏସ ଟା ଆସୁନି। ହଁ ନାଇଁ, ମୁଁ ତ ସେ ବ୍ୟାଖ୍ୟା ଶୁଣି ନାହିଁ, କିନ୍ତୁ ମୋର କହିବା କଥା ଏଇ ଚାରିଟା ଜିନିଷ ହିଁ କଲେ ଜଣେ ଭଗବାନ ପାଖକୁ ଆସିପାରିବ ବୋଲି କହିଲେ। ତେଣୁ ହଁ ତା ଅର୍ଥ ନୁହେଁ ଯେ ଭଗବାନ କହିନାହାନ୍ତି ଯେ ଗୋଟେ ଜିନିଷ ଖାଲି କର, କିନ୍ତୁ ଭକ୍ତି କଲେ ତ ସବୁ ଆସିପାରିବ, କିଛି ଅସୁବିଧା ନାହିଁ। କିନ୍ତୁ ଭକ୍ତିରେ ଏଗୁଡ଼ା ପାର୍ଟ ବି ଅଛି। ଯଦି ଜଣେ ଭକ୍ତ ହବ ସେ ତ ପୂଜା କରିବ, ନମସ୍କାର କରିବ, ନାଇଁ କି ମନରେ ବି ଚିନ୍ତା କରିବ, ତା ସହିତ ଇନ ଦ୍ୟାଟ୍ ସେନ୍ସ କଲେ ଭକ୍ତି କଲେ ସବୁ ତ ଅଛି, ତା ଭିତରେ ହେଇଯିବ। ହୁଁ। ମାନେ ଏମିତି ବି ତେଣୁ ଆଚ୍ଛା ଆଚ୍ଛା ଏଠି ପ୍ରଭୁପାଦ ଯାହା ଦଉଛନ୍ତି ଆମେ ସେଇଟା ଦେଖିବା, ହୁଏତ ଅନ୍ୟ କୋଉ ହୁଁ, ଟୀକାକାରଙ୍କର ଥାଇପାରେ ଯୋଉଟା ସେ ପ୍ରଭୁ ହୁଁ, କହୁଛନ୍ତି, ମୁଁ ତାକୁ ଡିନାଇ କରିପାରିବିନି, କାହିଁକିନା ଟୀକାକାର ଆଜ୍ଞା। ମାନେ ଦେଇଥିବେ, ମାନେ ଆମେ ଟୀକାକାର ପଢିନାହାନ୍ତି ସେଟା, ତ ଆମେ କେମିତି ତାକୁ ଡିନାଇ କରିବା, ତାପରେ ମୁଁ ବି କରିପାରିବାନି। ଟୋଟାଲି ପ୍ରଭୁ, ଆଜ୍ଞା ମୁଁ ବି ଆପଣ ମୁଁ ତାଙ୍କ ମୋର ପ୍ରଭୁଜୀ ମୁଁ ବୁଝିପାରିଲି, କହିଲେ ଦେଖନ୍ତୁ ସାଧାରଣ ଲୋକମାନେ ଏଠି ବସିଛନ୍ତି, ମୋ କହିବାର ଉଦ୍ଦେଶ୍ୟ ଥିଲା ଯେ ସାଧାରଣ ଲୋକମାନେ ଭାବି ପାରିବେନି, କାରଣ ଭଗବାନ ତାଙ୍କ ଭାବନାରେ ବହୁତ କିଛି ସଂସାରର କାର୍ଯ୍ୟକଳାପ ରହିଛି ତାଙ୍କ ଚିନ୍ତା ଚେତନାରେ, ଆଉ ସିଏ ଭାବି ପାରିବେନି, ଯେହେତୁ ଭଗବାନଙ୍କର ଯଦି ଜଣେ ଭଗବାନଙ୍କୁ ଚିନ୍ତା କରିବେନି ଭାବି, ତ ସେ ଭଗବାନଙ୍କୁ କେମିତି ଭକ୍ତ ହବ, ତ ସେ ଭଗବାନ ଭକ୍ତ, ତେଣୁ ଭଗବାନ କହୁଛି ଠିକ ଅଛି ମୋ କଥା ନବା, ମୋର ଖାଲି ଭକ୍ତ ହେଇଯାଅ, ମୋ ନାମ କର, ଆଉ ଯଦି ସେ ଭକ୍ତ ହେଇପାରୁନି ଭଗବାନ ଠିକ କହୁଛନ୍ତି ଯେ ଠିକ ଅଛି ମୋର ତମେ ପୂଜା କର, ବା ଲାଷ୍ଟ କହୁଛି ତୁ କିଛି ନ କର ମତେ ଖାଲି ପ୍ରଣାମ ଜଣେଇ ଦିଅ, ଏଇ କ୍ଷେତ୍ରରେ ମୁଁ କହିଲି ସେଇଟା ହିଁ ହଁ କହୁଥିଲି। ଠିକ ଅଛି, କିଛି ଅସୁବିଧା ନାହିଁ। ମାନେ ଯେକୌଣସି ପୋଜିସନ ଜଣେ ଷ୍ଟାର୍ଟ କରିପାରିବ ଭଗବାନଙ୍କର ସେବା। ତ ଜଣେ ଉପର ଲେଭେଲକୁ ପହଞ୍ଚି ପାରିନି, ଯେତେବେଳେ ସେ ତଳ ଲେଭେଲ ଷ୍ଟାର୍ଟ କରି ଯିବ, କିଛି ଅସୁବିଧା ନାହିଁ। ଏଠି ଦିଟା ଜିନିଷ କୁହାଉଛି, ଗୋଟେ ହଉଛି ଯୋଉ ଇଣ୍ଟରନାଲ ମନ୍ମନା, ଆଉ ଭବମଯୁକ୍ତ ହଉଛି ଏଟା ଭିତରେ ରହିବ, ମଜ୍ଜାଜି ଆଜ୍ଞା ମାମ ନମସ୍କାର ଏଟା ବାହାରେ ଏକ୍ସଟର୍ନାଲ। ତେଣୁ ଦିଟା ଜିନିଷ ଏକ୍ସଟର୍ନାଲ, ଦିଟା ଇଣ୍ଟରନାଲ। ତେଣୁ ଏଇ ଜିନିଷକୁ ପ୍ରଭୁପାଦ ଡେସ୍କ୍ରାଇବ କରିଛନ୍ତି, ଟୁ ଇଣ୍ଟରନାଲ ଟୁ ଏକ୍ସଟର୍ନାଲ ବୋଲି। ଆଉ ତେଣୁ ଠିକ ଆମର ଆଉ ଗୋଟେ ହଉଛି କଣ ନା, କାୟ ମନ ବାକ୍ୟ ଦ୍ଵାରା ଆମେ ଭଗବାନଙ୍କୁ ସେବା କରିବା ଦରକାର। ତେଣୁ ସେଇ ପାଇଁ ଜଣେ ଯଦି ଚିନ୍ତା ମନରେ ଚିନ୍ତା କଲା, ଶରୀର ଦ୍ଵାରା କାୟ ଦ୍ଵାରା ପ୍ରଣାମ କଲା, है ना, ମତ ୟାଜି ପୂଜା କଲା ଶରୀର ଦ୍ଵାରା, ତ ଏଇଟା ଶରୀର ଦ୍ଵାରା ମନ ଦ୍ଵାରା ବହୁତ ଦ୍ଵାରା ସେବା କରିବା ପାଇଁ ଏଠି ବି ଗୋଟେ ପାର୍ଟ। ସବୁ ଜିନିଷକୁ ଭଗବାନ ସେବା ଲଗାଇବାକୁ ପଡେ, ଶରୀରକୁ ମନକୁ ବାକ୍ୟକୁ ସବୁ, କାୟ ମନ ବାକ୍ୟରେ ଭଗବାନଙ୍କ ସେବା ଆମକୁ କରିବା ଦରକାର। ଆଜ୍ଞା କାହିଁକିନା ଇଣ୍ଟରନାଲି ଅଛି ନା, ମନରେ ଅଛି ମାନେ ମନ ଚିନ୍ତା କରିବ, ଏକ୍ସଟର୍ନାଲି ପୂଜା କରିବ, ପ୍ରଣାମ କରିବ, ଇଣ୍ଟରନାଲ ହଉଛି ଭକ୍ତି କରିବା ଇଣ୍ଟରନାଲ। ତେଣୁ କାୟ ମନ ବାକ୍ୟ ସବୁ ଦ୍ଵାରା ଭଗବାନଙ୍କ ସେବା କରିବ। ଆଜ୍ଞା ଧନ୍ୟବାଦ। ଧନ୍ୟବାଦ, ଆପଣଙ୍କ ସବୁ ଆଶୀର୍ବାଦରୁ ଯାହା ହଉ
ରିପିଟ୍ ହେଇଗଲା ଟିକେ 3ଟା ଇଏ ତାପରେ ବହୁତ ସୁନ୍ଦର ପ୍ରଭୁ। ଦେଖାଯାଉ। ଆଜି ମୁଁ ମାନେ ପ୍ରଥମ ଥର ସତ କହୁଛି ପ୍ରଭୁ, ଆପଣ କହୁଛି ପ୍ରଥମ ଯୋଉ ଏଇଟା କରିଥିଲେ ମୁଁ ଧ୍ୟାନ ସେ ଶୁଣି ନଥିଲି, କିନ୍ତୁ ଆଜି ଯୋଉ ଆପଣ ଯେତିକିଟା ଏଇ ଯୋଉ ଆପଣ 4ଟା ଏଇଟା କମ୍ପ୍ଲିଟ୍ କଲେ ମୁଁ ପୁରା ଧ୍ୟାନ ସେ ଶୁଣିଲା ପ୍ରତ୍ୟେକଟି ଶ୍ଲୋକ। ମତେ ଲାଗିଲା ମୁଁ ଆଜି ଗୋଟେ କାହାକୁ ଇଭିନିଂ ରେ ମୁଁ ଯୋଉମାନଙ୍କୁ ଜଣେ ମୁଁ ଯୋଉମାନଙ୍କୁ କରେ ସେମାନଙ୍କୁ ଆଜି ଏଇଟାକୁ ପୁଣି ରିଭାଇଜ କରିବି, କଲେ ମୋର ମନେଟି ରହିବ। ଆଜି ପୁରା କ୍ଲିୟର ମାନେ ବୁଝିପାରିଲି ପ୍ରତ୍ୟେକଟି ଶ୍ଲୋକର, ସେଇଟା ମତେ ଖୁସି ଲାଗିଲା ପ୍ରଭୁ। ମୁଁ ସେଥିପାଇଁ ଧ୍ୟାନ ସେ ଫାଷ୍ଟ ମୁଁ ସେଦିନ ମୁଁ ଆଜି ପ୍ରଭୁ ଆପଣଙ୍କୁ ମୁଁ ଭାବିଲି ମୁଁ ସେଦିନ ଯଦି ମୁଁ ଶୁଣିଥାନ୍ତି ତ ଧ୍ୟାନ ସର ଅନ୍ୟମାନଙ୍କର ଶୁଣିଲି ଭିଡ଼ିଓ ଅଫ୍ କରିକି, କିନ୍ତୁ ଆଜି ପ୍ରଭୁ ମୋ ଧ୍ୟାନଟା ମାନେ ମୁଁ ଭିଡ଼ିଓ ଅଫ୍ କରିକି ଶୁଣିବାଟା ମୋର ପୁରା ଧ୍ୟାନ ରହେନି। ମୁଁ ସେଥିପାଇଁ ବେଳେବେଳେ ମତେ କିନ୍ତୁ କେବଳ ଆପଣ ଥରେ କହିଥିଲେ ଯେ ଭିଡ଼ିଓ ଅଫ୍ କଲେ ନେଟୱାର୍କ ଆସୁନି, କିନ୍ତୁ ମୁଁ ବି ଯେତେବେଳେ ପ୍ରଭୁ ଆମ ଯେତେବେଳେ ପଦଯାତ୍ରା ହଉ ଇଏରେ ମୁଁ କ୍ଲାସ୍ ଯୋଉମାନେ କରନ୍ତି ମୁଁ ମାନେ ଦୟାକରି ଭିଡ଼ିଓ ଅଫ୍ କରନ୍ତୁ, ଦେଖିବି ଅନ୍ କରନ୍ତୁ, ଆପଣ ବହୁତ କିଛି ଆପଣ ସିରିୟସ୍ ଆପଣଙ୍କର ଆସିବ, ଜାଣିବ ଯେ ପ୍ରାକ୍ଟିକାଲି ମୋ ସାମ୍ନାରେ ଜଣେ ଅଛନ୍ତି ଅନ୍ କର। ସେଥିପାଇଁ ମୁଁ ଆଜି ବି ଆପଣଙ୍କର ବହୁତ ବୁଝିପାରିଲି, ମତେ ବହୁତ ଭଲ ଲାଗିଲା। ଧନ୍ୟବାଦ, ବହୁତ ବହୁତ ଆପଣଙ୍କର ଋଣୀ ମତେ ଲାଗିଲା। ହରେ ହରେ କୃଷ୍ଣ। ତ ତା ବଦଳରେ ଆମେ ବି ବୁଝୁଛୁ, ଆମେ ନିଜେ ବି ପଢିଲେ ବାର ବାର ପଢିଲେ ଆମକୁ ସେଟା ବୁଝିବାକୁ ପଡିବ। ତ ବାର ବାର ପଢିବାକୁ ପଡିବ, ସେଇପାଇଁ ଏଇଟା ପ୍ରୋସେସ। ସେଇପାଇଁ ଯେ ସେବା ଆମେ କଲେ କଣ ହବ ନା ଅଧିକ ଅଧିକ ଆମକୁ ବି ଟିକେ ଇନଭଲ୍ଭ ହବାକୁ ପଡିବ। ଆମେ ସେବା ନ କଲେ ଆମେ ଇନଭଲ୍ଭ ହବାନି, ଆମର ନିଜର ଉନ୍ନତି ହବନି। ତେଣୁ ସମସ୍ତର ଉନ୍ନତି ହବ ଯଦି ସେଇପାଇଁ ସେବା ସବୁ ବଢିଆ ଦରକାର। ମାନେ ଯେତେ ଶୁଣିଲେ ସେତେ କହିବାକୁ ପଡିବ। କୀର୍ତ୍ତନ କରିବା ଶ୍ରବଣ କୀର୍ତ୍ତନ ଚାଲିବା ଦରକାର, ଶ୍ରବଣ କୀର୍ତ୍ତନ, ତାହେଲେ କି ଜଣେ ସ୍ମରଣ ହେଇପାରିବ। ତ ବାର ବାର ଶ୍ରବଣ କୀର୍ତ୍ତନ କରିବାକୁ ପଡିବ। ଏଇଟା ହଉଛି ଆମର ସେବା। ଆମେ ବି କୋଉ ମନେ ଅଛି ନା କଣ? ଆମେ ପଢିଲା ବେଳକୁ ପୁଣି ରିଭାଇଜ ହଉଛି ନା ସବୁ ଜିନିଷ କଣ ମନେ ରହୁଛି? ଆମେ ୟା ପାଇଁ ଆଗରୁ କଣ ଗୀତା ଠିକ ଥରେ ବି ପଢିନଥିଲୁ। ଏବେ ଯୋଉ ଏଇ 2 ବର୍ଷ ଭିତରେ ଯୋଉ କ୍ଲାସ କରାଗଲା ବାର ବାର ଯୋଉ ସେବା ହିସାବରେ, ତାହେଲେ ବାର ବାର ସେଟା ପଢା ହେଲା। ସେ ବାର ବାର ପଢା ହେଲେ ଯାଇକି ଟିକେ ଟିକେ ବୁଝି ହଉଛି, ନହେଲେ ମାନେ ନ ପଢିଲେ କୋଉଠି ବୁଝିବ ଜଣେ? ତାକୁ ଟାଇମ ଦେବାକୁ ପଡିବ ନା ତା ପାଇଁ। ତ ଏବେ ଯୋଉ ମାତାଜୀ ମାନଙ୍କ 3:30 4:30 ମୋ ଅଫିସ ଟାଇମ ହଉଛି, ମୁଁ ସେଠି ଅଧଘଣ୍ଟା ଜଏନ୍ କରୁଛି। ତ ସୋ ଦ୍ୟାଟ ଗୋଟେ ଗୋଟେ ଟପିକ ଉପରେ ଡିସ୍କସ ହଉଛି। ମୋର ନିଜର ବି ସେଥିରେ ରିଭାଇଜ ହଉଛି ନା ନାଇଁ? ତ ଯିଏ ବାର ବାର ତାକୁ କରିବାକୁ ପଡିବ। ଇଏ ସବୁ ଜିନିଷ ଅଭ୍ୟାସ ଯୋଗ ଯୁକ୍ତାନ ଚେତସନ ଅନ୍ୟ ଗାମିନା। ତେଣୁ ଅଭ୍ୟାସ ନ କଲେ ଏଇ ଜିନିଷ ହେଇପାରିବ ନାହିଁ। ଯେତେ ବି ଆପଣ ଯୋଉ ଶ୍ରୀପାଦ ଅମରେନ୍ଦ୍ର ପ୍ରଭୁ ତାଙ୍କ କହୁଥିଲେ ଏତେ ସେ ଭାଗବତ କେମିତି ପଢିଛନ୍ତି ଜାଣିଛନ୍ତି? 500 ଥର ଭାଗବତ ସେ ପଢିଛନ୍ତି। କେତେଥର? 500 times। ଆମେ ହଉଛୁ ଠିକ ଅଛି, କାହାର ମେମୋରି ଟିକେ ବେଶୀ କମ। ଆପଣ ଯଦି 500 ଥର ପଢିବେ ଆପଣଙ୍କୁ ବି କିଛି ଆସିବ ନା ନାହିଁ? ଆମେ ବି ପଢିଲେ 500 ଥର ଆସିବ ନା ନାହିଁ? ତ ସେଇ ପାଇଁ ଏଇଟା ଆଜ୍ଞା ଆମେ ଭାବୁଛୁ କେମିତି ବୋଧେ ତାଙ୍କ ଜନ୍ମରୁ ଅଛି, ତାଙ୍କ ବାପା ମା ଭକ୍ତ, ସେମାନେ ତାଙ୍କ ଗ୍ରାଣ୍ଡ ମଦର ସେ ଶ୍ରୀମଦ ଭାଗବତମ ପଢୁଥିଲେ, ଇଏ ତାଙ୍କ ପାଖରେ ବସି ପଢିଛନ୍ତି। ସେ କହିଲେ 500 ଥର ଭାଗବତମ ପଢିଛନ୍ତି। ଆପଣ ଜଷ୍ଟ ଇମାଜିନ କରିପାରିବେ? ଆଉ ଏତେ ଶ୍ଲୋକ ସେ ମନେ ରଖିଛନ୍ତି କେମିତି? ଭାଇ ମେମୋରି ଭଗବାନ ଦଉଛନ୍ତି, କିନ୍ତୁ କାହାକୁ କେତେବେଳେ ପ୍ରାକ୍ଟିସ କଲେ ବି ମେମୋରି ବଢିବ ନା। ଆମେ ତାକୁ ୟୁଜ କରିବାନି, ଯଦି ଗୋଟେ ମାନେ ଛୁରୀକି ରଖେଇଥିବା ଜଙ୍କ୍ ଲାଗିଯିବ ନା ନାହିଁ? ତ ବାର ବାର ୟୁଜ କଲେ ସିନା ସେ ତା ଧାରା ବଢିବ, ଶାସ୍ତ୍ରକୁ ବୁଦ୍ଧିଟା ଯେତେ ବି ଆପଣ ସେମିତି ବଢିବ। ଶାସ୍ତ୍ର କୃପା ବି କରିବେ, ଏଇଟା ସତ କଥା। ହଁ ଶାସ୍ତ୍ର କୃପା କରିବେ। ହଁ ଆଚ୍ଛା ଆଚ୍ଛା। ଶାସ୍ତ୍ର କୃପା କରି ଆମେ ସେଇଭଳିଆ ରେସପେକ୍ଟ ଦେଇକି ପଢିବାକୁ ପଡିବ। ଭଗବାନ ବୋଲି ସମାନ ଜାଣିବାକୁ ପଡିବ। ତାଙ୍କୁ ଜାଣିବା ପାଇଁ ଆଗ୍ରହ ଥିବା ଦରକାର, ତାହେଲେ ସେ କୃପା କରିବେ। ମାନେ ଶାସ୍ତ୍ର କୃପା କରିବେ ମାନେ ଆମେ ତାଙ୍କୁ ୱିଥ ରେସପେକ୍ଟ ଆମେ ତାଙ୍କୁ ଚେଷ୍ଟା କରିବା, ପ୍ରାର୍ଥନା କରିବା, ତେଣୁ ହଁ କୃପା ହଁ କରିବେ। ତେଣୁ ଯେ ଶାସ୍ତ୍ରକୁ ଆମେ ରେସପେକ୍ଟ ଦେଲୁ ମାନେ ତାଙ୍କୁ ଡେଲି ପଢିଲୁ ମାନେ ରେସପେକ୍ଟ ଦଉଛୁ ନା, ଯେ ମୋ ପ୍ରତି ଆଜ୍ଞା ଆଗ୍ରହ ଅଛି ନା। ଆମେ ତ ଡେଲି ପଢୁନାହାନ୍ତି, ଆଉ ଆଗ୍ରହ ନାହିଁ। ତ ସେ ଯେକୌଣସି ଭକ୍ତିର ପ୍ରାଇସ୍ କଣ? ଲୌଲ୍ୟମ୍। ଭକ୍ତିର ଫାଷ୍ଟ ପ୍ରାଇସ୍ ହଉଛି କଣ? ମାନେ ମୋର କେମିତି ପାଇବାର ଆଶା, ଇଚ୍ଛା କେତେ ଅଛି। ସେମିତି ସବୁ ଜିନିଷରେ ଶ୍ରବଣ ବି ସେ ଭକ୍ତିର ପାର୍ଟ। ମୋର ଇଚ୍ଛା କେତେ, ବ୍ୟାକୁଳତା କେତେ ଅଛି, ମୋର ଇଗରନେସ୍ କେତେ ଅଛି, ସେଇ ଅନୁସାରେ କୃପାଟା ମିଳିବ। ଆଉ କଣ? ମୁଁ ଜଣକୁ ପାଇବା ପାଇଁ ତା ପଛରେ ବାର ବାର ଦୌଡ଼ିବି, ସେ ମତେ ଦେବେନି ନା? ତ ସେଇଭଳିଆ ଆମେ ସେଟା ପ୍ରାକ୍ଟିସ ମାନେ ସେଇଟା ବ୍ୟାକୁଳତା ରହିବା ଦରକାର। ମୁଁ ପ୍ରାକ୍ଟିସ କରିବି। ତ ଇଏ ସବୁ ଜିନିଷ ବହୁତ ଆଗରୁ ଆମେ କରିବା କଥା ହେଇପାରୁନି, ବା ଏବେ ଚେଷ୍ଟା କରୁଛୁ ଗୁରୁ କୃପାରେ ଚେଷ୍ଟା କରିବାକୁ ପଡିବ। ଆଉ କଣ? ତ ସେମାନେ ପିଲାଠୁ କରୁଛନ୍ତି, ମାନେ ଆମେ ତ କିଛି କରି ହିଁ ନାହିଁ, ବିଗିନିଂ ହିଁ ନାହିଁ। ତେଣୁ କଣ କରାଯିବ? ବଟ୍ ଏନିୱେ ବେଟର ଲେଟ୍ ଦେନ୍ ନେଭର। ତେଣୁ କିଛି ଆଗରୁ ହେଇନି, ଏବେ ଯେତିକି ହେଇପାରିବ କରାଯିବ, ତାର ଚେଷ୍ଟା କରିବାକୁ ପଡିବ। ଥ୍ୟାଙ୍କ ୟୁ। ହରେ କୃଷ୍ଣ। ଆମେ ଶ୍ୟାମକୃଷ୍ଣ ପ୍ରଭୁ ପାଖରୁ 1 ମିନିଟ୍ ଅନୁମୋଦନ କଣ ଶୁଣିବା, ତାପରେ ଆଚାର୍ଯ୍ୟ ପ୍ରଭୁ। ହରେ କୃଷ୍ଣ। ଶ୍ୟାମକୃଷ୍ଣ ପ୍ରଭୁ। Hare Krishna sir, dandavat pranam to all devotees. ଆଜି ଯୋଉ ରିଭିଜନ କ୍ଲାସ ହଉଥିଲା, ମାନେ ମୁଁ ବି ଯେତେବେଳେ ଭକ୍ତି ଶାସ୍ତ୍ରୀ ଆମେ କରୁଥିଲୁ ସେତେବେଳେ ବି ଆମେ ଶୁଣିଥିଲୁ ସବୁ ଶ୍ଲୋକ ପ୍ରଭୁ ବି ବହୁତ ବଢିଆ ଭାବରେ ବୁଝଉଥିଲେ। କିନ୍ତୁ
କେତେଗୁଡେ କ୍ଲାସ୍ ମିସ୍ ବି ହେଇଯାଇଥିଲା, ତ ତା ରେକର୍ଡିଂ ବି ମୁଁ ଆଉ ପଛରେ ଶୁଣି ବି ରଖିଥିଲି, ଆଉ ଶୁଣି ବି ପାରିନଥିଲି। ତେଣୁ ଆଜି ଯୋଉ ପ୍ରତି ଇଚ୍ ଶ୍ଲୋକ ତାର ଡେସ୍କ୍ରିପସନ, ପୁଣି ଏ ଯୋଉ ଆଜି ଯୋଉ ରିଭିଜନ ହେଲା ସେଟା ବହୁତ ମତେ ବି ପ୍ରତି ଶ୍ଲୋକର ମତେ ସବୁ ରିକଲ୍ ହେଇଗଲା, ଯେମିତି କି ଆଉ ତାର ବହୁତ ଗୁଡେ ବ୍ୟାଖ୍ୟା ଯୋଉଟା ମୁଁ ଶୁଣି ନଥିଲି ସେଟା ବି ଆଜି ଆମେ ଶ୍ରବଣ ମାଧ୍ୟମରେ ମତେ ଆଜି ଅନୁଭବ ହେଲା ଯେ ହଁ ଏଇ ଶ୍ଲୋକର ଡେସ୍କ୍ରିପସନ ଆକ୍ଚୁଆଲି ତା ଦେହରେ ଏଇ ପଏଣ୍ଟସ୍ ଅଛି, ଆଉ ଏଇ ଭାବରେ ଆମକୁ ଏଇ ଶ୍ଲୋକକୁ ଆମକୁ ବୁଝିବାର ଅଛି। ତେଣୁ ମତେ ଆଜି ଯେମିତି ପ୍ରଭୁ ବି କହୁଥିଲେ ଯେ ମୁଁ ବହୁତ ଆଜି ଭଲ ଭାବରେ ବୁଝିପାରିଲି, ସେମିତି ମୁଁ ବି ବହୁତ ମାନେ ମୋର ବି ବହୁତ ଗୁଡା କ୍ଲିୟର ହେଲା ଲୋକକୁ କେମିତି ବୁଝିବା କଥା, କୋଉ ଇଏରେ ଏକତ୍ୱନ ପୃଥକ୍ତନ ଏଇ ସବୁ ବହୁତ ଗୁଡେ ଟିଟ୍ ବିଟ୍ସ ଅଛି ଯୋଉଟା କି ଶ୍ଲୋକରେ ଯେମିତି ଆଜ୍ ଇଟ୍ ଇଜ୍ ପ୍ରଭୁପାଦ ଯେମିତି କହିଛନ୍ତି। ତେଣୁ ପ୍ରଭୁପାଦଙ୍କର ଯୋଉ ଡେସ୍କ୍ରିପସନ ଅଛି, ଯୋଉମାନେ ପ୍ରଭୁପାଦଙ୍କର ବାଣୀକୁ ବୁଝିଛନ୍ତି ତାଙ୍କଠାରୁ ଆମେ ଯେତେବେଳେ ଶ୍ରବଣ କରୁଛେ, ତେଣୁ ଆମର ସେଇଭଳି ଭାବରେ ପ୍ରଭୁପାଦ ଯୋଉଭଳି ଭାବରେ ଆଜି ଇଟ୍ ଇଜ୍ ବୁଝିବାକୁ ଚାହିଁଛନ୍ତି ଆମେ ସେଇଭଳି ଭାବରେ ବୁଝିବାକୁ ସକ୍ଷମ ହୋଇପାରୁଛେ। ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆଉ ବହୁତ ବହୁତ କୃତଜ୍ଞତା ଆପଣଙ୍କ ଚରଣରେ। ଏବଂ ଯୋଉ ସାଧୁମାନେ ଏଠି ଉପସ୍ଥିତ ଅଛନ୍ତି, ଯୋଉ ମାତାଜୀ ମାନେ, ସେମାନେ ବି ବହୁତ ଶ୍ରଦ୍ଧାର ସହିତ ଧୈର୍ଯ୍ୟର ସହିତ ଏବଂ ଆଗ୍ରହର ସହିତ ଯୋଉ ତିନିଟା ଜିନିଷ ଏଇଠି ମୁଁ ଦେଖେ ଏଇ କ୍ଲାସରେ ମାନେ ବହୁତ ଦୀର୍ଘ ସମୟ ଧରି, ମାନେ ମୋ ପାଇଁ ଦୀର୍ଘ ତ ହୁଏତ ଅନ୍ୟମାନଙ୍କ ପାଇଁ ସେୟା ନ ହେଇପାରେ, କିନ୍ତୁ ମୋ ପାଇଁ ମତେ ବହୁତ ଲାଗୁଛି ଯେ ମାନେ ମତେ ଟିକେ କ୍ଲାସ ଟାଇମ ଟା ମୁଁ ଏତେ ସମୟ ବସି ପାରିବି କି ନାହିଁ। ଏମିତି ପ୍ରଭୁ କହିଲେ ମୁଁ ଭିଡିଓ ଅନ୍ କରି ବସୁଛି, ମୁଁ ତ ମୋ ଦ୍ୱାରା ବୋଧେ ହବନି, କିନ୍ତୁ ଡିଷ୍ଟର୍ବ ହେଇଯାଉଛି ମାଇଣ୍ଡ। କିନ୍ତୁ ଏଇ କ୍ଲାସରେ ମୁଁ ଦେଖେ ଅନ୍ୟମାନଙ୍କର ଯୋଉ ଶ୍ରଦ୍ଧା ଆଗ୍ରହ, ଆଉ ସାର୍ ଯୋଉ ଆଗ୍ରହରେ ସାର୍ ବୁଝାନ୍ତି ଏବଂ ଉତ୍କଣ୍ଠାର ସହିତ ସମସ୍ତ କୋଶ୍ଚିନ୍ ଶୁଣନ୍ତି ଏବଂ ଶ୍ଲୋକକୁ ଡିସ୍କ୍ରାଇବ କରନ୍ତି, ତାର ବହୁତ ଉଚ୍ଚ କୋଟିର। ମୁଁ ସବୁବେଳେ ସେଇ କଥା କୁହେ, ଏଇ ଯୋଉ କ୍ଲାସରେ ଯୋଉ ଭକ୍ତମାନେ ଅଛନ୍ତି ଉପସ୍ଥିତ, ବରିଷ୍ଠ ଭକ୍ତମାନେ, ତେଣୁ ସେମାନଙ୍କର ଯୋଉ ଆଗ୍ରହ, ଧୈର୍ଯ୍ୟ ଆଉ ବୁଝିବାର ଯୋଉ ଶୈଳୀ, ଆଉ ପ୍ରଶ୍ନକର୍ତ୍ତା ଯୋଉମାନେ ପ୍ରଶ୍ନ ପଚାରୁଛନ୍ତି ବହୁତ ଭଲ ପ୍ରଶ୍ନ। ତେଣୁ ତିନିଟା ଜିନିଷ, ଯୋଉ ବକ୍ତା, ଶ୍ରୋତା ଆଉ ପ୍ରଶ୍ନକର୍ତ୍ତା, ତେଣୁ ତିନି ଜଣ ଆଦେହରେ ନିଶ୍ଚିତ ଭାବରେ ବେନିଫିଟ ପାଆନ୍ତି। ଯେମିତି କି ଆମର ଅଛି କଥାରେ, ଯୋଉମାନେ ଏଇ ତିନି ଜଣ ବହୁତ ପାଆନ୍ତି ଏବଂ ଯିଏ ଅନୁମୋଦନ କରନ୍ତି, ଯେମିତି କି ଯିଏ ବାହାରେ ଅଛନ୍ତି, କ୍ଲାସ ଆଜି କରିପାରିନାହାନ୍ତି, କିନ୍ତୁ ସେ ଭାବୁଥିବେ ଯେ ଯଦି ଆଜି କ୍ଲାସରେ ମୁଁ ଥାନ୍ତି ତାହେଲେ ଭଲ ହେଇଥାନ୍ତା। ଏଇ କ୍ଲାସଟା ଆଉ ଯୋଉମାନେ କରୁଛନ୍ତି ବହୁତ ଭଲ କରୁଛନ୍ତି, ତ ସେମିତି ଏଥିରେ ସମସ୍ତେ ଲାଭବାନ ହୁଅନ୍ତି। ତେଣୁ ମୁଁ ସମସ୍ତଙ୍କ ଚରଣରେ ଯୋଉମାନେ କ୍ଲାସରେ ଉପସ୍ଥିତ ଅଛନ୍ତି ସେମାନଙ୍କର ସଙ୍ଗ ପ୍ରଦାନ କଲେ ଏବଂ ସାର୍ ଯୋଉ ଭାବରେ ଡେସ୍କ୍ରିପସନ କଲେ, ସାର୍ କହିଲେ ମୁଁ ବହୁତ ଥର ପଢିଛି ବୁଝେଇବା ପାଇଁ, ତ ସେଇପାଇଁ ସାର୍ଙ୍କର ଯୋଉ ସାଧନା ଏବଂ ଯୋଉ ସାଧୁ ମାନଙ୍କର ଏଠି ଉପସ୍ଥିତ ଅଛନ୍ତି ସେମାନଙ୍କର ଯୋଉ ଧୈର୍ଯ୍ୟ ଆଉ ଆଗ୍ରହ ସହିତ ସେମାନେ ଶ୍ରବଣ କଲେ, ସେଥିପାଇଁ ମୁଁ ସମସ୍ତଙ୍କ ଚରଣରେ ବହୁତ ବହୁତ କୃତଜ୍ଞତା ଦଉଛି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦଉଛି, ସାଧୁବାଦ ଦଉଛି। ହରେ କୃଷ୍ଣ ସାର୍, ଦଣ୍ଡବତ। हरे कृष्ण। हरे कृष्ण माता जी। हरे कृष्ण अच्छा तो प्रभु। प्रभु, हाँ माता जी, हाँ हरे कृष्ण କୁହନ୍ତୁ। ନା ଶ୍ୟାମା, ପ୍ରଭୁ, ହଁ ଆପଣ କିଛି କହୁଥିଲେ? ନାଇଁ, ଓକେ। ନା ପ୍ରଭୁ, ଆପଣ ବଢିଆ ସେ ବୁଝଉଛନ୍ତି, ସେଇଟା ହିଁ। ଆପଣଙ୍କ ଆଶୀର୍ବାଦରୁ ଚାଲିଛି, ଆଉ ଆମର କଣ ଯୋଗ୍ୟତା ନାହିଁ। ପ୍ରଭୁ ଅଚ୍ୟୁତ ପ୍ରଭୁ, ଆପଣ ଆଶୀର୍ବାଦ କରନ୍ତୁ। ଆମେ ଭକ୍ତି ଶାସ୍ତ୍ରୀ ଏବେ କରୁଛୁ, ତ ଆମର ବେଶୀ ଜ୍ଞାନ ତ ନାହିଁ, ଆପଣଙ୍କ ପାଖରେ ତ ବେଶୀ ଜ୍ଞାନ, ଆପଣ ଆମେ ଆମକୁ ତ କୃପା ପାଠ ପରୀକ୍ଷା ନ ଦେଇକି ପାସ୍, ମାନେ ଟିକେ ଲାଷ୍ଟକୁ ପରୀକ୍ଷା ଦେଇ ପାସ୍ ହେଇଯାଇଛି। ଆମେ ତ କୃପା ରାସ୍ତାରେ ଅଛୁ, ଆମେ କୋଉ ସାଧନା କରିପାରୁଛୁ। ଏନିୱେ, ଆଚାର୍ଯ୍ୟ ପ୍ରଭୁ, ହରେ କୃଷ୍ଣ। हरे कृष्ण ଆମର प्रभु, ସର୍ଟକଟିଆ ରାସ୍ତା, ଆମେ दंडवत ସବୁ प्रणाम। ଚାଲିଛୁ। दंडवत ହରେ प्रणाम टू ऑल द डिवोटीज। बहुत सुंदर, अति सुंदर, बहुत सुंदर अनुमोदन कले श्यामाकृष्ण प्रभु। एवं भक्त माने जो जो प्रश्न करिसेंती सेटा भी डाउट से गुड़ा भी बहुत सराहनीय। एवं आपण जो तीनटा आक चैप्टर समरी कले सेटा एक्चुअली आर्ट स्ट्रोक शुणिबार सौभाग्य बहुत कम मिलता, आज कंप्लीटली मिलला, से आपण को पाखरे चिर ऋणी। हरे कृष्ण। आ गोटे कथा मु कहबी, अनुमोदन तो श्यामकृष्ण प्रभु बहुत करिसेंती, मो कोनसी योग्यता नाही, किंतु एठी गोटे जिनस मन पड़ुचे जे आपण आज जतबेले तीनटा को चैप्टर समराइजेशन करूथिले, मते लागुथला जे आम मनरे बेले बेले
ये जो बहुत जगह आम स्कोप मिली किंतु अटेंशन दे फुल अटेंशन बा मन अस्थिर न होई शुणिबार सौभाग्य आम निजर आम क्यों भाया पात्र से ऊपर निर्भर करे किंतु लगे जमती भगवान तो अर्जुन को कहते ये स्टोरी तो सब आम शुणी शुणी आसुचु आज 25 वर्ष है शुणुचु किंतु केबे आम भाविबा जे भगवान अर्जुन को माध्यम नुहे एटा डायरेक्टली मते ही कहते मो सहित ही रेसिप्रोकेट करूचंती जमती कि प्रभुपाद लेक्चर गोटे शुणुली कहते जे जिते आम जप करुचु कई आम जप कला बेले मोबाइल देखी दौरान किए जप कला बेले आउ कौन टे कही दौरान किए जड़े कौन गोटे पचारे से डिस्टर्ब हो जाती तो सेटा आम कहीं होती जे आमर भज जो भक्ति बा भज धातु जोटा आसी आम भजन करचु भगवान नाम जोटा नौचु से भगवान ताठू अभिन्न तेणु जितेबाला आम भगवान सहित डायरेक्टली नाम नौचु डायरेक्टली कनेक्टेड से भगवान जो जमी आम प्रेसिडेंट अच्छा सामने आम गोटे मीटिंग रे अच्छु आम कौन डिस्टर्ब हो पार्चु आम फुल अटेंशन रे जमी शुणुचु सेमती भगवान जितेबाला आम सहित कनेक्टेड अच्छा जो प्रभु जो 3टा चैप्टर जो रूप में बुझेले जो समराइज कले तो सेटा को आम जति निज सहित संपृक्ति थिबार धारणा नहीं कि शुणिबा ताहले आमे मैक्सिमम जोटा आमको मिलुची कृपा मिली प्रभु माध्यम रे आमको कृपा मिली सेटा आमे बहुत माने बेनिफिटेड हो पारिबा अन्यथा एटा संभव नुहे कंप्लीटली कनेक्टेड है कि माताजी माने प्रभु माने जो ग्रुप रे अछंती शुणुचंती बहुत से तांकर माने प्रयास धन्यवाद ताठू अधिका सर्वोपरि पंकजराव प्रभुकर जो माने प्रयास ये तो माने अत्यंत उच्च कोटिर तो हरे कृष्ण दंडवत प्रणाम हरे कृष्ण तो बहुत बहुत धन्यवाद तो आमर कर्तव्य आम चेष्टा भगवान का आशीर्वाद दीटा मिसले सक्सेसफुल हुए तो आम चेष्टा कले भगवान आशीर्वाद कले जिन सक्सेसफुल हो पार तो आम से बार बार चेष्टा करा पड़ो तेणु योग्यता विचार किसी नहीं पाए तमार करुणा साथ हरे कृष्ण श्यामा राशेश्वरी माता जी हरे कृष्ण प्रभु जी दंडवत प्रणाम प्रभु जी आज मते टिके क्षमा करिवे आज हमर नुआखाई फेस्टिवल तो टिके मो व्यस्त अछि हाँ ठीक है नो प्रॉब्लम बहुत बहुत धन्यवाद समस्त को तो विल क्लोज द सेशन हियर तो प्रभु जी म्यूट करी सॉरी माने वीडियो ऑफ करी कि मैं सुनिथिली बहुत सुंदर क्लास बहुत बहुत धन्यवाद प्रभु जी मु हमर अछंती श्याम शंभु पाळक दास प्रभु जी से रेकॉर्ड करि थांती मु आउथरे क्लास किंतु सुनिबी टिके टिके मझिरे मोर डिस्टर्ब होतला हाँ जो एबे जो प्रभु भुवनेश्वर मंदिर रे जो अछंती बदे क्लास एबे सरी गला से लीव कर दी ना कोन प्रेमावतार प्रभु जी प्रेमावतार प्रभु चटणी रे अछंती प्रभु जी से होचंती माने कोन कहंती पदयात्रा ग्रुप रे प्रभु जी लोकनाथ सम्मेलन अच्छा प्रेमावतार प्रभु हां प्रेमावतार प्रभु आज्ञा आज्ञा अच्छा थैंक यू तांको नंबर टा मते शेयर कर देबे तो आज्ञा प्रभु जी मु पठे दो सुविधा देखिए हाँ सुविधा देखिए थैंक यू पठे दो संगे संग पठे हाँ हाँ थैंक यू बर्तमान में क्लास रखिए लेट हो समस्त